ସ୍କାନର ଯୋଉଟା ମୁଁ ଦେଖିଲେ ଟେବୁଲଟା ଅଛି ସେଇ ଟେବୁଲଟା କଥା କହୁଛନ୍ତି ତ? ସାର୍ ଚାର୍ଟ ଲିଙ୍କର ସେଇଟା ମୁଁ ଓପନ ଇକ୍ୱାଲ ଟୁ ହାଇ ଯୋଉ ଇଏ କରିକି ସେଇଭଳିଆ ଇଏ କଲି। ଆପଣ ୟୁଟ୍ୟୁବରେ ଭିଡିଓ ଦେଖିଲେ ନା ଟେଲିଗ୍ରାମ ଗ୍ରୁପରେ ଜମାତ ସ୍କାନର ଦେଖିଲେ? ମାନେ କୋଉଠୁ ଦେଖିଲେ ଆପଣ ମନରେ ଡାଉଟ ଆସିଲା ପଚାରୁଛନ୍ତି ସେଇଟା କୁହନ୍ତୁ। ମୁଁ ମାନେ ଆପଣ ମାନେ ୟୁଟ୍ୟୁବରୁ ୟୁଟ୍ୟୁବରୁ ଭିଡିଓ ଯୋଉ ଦେଖିଲେ ଓପନ ଇଜ ଇକ୍ୱାଲ ଟୁ ହାଇ ଓପନ ଇଜ ଇକ୍ୱାଲ ଟୁ ଲୋ ହଁ ଏଇଟା ଦେଖିଲେ ତ? ହଁ ସେ ଷ୍ଟ୍ରାଟେଜି ଯେତେବେଳେ ଆମେ ପଢିବା ପଢିଲା ପରେ ଓପନ ଇଜ ଆମେ ଷ୍ଟକ୍ କେମିତି ଟ୍ରେଡ କରିବା ଓପନ ଇଜ ଇକ୍ୱାଲ ହାଇ ଓପନ ଇଜ ଇକ୍ୱାଲ ଲୋ ଯଦି ଥିବ ଯଦି ଯୋଉ ଷ୍ଟକ୍ ଥିବ କେମିତି ଟ୍ରେଡ କରିବା ତ ହଁ ସେ ହଁ ଷ୍ଟ୍ରାଟେଜି ପଢିବା ଅଛି ଆଗାମୀ ପାଇଁ ପଢିବା। ଆମେ ତ ଏପର୍ଯ୍ୟନ୍ତ ପାଠ ଭିତରେ ତ ପଶିନେ ନା। ହଁ ସେଟା ଠିକ ଆମେ ନା କାଲି ଏପର୍ଯ୍ୟନ୍ତ ଆପଣ ସାର୍ କହିନଥିଲେ ସେଇଟା ମୁଁ ପଚାରୁଥିଲି ଯୋଉ ଆପଣଙ୍କୁ ମୁଁ ସେଇଟା କାଲି ଆଜ୍ଞା ଦେଖିକି ମୁଁ ଆଜି ମୁଁ ଇଏ କରୁଥିଲି ମାନେ ଟ୍ରାଏ କରୁଥିଲି କେମିତି କଣ ହଉଛି ପ୍ରଫିଟ କଣ କେମିତି ସେଇଟା ଦେଖୁଥିଲି ତ ମୁଁ ସେଇଥିପାଇଁ ପଚାରିଲି। ପଢିବା ପଢିବା ସବୁ ୱାନ୍ ବାଇ ୱାନ୍ ପଢିବା। ସର୍ବ ସାରିଲାଣି ଜଏନ୍ କଲେ ହଁ। ବହୁତ ଜିନିଷ ଅଛି ବହୁତ ଷ୍ଟ୍ରାଟେଜି ଆମେ ପଢିବା ସବୁ ଭାଇ ବହୁତ ଜିନିଷ ପଢିବା। ସାର୍ କିନ୍ତୁ ସ୍କାନର ପୁରା ସାର୍ କେମିତି ଟାର୍ଗେଟ ଟୁ ପ୍ରଫିଟ ୱାର୍କ କରୁଛି ବ୍ରେକଆଉଟ ବ୍ରେକଡାଉନ ଦିଟା ଯାକ ସାର୍ ପୁରା ପରଫେକ୍ଟ କରୁଛି। ये स्कैनर अपन पढ़ा है देखा पढ़ा हो ये सब ये ऑटोमेटिक ओपन इज इक्वल टू हाई ओपन इज जो स्टॉक था से ऑटोमेटिक अपन दे दो बाछि के आपण आकतले ओपन करियो ऑटोमेटिक ओपन इज कले ओपन स्टॉक आसी दियो तापर सेही बेसिस रे अपन काम करबो। देखंतो ये लास्ट स्टेज बंद ये अछि गोटे स्टॉक गोटे ऐड करछि देखंतो कोन जे कोन स्टॉक ना गोटे कोनतो मु देखैबा अपन चार्ट कोन परफॉर्म करछि। ଦେଖୁଥିଲି କହିଲି ହିରୋ ହିରୋ ମୋଟର ଆପଣ ସ୍କ୍ରିନ ଉପରେ ଯୋଉ ଦେଖା ଯାଉଛି ସ୍କ୍ରିନ ଉପରେ ଯୋଉ ଦେଖା ହାଉଛି ତାରି ଭିତରେ କୁହନ୍ତୁ। ଓହୋ ହୋ ତା ଏଇ ଭିତରେ ଷ୍ଟକ୍ ଗୁରା ଓପନ ସନ୍ ସ୍କିଲ୍ ହାଇ ହଁ ଓପନ ଆଜି ସ୍କିଲ୍ लो ଅଛି। ଆଜି ସନ୍ ଟିଭି ବି ଓପନ କୁ ହେଇଥିଲା ଏନଟିପିସି ଥିଲା ଫିନୋଲେକ୍ସ ଥିଲା ଏଇ ଚାରିଟା ହଁ ଏଇ ସନ୍ ଚାରିଟା ଟିଭି ଥିଲା ଓପନ ଇଜ ଇକ୍ୱାଲ ଟୁ लो नॉट ओपन इज इक्वल टू हाई ସନ୍ ଟିଭି ଟା ଓପନ ଇଜ ଇକ୍ୱାଲ ଟୁ लो ଅଛି। ହଁ ଏनଟିପିସି ଆଉ ଏ ଯୋଉ ଏ ଆପୋଲୋ ସଫ୍ଟଟା ଫ୍ଲାସ ଟିକେ ଏମଡି ଦେଖନ୍ତୁ ସେଇ ଦିଟା ଥିଲା ଓପନ ଇକ୍ୱାଲ ଟୁ ଲୋ। ସାର୍ ଆପୋଲୋ ସଫ୍ଟଟା ଟିକେ ଦେଖନ୍ତୁ। ଆପୋଲୋ ଆପୋଲୋ ହସ୍ପିଟାଲ ଆପୋଲୋ ସଫ୍ଟ ଅଛି ହସ୍ପିଟାଲ ମୁଁ ସାର୍ ଦେଖୁଛି ସଫ୍ଟ ଅଛି ଆପୋଲୋ ଆପୋଲୋ ସଫ୍ଟ ଅଛି। ଆପୋଲୋ ହଁ ହଁ ହସ୍ପିଟାଲ ସେଇଟା 5 ଆପୋଲୋ ଅଛି ସେଟା ଦେଖ ଆପୋଲୋ ହସ୍ପିଟାଲ ଆଡ ହଲ ସବୁ ଲାଗି ଅଛି ଆପୋଲୋ ହସ୍ପିଟାଲ ଦେଖନ୍ତୁ ଆପଣ କେତେବେଳେ ଟ୍ରେଡ୍ କରିଥାନ୍ତି ଓପନ ଇଜ ଇକ୍ୱାଲ ଟୁ लो ଅଛି ମାର୍କେଟ ଉପରେ ଗଲେ ତ ସବୁ ଜାଗାରେ ଭିଆପ ଆଡ କରି ହିଁ କଲେ ଆପଣ ବେଟର ସକ୍ସେସ୍ ମିଳିବେ। ଭିଆପ ଟା ଆଡ କରି ଯେତେବେଳେ ଭିଆପ ଉପରେ କ୍ଲୋଜ କରେ ତାର ହାଇରେ ଆପଣ ପଶିବେ। ଫାଷ୍ଟ କ୍ୟାଣ୍ଡେଲ ଓପନିଂ ଗଲା ସେକେଣ୍ଡ କ୍ୟାଣ୍ଡେଲ କଣ କଲା କ୍ଲୋଜିଂ କଲା କଣ ଆ ତଳେ କ୍ଲୋଜିଂ କରୁଛି ଭିଆପ ତଳେ କ୍ଲୋଜିଂ ଟ୍ରେଡ୍ କରିବାର ନାହିଁ। ସେକେଣ୍ଡ କ୍ୟାଣ୍ଡେଲ ମଧ୍ୟ ଭିଆପ ତଳେ କ୍ଲୋଜ କଲା ତ ସେ ଜାଗା ଆପଣ ଟ୍ରେଡ୍ କରିବାର ନାହିଁ ଯେତେବେଳେ ନେକ୍ସଟ କ୍ୟାଣ୍ଡେଲ ଯେତେବେଳେ ହାଇ କ୍ଲୋଜ କଲା କାହା ଉପରେ ଭିଆପ ଉପରେ ଆପଣ ଆର ହାଇରେ ଏଣ୍ଟ୍ରି କରିଥାନ୍ତି। ହାଇରେ ଏଣ୍ଟ୍ରି କଲେ ଆପଣ ଏଇଠି ଏଣ୍ଟ୍ରି ହେଲା ଆପଣଙ୍କର 7,000 ଏଣ୍ଟ୍ରି ହେଲା ଆପଣ ଏଇଟା ହାଇ ଯେତେବେଳେ ବ୍ରେକ୍ କରେ ସେଟା ଏଣ୍ଟ୍ରି କରେ 7,600 700 ଆପଣ ହାଇ ବ୍ରେକ୍ କଲେ ଆପଣ ଏଇଠି ଏଣ୍ଟ୍ରି କଲେ ଏଣ୍ଟ୍ରି କଲା ପରେ ସେ ହାଇ ମାର୍କେଟ
କେତେ ପଏଣ୍ଟ ଆପଣ ପ୍ରଫିଟ ପାଇଛନ୍ତି? ଏଇଟା ପ୍ରୋବ୍ଲେମ। 28 ପଏଣ୍ଟ ପ୍ରଫିଟ ଦେଇଛି। ସେଇଠୁ ନନଷ୍ଟପ ଉପରକୁ ଯାଇଛି ଆଉ। ତ ଓପନ ଇଜ ଇକ୍ୱାଲ ଟୁ ଲୋ ହେଲା means ଆପଣ ବାଇଂ ପାଇଁ ପ୍ଲାନ୍ କରିବେ, ଓପନ ଇଜ ଇକ୍ୱାଲ ଟୁ ହାଇ ସେଲିଂ ପାଇଁ ପ୍ଲାନ୍ କରିବେ। ଯେତେବେଳେ ଭିଆପ ଲଗେଇବେ, ଭିଆପ ଉପରେ ଯେତେବେଳେ କ୍ଲୋଜ କରିବେ ସେତେବେଳେ ଆପଣ ଏଣ୍ଟ୍ରି କରିପାରିବେ। ଏଇ ଷ୍ଟକ ରେ କରିପାରିବେ, ଆର ଫ୍ୟୁଚର କରିପାରିବେ, ଆର ଅପସନ ରେ କରିପାରିବେ। ଯଦି କରିବେ ଫ୍ୟୁଚର ଏଇ ଟାଇମରେ ବାଇ କରିପାରିବେ, ଅପସନ କରିବେ ହେଲେ ଆପଲ ଷ୍ଟଲ 7600 ର କଲ ଟାକୁ ଆଡ କରିଦେବେ। 7600 ଇନ ଦ ମନି ହବ, और ସେଇ ଟାଇମରେ ସେ ପାଖାପାଖି ଆଟ ଦ ମନି ଥିବ, ଆଟ ଦ ମନି ରେ ଆପଲ ହସ୍ପିଟାଲ। ସାର୍ ଏଇଟା ତ ଆମର 5 ମିନିଟ ପରେ ଯାଇକି ଇଏ ହବ ନା? ଆପଣ ୱେଟ କରିବେ ଯେତେବେଳେ ନା ନା ସାର୍, ଆମେ ଯୋଉ ଚାର୍ଟିଂ ର ସପୋଜ ଏଇଟା ସିନା ଆପଣ ସ୍କାନର ଇଏ କରିଦେଇଛନ୍ତି ବୋଲି ସେ ଏକ୍ସେଲ ସିଟ ରେ ସେଟା ଦେଖିଦେଲେ, ସପୋଜ ହୁଁ ଜଣଙ୍କ ପାଖରେ ଏ ସ୍କାନର ନାହିଁ କି କିଛି ନାହିଁ, ସିଏ ଚାର୍ଟ ଇଙ୍କ ର ସପୋଜ ଇଏ ଚାର୍ଟିଂ ରେ କରିବ। କରିପାରିବ, ଚାର୍ଟିଂ ରେ କରିପାରିବ। ଚାର୍ଟ ଇଙ୍କରେ ସାର୍ କେମିତି ଇଏ ହେଇଟା ଯୋଉ ମୁଁ ସାର୍ ଟିକେ ଇଏ କରିଥିଲି ଆଜି ଦେଖୁଥିଲି ତ, ମୁଁ ସେଥିପାଇଁ ମୁଁ କହୁଛି ସାର୍। ଆଜି ସେଇଟା ଓପନ ତାର ସାର୍ ସେ କଣ୍ଡିସନ ଗୁଡା ଲାଗିଛି କି ହଉଛି ମାନେ ଫାଷ୍ଟ 5 ମିନିଟ କ୍ୟାଣ୍ଡେଲ ଓପନ ଇକ୍ୱାଲ ଟୁ, ତାପରେ ଫାଷ୍ଟ 5 ମିନିଟ କ୍ୟାଣ୍ଡେଲ ହଉଛି ଲୋ, ତାପରେ ଫାଷ୍ଟ ଓହୋ, 5 ମିନିଟ ର ଭଲ୍ୟୁମ ଟା ହଉଛି 50,000, ଆଜ୍ଞା। ତାପରେ ଫାଷ୍ଟ 5 ମିନିଟ କ୍ୟାଣ୍ଡେଲ ଓପନ ଗ୍ରେଟର ଦେନ୍ ଇକ୍ୱାଲ ଟୁ ନମ୍ବର ମିନ୍ସ ମାନେ ଯୋଉ ଷ୍ଟକ ର ପ୍ରାଇସ୍ ହଉଛି 200 ରୁ 1000 ଭିତରେ। ହଁ, ଯୋଉ ଷ୍ଟକ ର ପ୍ରାଇସ୍ 200 ରୁ 1000 ଟଙ୍କା ଭିତରେ ଥିବ, ଆପଣ ତାକୁ ଗୋଟେ ଟ୍ରେଡ୍ କରିବା ହଁ, ପାଇଁ ପ୍ଲାନ୍ କରିବେ। ସେଇଟାର ଆପଣ ଏଇ ଯୋଉ ଗୁଡା ଲେଖିଛନ୍ତି ବି ସେଟା ଆଜ୍ଞା ମୋର ସନ୍ ଟିଭି ଆସିଥିଲା, ଏଇ ଯୋଉ ଆଜ୍ଞା ପ୍ରାଜ ଇଣ୍ଡଷ୍ଟ୍ରି ଆସିଥିଲା, ଆଉ ଆଜ୍ଞା ହିନ୍ଦୁସ୍ତାନ କପର ଆସିଥିଲା, ଏଚ ଡି ଏଫ ସି ଲାଇଫ ଇନ୍ସୁରାନ୍ସ ଆସିଥିଲା, ଆଉ ଆଜ୍ଞା କଲ୍ୟାଣ ଜୁଏଲାର ଆସିଥିଲା। ଆଜ୍ଞା। ଏତିକି ଯୋଉ ଆସିଥିଲା ହୁଁ ହୁଁ। ସେଇଟାରେ ହଉଛି ସେଇ ଯୋଉ ଆମେ 5 ମିନିଟ ଗଲା ପରେ ଆମେ ସେଟାକୁ ସ୍କାନ କଲେ ହବ ନା? ହଁ, ଆପଣ ଯଦି ୱେଟ କରିଯିବେ, ଇମିଡିଏଟଲି ଟ୍ରେଡ୍ ନ କରିକି ୱେଟ କରିଯିବେ, 9ଟା 20 ପରେ ସ୍କାନ କରନ୍ତୁ। ଯୋଉ ଯୋଉ ଷ୍ଟକ୍ ଆସେ ତାକୁ ଲେଖିଦିଅନ୍ତୁ, କାରଣ ପ୍ରତି 5 ମିନିଟରେ ଷ୍ଟକ୍ ରା ଚେଞ୍ଜ ହେଇଯିବ ସବୁ। ହଁ ହଁ କାରଣ ସେଇଟା ଭଲ୍ୟୁମ ଦିଆଯାଇଛି ନା, ଯେହେତୁ ଭଲ୍ୟୁମ ଦିଆଯାଇଛି, ଭଲ୍ୟୁମ ହଁ ଯଦି ତଳକୁ ଖସିଲେ ଚେଞ୍ଜ ହେଇଯିବ। ତେଣୁ ସେଥିପାଇଁ ଆପଣ ସେଇଟା ଯୋଉ ଷ୍ଟକ୍ ଗୁରା ଆସିଲେ ତାକୁ ଲେଖି ରଖିଦେଲେ। ଲେଖି ରଖିଦେଇ ସେ ଷ୍ଟ୍ରାଟେଜି ମଡିଫିକେସନ କରୁଛି, ସେ ଷ୍ଟ୍ରାଟେଜି ଦିଆଯାଇଥିଲା, ସେ ଷ୍ଟ୍ରାଟେଜି ନେକ୍ସଟ କ୍ୟାଣ୍ଡେଲ ଯୋଉଠୁ ଓପନ ହବ ଆପଣ ସେଇଠୁ ଏଣ୍ଟ୍ରି କରିପାରିବେ। ତ ସେ ଯେ ତା ଅପେକ୍ଷା ହଁ ଆଉ ଗୋଟେ ମଡିଫିକେସନ ଆମେ ପଢିବା କେବେ, ମଡିଫିକେସନ ହେଲେ ଭିଆପ ଆଡ କରିଦେବେ। ହଁ ହଁ ଭିଆପ ଟା ଆଡ କରିଦେବେ, ଯେତେବେଳେ ଦେଖିବେ ଭିଆପ ଉପରେ କ୍ଲୋଜ କରି ସେତେବେଳେ ପଶିବେ, ତାହେଲେ ଏଇଟାରେ ସକ୍ସେସ ରେଟ୍ ଅଧିକା ବଢିଯିବ। ହଁ ହଁ ହଁ। ଏ ଷ୍ଟ୍ରାଟେଜିରେ କୁହାଯାଇଛି ଯେ ଯେତେବେଳେ ନେକ୍ସଟ କ୍ୟାଣ୍ଡେଲ ଯୋଉଠୁ ଆରମ୍ଭ ହବ ଆପଣ ସେଇଠୁ ବସିବେ। ନେକ୍ସଟ କ୍ୟାଣ୍ଡେଲ ଯୋଉଠୁ ଆରମ୍ଭ ହବ, ଦେଖନ୍ତୁ ଏ କ୍ୟାଣ୍ଡେଲ, ଏଇ କ୍ୟାଣ୍ଡେଲ ଟା ସେକେଣ୍ଡ କ୍ୟାଣ୍ଡେଲ ଯୋଉଠୁ ଆରମ୍ଭ ହେଲା, ଏଇଠୁ ଆରମ୍ଭ ହେଇଛି, ହଁ 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 ହଁ। ଏଇଠୁ ଓପନ ହେଲା କୋଉ ଜାଗାରେ, ଏଇ ଜାଗାରେ ଓପନ ହେଇଛି, ଏଇ ଜାଗାରେ 7655 ରୁ ଜଷ୍ଟ ମିନିଟ। ଓକେ।
ସାର୍ ମୁଁ ପଠେଇଛି ସେଇ ଯୋଉଟା କଣ୍ଡିସନ ଟା ଇଏ କରିଥିଲି ପଠେଇଛି ଆଜ୍ଞା ହ୍ୱାଟ୍ସଆପ ରେ ଟିକେ ଟିକେ ଆଜ୍ଞା ସାର୍ ସେଇଟା ଦେଖନ୍ତୁ ତ। ଆଜ୍ଞା। ଏଇଟା ମୁଁ କୁହନ୍ତୁ ଗୋଟେ ସାର୍। ଆଜି ଏମିତି ଗୋଟେ ଇଏ କରୁଥିଲି ଆପଣ ଯୋଉ କାଲି କହିଥିଲେ ମୁଁ ସେଇଟାକୁ ଦେଖିକି ଗୋଟେ ଇଏ କରୁଥିଲି ଆଉ ମୁଁ ସେଇଗୁଟା ପାଇଲି ସେଇଠି। ହଁ ଆଉ ସେଇଟା ମୁଁ କରିପାରିବ କନଫ୍ୟୁଜ ହେଇଗଲି ଟିକେ। କରିପାରିବ କରିପାରିବ କରିପାରିବେ ବିଭିନ୍ନ ପ୍ରକାର ଲଜିକ ଆ ସହିତ ଯଦି ଆପଣ ଆଉ ଚାହିଁବେ ଲଜିକ ଆଡ କରିବା ପାଇଁ କରିପାରିବେ। ଆ ସେ ଆହୁରି ଲଜିକ ଅଛି ଆପଣ ତ ଆଉ ଲଜିକ ଆଡ କରିବା ପାଇଁ ଚାହିଁବେ ପିଭଟ ପଏଣ୍ଟ R1 ଉପରେ କ୍ଲୋଜ ହଉଥିବା ଦରକାର RSI ଉପରେ କ୍ଲୋଜ କରୁଥିବ RSI 60 ଉପରେ କି 50 ଉପରେ କ୍ଲୋଜ କରିବା ପାଇଁ ଚାହୁଁଥିବ ତ ସବୁ ମିଶେଇକିରି ଦେବେ ଆଦ୍ରା ଆଉ କଣ୍ଡିସନ ଆଡ କରିପାରିବେ RSI greater than 60 RSI greater than 55 pivot point ହଁ, ସାର୍ R1 ଏଇଟାର ଉପରେ କ୍ଲୋଜ ହଉଥିବ। ଆଜ୍ଞା ସାର୍ ଏଇଟାର ଏଇଟାର ବି ଆପଣ ଯୋଉ ଏକ୍ସେଲ ସିଟ୍ ଟା ଇଏ କରିଛନ୍ତି ତା ଆଜ୍ଞା ଭିତରେ ବି ତିନିଟା କି ହଉଛି ଆସୁଛି ନା ତିନିଟା କି ଚାରିଟା ଆସୁଛି ନା। ହଁ ସେ ଯୋଉ ହଁ NTPC ବି ଆସିଛି ଆଉ ଆଜ୍ଞା ହଉଛି NTPC ବି ଆସିଥିଲା NTPC ଆଉ ଯୋଉ ପ୍ରାଜ ଇଣ୍ଡିଆ ଆସିଛି ସନ୍ ଟିଭି ଆସିଛି ସେ ଯୋଉ ସେଇଟାର କେମିତି ମୁଁ କନଫ୍ୟୁଜ ହେଇଗଲି ସେଇଟା ଟିକେ ମତେ ଟିକେ ସେଇ ସନ୍ ଟିଭିରେ ଟିକେ ସାର୍ ଇଏ କରୁନାହାନ୍ତି ଟିକେ। କନଫ୍ୟୁଜନ କଣ ହେଲା କୋଉଠି? ଏଇଟା ହଉଛି ଫାଷ୍ଟ ଓପନ କଲେ ତାପରେ ଆମେ କୋଉ କ୍ୟାଣ୍ଡେଲ ର ଏଣ୍ଟ୍ରି କରିବୁ ଥାର୍ଡ କ୍ୟାଣ୍ଡେଲ ନା ସେକେଣ୍ଡ କ୍ୟାଣ୍ଡେଲ ସାର୍। ଆପଣଙ୍କ ୟୁଟ୍ୟୁବରେ ଯୋଉ ଷ୍ଟ୍ରାଟେଜି ଟା ବୁଝିଯାଇଛି ୟୁଟ୍ୟୁବ ଭିଡିଓ ଦେଖିଥିବେ ୟୁଟ୍ୟୁବ ଭିଡିଓ କୁହାଯାଇଛି ସେକେଣ୍ଡ କ୍ୟାଣ୍ଡେଲ ଯୋଉଠୁ ଆରମ୍ଭ ହବ ଆପଣ ସେଇଠୁ ଏଣ୍ଟ୍ରି ନେବେ। ୟୁଟ୍ୟୁବରେ ଯୋଉ ଭିଡିଓ ଦେଖୁଥିବେ ୟୁଟ୍ୟୁବରେ ଏଇ ଷ୍ଟ୍ରାଟେଜି ଟା ବୁଝା ହେଇଛି ଯୋଉ ଷ୍ଟକ୍ ଓପନ ଇଜ ଇକ୍ୱାଲ ଟୁ ଲୋ ହେଲା ତା ନେକ୍ସଟ କ୍ୟାଣ୍ଡେଲ ଯୋଉଠୁ ଓପନ ହବ ଆପଣ ସେଇଠୁ ଏଣ୍ଟ୍ରି କରିବେ। ନେକ୍ସଟ କ୍ୟାଣ୍ଡେଲ ଓପନ ହେଲା ଏଇ ଜାଗାରେ ଓପନ ହେଲା 565 ରେ ହୁଁ 565 ଫାଷ୍ଟ କ୍ୟାଣ୍ଡେଲ ହାଇ ମାରିଲା କେତେ 573 ଫିର ତଳକୁ ଆସିଲା ତଳକୁ ଆସି ଏଗେନ ଉପରକୁ ଗଲା ହାଇ ମାରିଲା କେତେ 581 ଆପଣ ଏଣ୍ଟ୍ରି ଥିଲା ଏଇ ଜାଗାରେ ନେକ୍ସଟ ଯୋଉଠୁ ଓପନ ହେଲା ମାନେ ଆକୁ ଆପଣ ରନ୍ କରିବାକୁ ପଡେ କେତେବେଳେ ନା 9ଟା 18 ପାଖାପାଖି ରନ୍ କରିବା ପାଇଁ ଯଦି ସେକେଣ୍ଡ କ୍ୟାଣ୍ଡେଲ ଆପଣ ଟ୍ରେଡ କରିବା ପାଇଁ ଚାହୁଁଛନ୍ତି ତାହେଲେ ହୁଁ ଆପଣଙ୍କୁ ଟ୍ରେଡ କରିବା ପାଇଁ ପଡେ କେତେଟାରେ 9ଟା 21 22 ସେଇଟା ଷ୍ଟ୍ରାଟେଜି କହିଛି 9ଟା 21 ଟ୍ରେଡ କରିବେ ଆପଣ 9ଟା 18 ପୂର୍ବରୁ ସ୍କାନର ଟାକୁ ରନ୍ କରିବେ ଯୋଉ ଯୋଉ ଷ୍ଟକ୍ ଆସିଗଲା ନେକ୍ସଟ ସେକେଣ୍ଡ କ୍ୟାଣ୍ଡେଲ ଯୋଉଠୁ ଓପନ ହେଲା ଆପଣ ସେ ଜାଗାରେ ଏଣ୍ଟ୍ରି କରିବେ ତ ଆପଣଙ୍କୁ ଏଣ୍ଟ୍ରି ଏଇ ଜାଗାରେ ମିଳିବ ଏଇଠି ବହୁତ ଏଇଠି ଫାଷ୍ଟ ହେଇଯିବ ସାର୍ ଏଇଟା ହୁଁ ବହୁତ ଫାଷ୍ଟ ହେଇଯିବ। ମାର୍କେଟ ଓପନ ହଉ ଲୋକ ଟ୍ରେଡ ନଉଛନ୍ତି ଆପଣ କହୁଛନ୍ତି ଏ ଅଲରେଡି 6 ମିନିଟ ପଳେଇ ଯାଇଛି। ତାପରେ ଆମେ ଯଦି ସପୋଜ ସେକେଣ୍ଡ ଇୟର ନ ନେବୁ ଆମେ ଥାର୍ଡ ଇୟର ନବୁ ସେଇଟା ଏଇ ମୁଁ ଲଜିକ କାମ ଶୁଣନ୍ତୁ ଆଇଦର ସେ ଲଜିକରେ କାମ କରିବେ ନଚେତ ନୂଆ ଲଜିକ ଆପଣ କହୁଛୁ ନା ନୂଆ ଲଜିକ ହେଲା ଆପଣଙ୍କ ଯେତେବେଳେ ଦେଖିବେ କ୍ୟାଣ୍ଡେଲ ଭି ଆପ ଉପରେ କ୍ଲୋଜ କରି ସେତେବେଳେ ଏଣ୍ଟ୍ରି କରି ଆପଣଙ୍କର ସଫିସିଏଣ୍ଟ ଟାଇମ ରହିଯିବ। ଆପଣ ଫାଷ୍ଟ ଭାବୁଛନ୍ତି ହେଇଯାଉଛନ୍ତି ସଫିସିଏଣ୍ଟ ଟାଇମ ଆପଣଙ୍କ ପାଖରେ ହେଇଯିବ। ଆପଣ 10ଟା ଷ୍ଟକ୍ ଆଡ କରିଦେଲେ 10ଟା ଷ୍ଟକ୍ ଆଡ କରିଦେବେ ଏମିତି 10ଟା ଷ୍ଟକ୍ ୱାଚ ଲିଷ୍ଟ ଆଡ କରିଦେବେ ତାପରେ ଏଠି ଆପଣ ଗୋଟେ ଦେଖୁଥିବେ ଗୋଟେ ଉପରେ କ୍ଲିକ କଲେ ସେ ଚାର୍ଟ ଦେଖଉଥିବେ ଦେଖିବେ ଯୋଉ ଷ୍ଟକ୍ ଟା ଭି ଆପ କ୍ଲୋଜ କଲା ଇମିଡିଏଟଲି ଏ ଜାଗାରେ ଆପଣ ଟ୍ରେଡ୍ ନେଇଯିବେ ଆପଣ ଏଠୁ ୱାଚ ଲିଷ୍ଟ ଆଡ ହେଇକି ଅଛି। ରେଣ୍ଡମଲି ସେଟା ଆଡ କରିବୁ ନା ଆମେ ଏଇ ସ୍କ୍ରିନରୁ ଆଡ କରିବୁ। ଆପଣ ଏଇ ଷ୍ଟ୍ରାଟେଜିରେ କାମ କରିବାର ଅଛି ନା ହଁ 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 ଯୋଉ ଷ୍ଟ୍ରାଟେଜିରେ ଆପଣ କାମ କରିବେ ସପୋଜ ଆପଣ ଇଏ 9ଟା 18 19 20 ପାଖରେ ଆପଣ ସ୍କାନର ଆସିଗଲା ଏଇ ଷ୍ଟକ୍ କଣ ଆଡ କରିଦେଲେ କୋଉଠି ଆଡ କରିଦେଲେ 5ଟା କି 6ଟା କି ଷ୍ଟକ୍ ଟା ଆପଣ ୱାଚ ଲିଷ୍ଟ ଆଡ କରିଦେଲେ ହୁଁ ହୁଁ ଆଡ କରିଦେଲା ପରେ ଦେଖିବେ ଯୋଉ ଷ୍ଟକ୍ ଦେଖିବେ ଭି ଆପ ଉପରେ କ୍ଲୋଜ କଲା ସେଇଟା ଏଇଠି ଦେଖନ୍ତୁ ଏ ଷ୍ଟକ୍ ଟା ଏଇଠି ଏ ଭି ଆପ କ୍ଲୋଜ କଲା ଏଠି 9ଟା 30 ହେଇଛି 9ଟା 30 ଆପଣ ଟ୍ରେଡ୍ ପାଇଲେ ଏଇଠି ପ୍ରଫିଟେବୁଲ ହେଲେ ଭାରତ ଫୋର୍ସ ସହ ଆପଣ ଟ୍ରେଡ୍ କରିବାର ଅଛି। ହୁଁ ହୁଁ। ଏଇଟା ହଉଛି ଏଇଟା ତ ସେଲିଂ ଇୟର ଇଏ ହେଇଛି ମାନେ ଓପନ ଇକ୍ୱାଲ ଟୁ ହାଇ
नहीं, ये ओपन इज इक्वल टू हाई है कि ओपन इज इक्वल लो है। ଏଠାରେ ये ନା ନା କୋଉଠିକି ଯାଇନାହାନ୍ତି, ଓପନ ଇଜ ଇକ୍वଲ ସେକେଣ୍ଡ ହାଇ ନୁହେଁ କି କ୍ୟାଣ୍ଡିଡା ଓପନ ଇଜ ଇକ୍ବଲ ଲୋ। ସେକେଣ୍ଡ କ୍ୟାଣ୍ଡିଡା ଏଇ ମାନେ ସେକେଣ୍ଡ କ୍ୟାଣ୍ଡିଡା ମୁଁ କହିବା କଥା ହେଲା ଆପଣ ୱାଚ୍ ଲିଷ୍ଟ ଆଡ୍ କରିଦେଲେ, ହଁ ଆଡ୍ ହଁ କରିଦେଲା ପରେ ଆପଣ ଦେଖିଲେ, ହୁଁ ଯେତେବେଳେ ଭିଆପ ଯଦି ବାଇଂ ସାଇଡ୍ ଅଛି, ଭିଆପ ହୁଁ ଉପରେ କ୍ଲୋଜ କରିବେ, ଏଠି ଭିଆପ ଉପରେ କ୍ଲୋଜ କଲା, ଏଠି ଆପଣ ଏଣ୍ଟ୍ରି କଲେ, ସେଲିଂ କରିବା ଅଛି, ଏଠି ଦେଖନ୍ତୁ ଭିଆପ ତଳେ କ୍ଲୋଜ କଲା, ଏଠି ତଳକୁ ସେଲିଂ କଲେ, ସେଲିଂ ରେ ଏଠି ପ୍ରଫିଟ ପାଇଲେ, ତାପରେ ମାର୍କେଟ ଉପର ଆସିଲା, ଏଠି ପ୍ରଫିଟ ବୁକ୍ କଲେ, ପ୍ରଫିଟ ବୁକ୍ କରି ଏଗେନ ଉପରେ କ୍ଲୋଜ କଲେ, ଏଗେନ ଆଉ ଥରେ ଏଣ୍ଟ୍ରି କଲେ ବାଇଂ ସାଇଡ୍, ପ୍ରଫିଟ ଉଠାଇଲେ। ଏମିତି ଆପଣ ଭିଆପ ଟାକୁ ଆଡ୍ କରିଦେଇଥିବେ, ଭିଆପ ଆଡ୍ ବେସିସ୍ ରେ କରିପାରିବେ। ହୁଁ ହୁଁ ସେ ଥିଲା ଗୋଟେ ରୁଲ। ସେମ୍ ଓପନ ଇଜ ଇକ୍ୱାଲ ଓପନ ରୁ ଏଠି ହେଲା ଭିଆପ ବେସିସ୍ ରେ। ଏଇଟା ନେକ୍ସଟ କ୍ୟାଣ୍ଡେଲ ଯୋଉଠୁ ଓପନ ହଉଥିଲା ସେଠି ଆପଣ ଏଣ୍ଟ୍ରି କରିଥିଲେ, ଏଠି ଯୋଉ ଜାଗାରେ ଭିଆପ ଉପରେ କ୍ଲୋଜ କରିବେ, ଯୋଉ ସମୟରେ ଦିନ ସାରା ଯେତେବେଳେ କ୍ଲୋଜ କରିବ ଭିଆପ ଉପରେ ଆପଣ ବାଇଂ ସାଇଡ୍ ରେ ଏଣ୍ଟ୍ରି କରିପାରିବେ। ମାନେ ସେଇ ଫାଷ୍ଟ ଯୋଉ 5ଟା ଷ୍ଟକ୍ ଆମେ ଆଡ କରିଥିଲୁ ସେଇ 5ଟା ଷ୍ଟକ୍ କୁ ହିଁ ଇଏ କରିବୁ। ଆପଣ ଓପନ ଇଜ ଇକ୍ୱାଲ ଟୁ ପଏଣ୍ଟ ଟା ବୁଝନ୍ତୁ, ମାନେ ଯୋଉ ହୁଁ କ୍ୱେଶ୍ଚନ କରୁଛନ୍ତି, ମୁଁ ଯୋଉ ହୁଁ ପଏଣ୍ଟ ଆପଣ ବୁଝଉଛି, ଗୋଟେ ଗୋଟେ ପଏଣ୍ଟ ବୁଝନ୍ତୁ, ଗୋଟେ ଗୋଟେ ପଏଣ୍ଟ ବୁଝିଲେ କାହିଁକି ଆପଣ ଗୋଟେ ଏକାଥରକେ ମାଇଣ୍ଡ ରେ 10ଟା ଜିନିଷ ଭର୍ତ୍ତି କରୁଛନ୍ତି, ଯୋଉଥିପାଇଁ ଆପଣ କନଫ୍ୟୁଜନ ଆସୁଛି। ତ ଏହେ, ଗୋଟେ ଜିନିଷ ବୁଝନ୍ତୁ, ଆପଣ ଡାଡରେ ରଖିଲେ ଓପନ ଇଜ ଇକ୍ୱାଲ ଟୁ ଲୋ ରେ ମୁଁ ଟ୍ରେଡ କରିବି। ଓପନ ଇଜ ଇକ୍ୱାଲ ଟୁ ଲୋ ଅଛି, ସେଠି ଦେଖନ୍ତୁ, ଯଦି ସ୍କାନର ୟୁଜ କରିବେ ଓପନ ଇଜ ଇକ୍ୱାଲ ଟୁ ବାଇଂ ସାଇଡ୍ ପାଇଁ ଇଏ ରେକମେଣ୍ଡେସନ କଲା ଏତିକି। ଇଏ ତ ସବୁ ଜାଗା ଷ୍ଟକ୍ ଅଛି, ସବୁ ଜାଗା ରେକମେଣ୍ଡ କରୁନି, ଭଲ୍ୟୁମ ହଁ ବେସିସ୍ ରେ ଦିଆ ଆସିଲା, ଇଏ ଆପଣ 5ଟା ଦେଖେଇଲା, ଏଇ 5ଟାକୁ କଣ କରିବେ, ୱାଚ୍ ଲିଷ୍ଟ ଆଡ୍ କରିଦେଲେ, ହଁ ଏଇ 5ଟାକୁ ଆଡ୍ କରିଦେଲେ, ବ୍ୟସ୍ତ ହବାର ନାହିଁ। ଆଉ ଷ୍ଟକ୍ ହଁ ରେ ଟ୍ରେଡ କରୁଛନ୍ତି, ଦିନ ସାରା ଷ୍ଟକ୍ ପାଇଁ ପଡିଛି, ହଁ ହଁ ଦିନ ସାରା ପଡିଛି, ତେଣୁ ବ୍ୟସ୍ତ ହବାର ନାହିଁ, ଗୋଟେ ଚାନ୍ସ ପଳେଇଲେ କିଛି ଅସୁବିଧା ନାହିଁ। ଆଉ ତ ଗୋଟେ ଆପଣ ଦିନକୁ ଟ୍ରେଡ କଲେ ସଫିସିଏଣ୍ଟ। ଦିନ ଯଦି ଗୋଟେ ଟ୍ରେଡ କରୁଛନ୍ତି ଆପଣ ସଫିସିଏଣ୍ଟ, 10ଟା ଟ୍ରେଡ କରିବା ଆବଶ୍ୟକତା ନାହିଁ। ତେଣୁ ପରଫେକ୍ଟ ଯେତେବେଳେ ଆପଣ କଣ୍ଡିସନ ଥିବ ସେତେବେଳେ କରିବେ। ସପୋଜ 9ଟା 20ରେ ଆପଣ ସ୍କାନର ରନ୍ କଲେ, ଆପଣ ୱାଚ୍ ଲିଷ୍ଟ ଆଡ୍ କରୁ କରୁ ଇଏ 5 ମିନିଟ୍ ଲାଗିଗଲା, ଲାଗୁ କିଛି ଅସୁବିଧା ନାହିଁ, 9ଟା 25 ହେଇଛି ତ କିଛି ଅସୁବିଧା ନାହିଁ। ଦେଖନ୍ତୁ ଇଏ କେତେବେଳେ କେତେବେଳେ ଟ୍ରେଡ ଆସୁଛି ଦେଖନ୍ତୁ, ଇଏ ଆସୁଛି ଦେଖ, ୱାଚ୍ ଲିଷ୍ଟ ଆଡ୍ କରିଦଉଛି ଦେଖନ୍ତୁ। ଷ୍ଟକ୍ ରେ ବି ସାର୍ ଦିନକୁ ଗୋଟେ ଟ୍ରେଡ୍ କଲେ ବି ସଫିସିଏଣ୍ଟ। ଟୋଟାଲ ଉପରେ ଲାଇଫ ରେ ଆପଣ ପ୍ରତିଦିନ ଗୋଟାଏ ଗୋଟାଏ ଟ୍ରେଡ କଲେ ଭାଇ ସଫିସିଏଣ୍ଟ। ଆଜ୍ଞା ସାର୍ ଆଜ୍ଞା। ଏନଟିପି ସନ୍ ଟିଭି ଗୋଟାଏ ଗୋଟାଏ ଟ୍ରେଡ ଦରକାର। ତାପରେ ଆପଣ ଯୋଉଟା କହିଲେ ସାର୍ ପୁରା ଠିକ୍, ସାର୍ ଷ୍ଟକ୍ ରେ ସାର୍ ଦିନ ଗୋଟାଙ୍କ ଆଉ ଗୋଟେ ସାର୍ ପ୍ରାଜ ଇଣ୍ଡିଆ, ଆଉ ଗୋଟେ ପ୍ରାଜ ଇଣ୍ଡିଆ, ପ୍ରାଜ ଇଣ୍ଡିଆ। ସାର୍ ଆପଣ ଯୋଉଟା କହୁଛନ୍ତି ସାର୍, ଟିକେ ୱେଟ୍ ନ କଲେ କଣ ଆଗ୍ରେସିଭ ହେଇକି ଯଦି ଟ୍ରେଡ୍ ଟା କରାହେଉଛି, ସେ କେଉଁଟା ଷ୍ଟପ୍ ଲସ୍ ରାଜ କୋଉଟା ଇଣ୍ଡିଆ ନୁହଁ କିଛି ସାର୍, ଜାଣି ପ୍ରାଜ ହଉନି। ରାଜ ଇଣ୍ଡଷ୍ଟ୍ରି ଲିମିଟେଡ ଏଇଟା ନା ତ। ନା ରାଜ ନୁହଁ, ପ୍ରାଜ, PRA, ହୁଁ PRA। ପିଆରେ ହଁ ହଁ ସେଇଟା। ଆଉ ଗୋଟେ ହିଣ୍ଟ କପର। ଏତେ ଜିନିଷ ଦେଖନ୍ତୁ, ହଁ ହଁ ହିଣ୍ଡ କପର ଆପଣ ଟ୍ରେଡ୍ କରିବାର ଅଛି। ହିଣ୍ଡ କପର ଥିଲା କଣ, ଓପନ ଇଜ ଇକ୍ୱାଲ ଟୁ ଲୋ ରହିଲା, ହିଣ୍ଡ କପର ଓପନ ଇଜ ଇକ୍ୱାଲ ଟୁ ଲୋ ଦେଖାଉଛି ଆପଣଙ୍କୁ। ନା ଏଇଟା ନଥିଲା ପା। ହିଣ୍ଡ ହଁ କପର ତ ନଥିଲା ତ ଓପନ ଇଜ ଇକ୍ୱାଲ ଟୁ ତ ନାହିଁ। ହିଣ୍ଡ କପର ଓପନ ଇଜ ଇକ୍ୱାଲ ଟୁ ତ ନାହିଁ, ଦେଖଉନ ଯାଇଛି ଉପରକୁ, କଣ ମୋର ହ୍ୟାଙ୍ଗ ହେଇଯାଉଛି, ଜିରୋ ଟା ବି ତମର ହ୍ୟାଙ୍ଗ ହଉଛି ସିଷ୍ଟମ। ଓପନ ଇଜ ଇକ୍ୱାଲ ଟୁ ଲୋ ନାହିଁ, ସେଠି ଦେଖେଇ ଦଉଛି, ଏ ହ୍ୟାଙ୍ଗ ହେଇଯାଉଛି କହିଲା। ଟେମ୍ପରାରୀ ଫାଇଲ ଗୁଡ଼ା ଟିକେ ଇଏ କରିଦଉନାହାନ୍ତି। ଜିରୋଧା ହ୍ୟାଙ୍ଗ ହଉଛି ନା, ସିଷ୍ଟମ ହ୍ୟାଙ୍ଗ ହଉନି, ଜିରୋଧା ହ୍ୟାଙ୍ଗ ହଉଛି। ଓପନ ଇଜ ଇକ୍ୱାଲ ଟୁ ଲୋ ନାହିଁ, ଓପନ ଅଛି 232.73, लो ଅଛି 232.300, ତଳକୁ ଟିକେ ଆସି ଯାଇଛି, ଫିର ବି ଚଳିବ, ପାଖାପାଖି ଅଛି, ଠିକ ଚଳିବ। ଦେଖନ୍ତୁ ଇଏ ହେଲା, ଯେତେବେଳେ ଭିଆପ ଉପରେ କ୍ଲୋଜ କରିବେ, ଆପଣ ଆଡ କରି ରଖିଥିଲେ, ହିଣ୍ଡ ସପୋଜ ଆପଣ ଟ୍ରେଡ କରିବା ପାଇଁ ଚାହୁଁଛନ୍ତି, ଆପଣ କେତେବେଳେ ଟ୍ରେଡ ମିଳିବ ନା, ଯେତେବେଳେ ଭିଆପ ସେକେଣ୍ଡ କ୍ୟାଣ୍ଡେଲ ଭିଆପ ତଳେ ଅଛି, ଥାର୍ଡ କ୍ୟାଣ୍ଡେଲ ଭିଆପ ତଳେ ଅଛି, ଫୋର୍ଥ କ୍ୟାଣ୍ଡେଲ କଣ କଲା, ଭିଆପ ଉପରେ କ୍ଲୋଜ କଲା, ତ ଆଇରେ ଆପଣ ଏଣ୍ଟ୍ରି କଲେ,
233 एंट्री कले 233 एंट्री कला हाई मार्केट जाकर 240 देखो फिनका पूरा केतेटा किनी पारे गोटा पड़े 47 जदि आपण पाखे 50,000 टका कैपिटल ट्रेड करने चाहिए 1000 क्वांटिटी किनी पारे 1000 क्वांटिटी जदि आपण चाहिए ना आउ कम करने ठीक अच्छे 800 क्वांटिटी कर दौचे 800 क्वांटिटी 38,000 30,000 टकर करी ठीक अच्छे 30,000 टका कले 600 क्वांटिटी केते कले 600 क्वांटिटी 600 क्वांटिटी आप 26,000 पाखा कहीं तो प्राइस ऊपर अच्छे आप किणी कम प्राइस रे 600 क्वांटिटी जो आप किणुंट देखो ये आप प्रॉफिट पाइले 600 क्वांटिटी आप एंट्री है ये जगह हाई मारला के बस रही थी जदि 8 पॉइंट तो 4,800 टका प्रॉफिट अपन पाइले 4,800 टका प्रॉफिट पाइले तापर ये एगेन देखते आप कैंडल बनला ये आप शूटिंग स्टार कैंडल बनला शूटिंग स्टार ये तले सेल कले प्रॉफिट पाइले ये ऊपर गले बीआपर ऊपर बढ़ी बढ़ी चलते बस प्रॉफिट पाइले 4,800 5,000 टका प्रॉफिट पाइले जार 30,000 टका लगे यदि आप पाँच 26,000 टका लगे 5,000 टका प्रॉफिट बहुत बढ़िया कथा 5% पाखापी आप रिटर्न पाइले गोटे दिन 5% कहे के आपंकर कैलकुलेशन कर 30,000 5,000 टका प्रॉफिट प्राज इंडस्ट्री देखो प्राज इंडस्ट्री कौन दे प्राज इंडस्ट्री छोट प्रॉफिट दे नेक्स्ट ये वीएफ सेकंड हाई एंट्री 424 424 हाई मार्च 433 मीन्स 9 पॉइंट प्रॉफिट दे बाबा सिस्टम ऑफ को रखा पड़ो सिस्टम जो ऑन हो रही मान जीरो धाइटा पूरा ऑन हो दिन सारा असुविधा कर तो ये जगह ये केते टंका 418 टंका अच्छे 418 आप बाय जदि कर गोटा पड़े 83 टंका यदि हजार 500 क्वांटिटी किनी 40,000 टका पड़े आज कमे दर्शन देखो 400 क्वांटिटी 33,000 टका 33,000 टका किणुन 33,000 400 10 पॉइंट मुव गला 9 पॉइंट 3,600 प्रॉफिट पाइले आप स्टक रे करेंगे टका 30,000 लगे 3,000 4,000 प्रॉफिट पाए ये आउ तो जाइए और बड़ प्रॉफिट 10 पॉइंट 9 पॉइंट भल प्रॉफिट पाइले सन टीवी सन टी मत से ये एंट्री कले ये एंट्री कर 565 565 हाई मार्च के 580 मार्च 15 पॉइंट प्रॉफिट देती ये मत 4,000 5,000 टका प्रॉफिट पाइले केवल स्टक कर डेली 2-3,000 5,000 ना इनकम गोटे ट्रेड प्रॉफिटेबल हो लक्ष टका कैपिटल अच्छी 30-40,000 कैपिटल यूज कले टका 2,000 पाइगले 1,000 2,000 टका पाँच बेस्ट ट्रेड प्लस कर निजे निजे कम करेंगे तो इनिशियल पीरियड आप एक्सपीरियंस वर्ष 2 वर्ष पंद्रह न हो फास्ट एड प्रॉफिट तो ट्रेड क्लोज करूँ नेक्स्ट एड देखु कहीं आप प्रॉफिट नवा शिखु कहीं साइकोलॉजी डेवलप करने आपन को पॉजिटिव नापी कैपिटल ग्रो करने गोटे ट्रेड ही क्लोज करेंगे गोटे ट्रेड ही क्लोज करेंगे एक्सपीरियंस बढ़ीगला दिन को 5टा 10टा कौन 20टा नहीं पारे 50टा नहीं पारे 100टा नहीं पारे जो आप एक्सपीरियंस 5 इयर्स प्लस हो दिन को 100टा ट्रेड भी नहीं पारे क्या आप एक्सपीरियंस आप हाथ फास्ट हो दिमाग फास्ट हो स्ट्राटेजी भी गले आराम ट्रेड में किसी असुविधा दिन को 10 लक्ष 20 लक्ष 50 लक्ष 1 कोटी 2 कोटी 5 कोटी 10 कोटी 100 कोटी इनकम करेंगे जो पर्यंत आप एक्सपीरियंस प्रॉफिटेबल ट्रेडर हिसाब से वर्ष 2 वर्ष न गोटे गोटे ट्रेडर गोटे ट्रेड प्रॉफिट तो क्लोज तेणु से प्रॉपर्ली सेटअप को वेट करूँ प्रॉपर सेटअप आसिले ट्रेड करिए प्रॉपर सेटअप न आसे दिन सारा ट्रेड करेंगे सबुदिन ट्रेड करा कंपलसरी नुहे जो प्रॉपर आप स्ट्राटेजी जीव से ट्रेड करें स्ट्राटेजी न गला ट्रेड आप करेंगे ना क्लियर ये से
प्रॉपर स्ट्रैटेजी को वेट करिए, प्रॉपर स्ट्रैटेजी को वेट करिए भाई, जो पॉइंट प्रॉपर कंडीशन आसीनी से पॉइंट। और क्वेश्चन? এটা ଆମର ସାର୍ ଓପନ ଇକ୍ୱାଲ ଟୁ ଲୋ, ଓପନ ଇକ୍ୱାଲ ଟୁ ହାଇ ଯୋଉ ସେଇଟା ସହିତ ଭିଆପ ଲଗେଇବାକୁ ପଡିବ ନାଇଁ ସାର୍? हाँ से स्ट्रैटेजी तो मैं मॉडिफिकेशन कर देला ना, सेटा रहले टिके रिस्क रहला किंतु एजार वीएफ ऐड करके रिस्क आउट कमी जीवो। ହଁ ହଁ ହଁ। ମାନେ ମଲ୍ଟିପଲ ଜିନିଷ ଯଦି ଆପଣ ଆଡ୍ କରୁଛନ୍ତି ତାହେଲେ ସେଇଟା ରିସ୍କ ଫ୍ୟାକ୍ଟର କମିଯିବ। ଆଉ ସେଇଟା ଅଲଗା ଜିନିଷ ବି ଆଡ୍ କରିପାରିବେ, ଆହୁରି ପଢିଲା ପରେ ଆପଣ ଆ ସହିତ ନିଜ ଷ୍ଟ୍ରାଟେଜି ସହିତ ଆପଣ ଆଉ କିଛି ଜିନିଷ ଏଥିରେ ଆଡ୍ କରିପାରିବେ। ହୁଁ ହୁଁ। ଏଟା ତଳକୁ ଖସିଥିଲା ଦେଖନ୍ତୁ ଏବେ ବଢି ଚାଲିଛି। ତ ଏଇଭଳିଆ କଣ୍ଡିସନ ପ୍ରପର ଏଣ୍ଟ୍ରି ଆପଣ କରୁଛନ୍ତି, ଜ୍ୟାକପଟ ପାଇ ପ୍ରଥମେ ତଳକୁ ଖସିଲା ତାପରେ ଉପରୁ ବଢି ଚାଲିଛି। ସାର୍ ଏଇଭଳିଆ ଗୋଟେ ଗୋଟେ ଦିନ ହେଲା ପୁରା ମାସ ସାରା ସରିଲା, ଆଉ କିଛି ଆଖି ବୁଝିବାର ଅଛି। ମୁଁ କହିଲି ଆଜି ଜିନିଷ ହେଲା ଆପଣ ସବୁବେଳେ ଟ୍ରେଡ୍ କରିବା ଆବଶ୍ୟକତା ନାହିଁ, ପ୍ରପର କଣ୍ଡିସନ କୁ ୱେଟ୍ କରନ୍ତୁ। ଆଜି ଦେଖନ୍ତୁ ନିଫ୍ଟି କୁହନ୍ତୁ, ବ୍ୟାଙ୍କ ନିଫ୍ଟି କୁହନ୍ତୁ, ସେନ୍ସେକ୍ସ କୁହନ୍ତୁ, ତ ସମସ୍ତେ ତଳକୁ ଖସିଲେ, ତ ଏଇ ଟାଇମ ରେ ଯଦି ଆପଣ ପ୍ରପର ଯଦି ଉପର ମୁଣ୍ଡ ଧରି ପାରିଲେ, ମୁଁ ତ ଏଇ ଉପର ମୁଣ୍ଡରୁ କଲ୍ ଦେଇଥିଲି, ତ ଯୋଉଥିପାଇଁ 450 ପଏଣ୍ଟ ର ପ୍ରଫିଟ ମିଳିଲା, ସେନ୍ସେକ୍ସ ରେ ମିଳିଲା, ଏଇ ସେନ୍ସେକ୍ସ ରେ ଏଇ କଲ୍ ଟା ଦେଇଥିଲି। ସାର୍ ପୁରା ଉପର ମୁଣ୍ଡରୁ ଦେବନି, ଏଇ ଯୋଉଟାର ସାର୍ ଯୋଉ କନସୋଲିଡେସନ ଫେଜ ଯୋଉ ଇଏ ହେଇଛି ତାର ତଳେ ଇଏ କଲେ ଇଏ ହବନି କି ସାର୍? ଏଇଗୁଟା ଆମର ଆପଣ ନିଜେ ଯେତେବେଳେ ସବୁ ଜିନିଷ ବୁଝିଯିବେ, ବୁଝିଗଲା ପରେ ଆପଣ କରିପାରିବେ। ନିଜେ ସେଇଟା ସବୁ ଜିନିଷ ବୁଝିବାର ଅଛି ନା, ଆପଣ ତ ନିଜେ ସବୁ ବୁଝିଯିବେ କ୍ଲିୟରଲି, ନିଜ ଷ୍ଟ୍ରାଟେଜି ବେସରେ କରିପାରେ। ଆପଣ ଷ୍ଟ୍ରାଟେଜି ଯେତେବେଳେ ଗଲା ସେତେବେଳେ ଏଣ୍ଟ୍ରି କରିବେ, ଉପର ମୁଣ୍ଡ ବି ଧରି ପାରିବେ, ତଳ ମୁଣ୍ଡ ବି ଧରି ପାରିବେ, ମଝିରେ ଧରି ପାରିବେ, ବିଭିନ୍ନ ପ୍ରକାର ଷ୍ଟ୍ରାଟେଜି ରହିଲା। ଦେଖନ୍ତୁ ଏଇ ବ୍ୟାଙ୍କ ନିଫ୍ଟିର ଏଇଠି ଉପର ବ୍ରେକଆଉଟ ଲେଭେଲ ତଳକୁ କ୍ଲୋଜ କରୁଛି, ଏଠି ଭିଆପ ଅଛି, ଭିଆପ ତଳେ ଏଠି କ୍ଲୋଜ କଲା, ଏଠି ସ୍କାନର ସେଲ ଦେଖେଇଛି, ଏଠି ଭିଆପ ତଳେ କ୍ଲୋଜ କଲା, ଏଠି ବ୍ରେକଆଉଟ ଲେଭେଲ ତଳେ ମଧ୍ୟ କ୍ଲୋଜ କରୁଛି, ଏଇ ଯେ ଉପର ଜାଗାରେ ହିଁ ବସିଲା, ଏଇ ଉପର ଜାଗାରେ ପସନ୍ଦ ତଳେ ଭଲ ପ୍ରଫିଟ ମିଳିଲେ ଏ ଜାଗାରେ। ଦେଖନ୍ତୁ ଏଇଠୁ ଏପର୍ଯ୍ୟନ୍ତ ଏଇ ଜାଗାରେ ଏଣ୍ଟ୍ରି ଆପଣ କରିଥିଲେ, ଏଇଠି ପର୍ଯ୍ୟନ୍ତ 458 ପଏଣ୍ଟ, ବ୍ୟାଙ୍କ ନିଫ୍ଟି 458, ପ୍ରିମିୟମ ରେ 250 ପଏଣ୍ଟ ପାଖାପାଖି ପ୍ରଫିଟ ଆପଣ ପାଇଯାଇପାରେ, ଇଣ୍ଡ ମନି 250 ପଏଣ୍ଟ ପ୍ଲସ ପ୍ରଫିଟ ଆପଣ ଥିବେ, ଇଣ୍ଡ ମନି ଥିଲା 220-30 ପଏଣ୍ଟ ପ୍ରଫିଟ ପାଇଲେ। ମୁଁ ସେନ୍ସେକ୍ସ ଆକ୍ଚୁଆଲି ଏଇ ଟାଇମରେ ମୁଁ ସେନ୍ସେକ୍ସରେ କଲ୍ ଦେଇଥିଲି, ମୁଁ ଗ୍ରୁପରେ ସେନ୍ସେକ୍ସରେ କଲ୍ ଦେଇଥିଲି, ଏଇଟା 8880, 80,800 ଫୁଟ ଦେଇଥିଲି, ଏଣ୍ଟ୍ରି ଥିଲା 320, 310 ଥିଲା ଏଣ୍ଟ୍ରି ଏଇ ଜାଗାରେ, ଏଇ ଜାଗାରେ ଏଣ୍ଟ୍ରି ଦେଇଥିଲି 310 ରେ ଏଣ୍ଟ୍ରି, ଏଇ ଜାଗାରେ ଏଇ କ୍ୟାଣ୍ଡେଲ ହାଇରେ ଏଇଠି 310 ରେ ଏଣ୍ଟ୍ରି ଦେଇଥିଲି, 310 ଦେଖନ୍ତୁ ମୁଭ୍ କଲା। ମାର୍କେଟ ଜଗିକି ରହିବାର ଅଛି, ନାଇଁ ବସିକି ରହିବାର ଅଛି, ଯେତେବେଳେ ଆପଣ ଷ୍ଟ୍ରାଟେଜି ଯିବ ସେତେବେଳେ ଏଣ୍ଟ୍ରି କରିବେ। ମାଛ ଯେମିତି ତୁ ଖାଇବା ପାଇଁ ବଗ ଯେମିତି ଅନେଇକି ବସିଥାଏ, ଆପଣ ସେମିତି ପୁରା ଅନେଇକି ବସିଥିବେ, ଯେତେବେଳେ ଆପଣ ଷ୍ଟ୍ରାଟେଜି ଯିବ ସେଇ ଜାଗାରେ ଆପଣ ଏଣ୍ଟ୍ରି କରିବେ। ଏଇ ଜାଗାରେ ଏଣ୍ଟ୍ରି ଥିଲା, ଏଇଠି ଦେଖନ୍ତୁ 771 ହାଇ ମାରିଲା, 461 ପଏଣ୍ଟ, 461 ପଏଣ୍ଟରେ ଆପଣ ପ୍ରଫିଟ ଏଇ ଜାଗାରେ ପାଇଲେ। ଦେଖ ଓକେ, ଚାଲନ୍ତୁ ଆଉ କାହାର କିଛି କ୍ୱେଶ୍ଚିନ୍ ଅଛି କୁହନ୍ତୁ, ନଚେତ ପାଠକୁ ଯିବା। ଯେତେ ଜିନିଷ ମୁଁ କହିଲି ଆପଣଙ୍କୁ ପ୍ରଥମରୁ ପଢା ହଉଛି,
ତ ସିରିଏଲ ୱାଇଜ ଆପଣ ତାକୁ ପଢନ୍ତୁ, ପ୍ରାକ୍ଟିସ କରନ୍ତୁ, କିନ୍ତୁ ଆପଣ ମାନେ କରୁନାହାନ୍ତି। ପ୍ରଥମ ଜିନିଷ କୁହାହେଲା ଆପଣ ଷ୍ଟକ୍ ସହିତ ଆକ୍ୱାଣ୍ଟେଡ ହୁଅନ୍ତୁ। ଯୋଉ ଷ୍ଟକ୍ ରେ ଆପଣ ଟ୍ରେଡ୍ କରିବେ ସେଇ ଷ୍ଟକ୍ ସହିତ ଆକ୍ୱାଣ୍ଟେଡ ହୁଅନ୍ତୁ। ଆକ୍ୱାଣ୍ଟେଡ ହିଁ କାମ କରିବା ପାଇଁ ପଡିବ, କମ୍ପାନୀକୁ ଚିହ୍ନିବା ପାଇଁ ପଡିବ, ଜାଣିବା ପାଇଁ ପଡିବ କଣ ରେଜଲ୍ଟ ଅଛି। ଆମେ ସାର୍ ଦେଖନ୍ତୁ କେମିତି ଜାଣିବୁ କୋଉ ଷ୍ଟକ୍ ସହିତ ଆକ୍ୱେଣ୍ଟ? ଆପଣ ସିନା ସାର୍ 20 ମୁଁ ବର୍ଷ ତ ହେଲା କହିଲି ଆପଣ ପଢିବା ପାଇଁ ପଡିବ ନା, ଯୋଉ ଷ୍ଟକ୍ କହିଲି ଆପଣ ବାଜାଜ ଅଟୋ ବିଷୟରେ ପଢିବା ପାଇଁ ପଡିବ। ବାଜାଜ ଅଟୋ କଣ, ବାଜାଜ ଅଟୋରେ କେତେଟା ପ୍ରଡକ୍ସନ ଅଛି, କଣ କଣ ବାଜାଜ ଅଟୋ ପ୍ରଡକ୍ସନ କରୁଛି ଏଟା ଜାଣିବେ ନା। କେହି ତ ପଢିଲେନି, ମୁଁ କହିଲି ଆପଣଙ୍କୁ ତାର ଆନୁଆଲ ରିପୋର୍ଟ ବାହାର କରି ପଢିବେ। ଯୋଉ କମ୍ପାନୀ କହିଲି କେବଳ ଆପଣ ଅଟୋ, ପ୍ରଥମ କ୍ଲାସରେ ପଢା ହେଇଛି ଅଟୋ ସେକ୍ଟର। ଅଟୋ ସେକ୍ଟର ଯୋଉ ଅଛି ଆଇଚର ମୋଟର କୁହାହେଲା, ବାଜାଜ ଅଟୋ କୁହାହେଲା, ଆପଣ ତାକୁ ସାର୍ କରିଛି ପଢିବେ। ଯେ ହଁ, ଆଇଚର ମୋଟର କୋଉ କୋଉ ପ୍ରଡକ୍ଟ ଅଛି ତାହେଲେ ଚାରିଟା କୁହନ୍ତୁ। ଚାରିଟା ଗୋଟେ ଦିଟା ତିନିଟା ଚାରିଟା କରିଛି, ପାଞ୍ଚଟା କରିଛି ମୁଁ। ଆଇଚର ମୋଟର କୋଉ କୋଉ ପ୍ରଡକ୍ଟ ଅଛି କୁହନ୍ତୁ। ଆଇଚର ମୋଟରର ସାର୍ ଏଇ ଯୋଉ ରୟାଲ ଏନଫିଲ୍ଡ ଅଛି, ଇଲେକ୍ଟ୍ରିକ ଭେହିକିଲ ଅଛି, ତାର ଯୋଉ ଭଲଭୋ ଇଏଟା, ଆଉ ତାର ଲୋକେସନ ଚେନ୍ନାଇରେ ଅଛି, ଏଟା ଡୋମେଷ୍ଟିକ ଇଏର ଇଏ କରୁଛି ହେଲା। କମର୍ସିଆଲ ଭେହିକିଲ ବେଶୀ ଇଏ କରୁଛି। କୋଉ ପ୍ରଡକ୍ଟ କୋଉ 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 କମର୍ସିଆଲ କୋଉ କୋଉ ଭେହିକିଲ ପ୍ରଡକ୍ଟ ଆସୁଛି? ଯୋଉ ଟ୍ରକ୍ ହେଲା, ଆଉ ବେଶୀ ଟ୍ରକ୍ ଇଏ କରୁଛି ସେ। ସେଇଟା ନୁହେଁ, ଜିନିଷ ହେଲା ଆପଣ ଆଇଚର ମୋଟରରେ ଟ୍ରେଡ କରିବାର ଅଛି ମିନ୍ସ ଆପଣ ଆଇଚର ମୋଟରକୁ ସବୁଦିନ ଟ୍ରାକ୍ କରିବେ, ସବୁଦିନ ଟ୍ରାକ୍ କରିବେ। ଆଗାମୀ ପାଇଁ ତାର ପ୍ରୋଜେକ୍ଟ କଣ ଆସୁଛି, ତାର କଣ ନୂଆ ପ୍ରଡକ୍ଟ ଲଞ୍ଚିଂ ହେଲା, ନୂଆ ପ୍ରଡକ୍ଟ ଯଦି ଆଟ୍ରାକ୍ଟିଭ ଲଞ୍ଚ ଥିବ, ସପୋଜ ତାର ଗୋଟେ ଆଇଚର ମୋଟରରେ ଗୋଟେ ନୂଆ ବାଇକ୍ ପ୍ରଡକ୍ସନ କରୁଛି, ଯଦି ଷ୍ଟାଇଲିଶ ଅଛି, ମାର୍କେଟରେ ଚାହିଦା ଅଛି, ତାହେଲେ କଣ ହବ ନା ତାର ପ୍ରଫିଟ ବଢିବ, ସେଲିଂ ବଢିବ, ସେଲିଂ ବଢିଲେ ଯେତେବେଳେ ହାଇଲାଇଟ ସେ କରିବ, ଆଡ ଯେତେବେଳେ କରିବ ମୋର ଏଇ ପ୍ରଡକ୍ଟ ବାହାରିଲା ବୋଲି, ସେତେବେଳେ ତା ଷ୍ଟକ ଦାମ ଟା କଣ ହବ, ବଢିଯିବ। ଷ୍ଟକ ଦାମ ଟା ବଢିଯିବ। ଯେମିତି ବର୍ତ୍ତମାନ ଆପଣଙ୍କର ଇଏ ଆଉ ଗୋଟେ ନୂଆ ସ୍କାମ ଚାଲିଛି ଆପଣଙ୍କ ନୀତିନ ଗଡକରୀ ଇଥାନଲ ଇଏ କରିବା ପାଇଁ, ତା ପୁଅର ହଉଛି କମ୍ପାନୀ ହଉଛି ଇଥାନଲ। ପୁଅର ପ୍ରଡକ୍ଟ ଭଲ ଚାଲିବା ପାଇଁ ପେଟ୍ରୋଲ ସହିତ ଇଥାନଲ ମିଶେଇକି ଇଏ କରିବା ପାଇଁ, ଇଥାନଲ ସେ ଯୋଉ ଥିଲା କମ୍ପାନୀ ନାଁ ଟା ଭୁଲି ଯାଇଛି, ସେ ସେୟାର ପ୍ରାଇସ୍ 37 ରୁ ଯାଇକରି କେତେ 700 ସମଥିଙ୍ଗ ରେ ପହଞ୍ଚିଲାଣି। ବିଦେଶକୁ ଜୁମଲା କରି ଆପଣ ଛକୁଛନ୍ତି, ତ ନିଜ କମ୍ପାନୀ କରି ନିଜ କମ୍ପାନୀ ପ୍ରଡକ୍ଟ ସେଲ କରିବା ପାଇଁ ଆପଣ ମାନଙ୍କୁ ଇଏ କରୁଛନ୍ତି, ଦେଶର ଲସ୍ ହଉଛି। ଲୋକମାନେ ତ ବୋକା ଲୋକ, କିଛି ତ ବୁଝୁନାହାନ୍ତି ବାସ୍ ଅନ୍ଧ ଭଳିଆ ସବୁ ଜିନିଷ ଫଲୋ କରୁଛନ୍ତି। ଗୋଟେ ଦେଖିବେ ଜିଡିପି, ଲୋକ କହିଲେ ଜିଡିପି ଅଧିକା ବଢିଗଲା ମାର୍କେଟ ତଳକୁ ଖସୁଛି, କଣ ପାଇଁ ଖସୁଛି? ମାର୍କେଟ ଆପଣ ତ ଦେଖୁଛନ୍ତି ମାର୍କେଟ ତ ଖସୁଛି ନା ବଢୁଛି? ଅଧେ ଦେଖିବେ ୟୁଟ୍ୟୁବରେ ସବୁ ଜିନିଷ ଆପଣ ଲୋକ ଦେଖି ମାର୍କେଟ ପୁରା ରକେଟ ହେଇଯିବ। ମାର୍କେଟ ରକେଟ ହବାର ସମ୍ଭାବନା ନାହିଁ। ତେଣୁ ଏ ଜିନିଷ ଆପଣ ନ୍ୟୁଜ କାହିଁ କହିଲେ ସବୁ ନ୍ୟୁଜ ଜିନିଷ କଲେକ୍ସନ କରିବା ପାଇଁ? ତ ଆପଣଙ୍କୁ ସବୁ ଅପଡେଟ ହବାକୁ ପଡିବ, ଆପଣ ନିଜକୁ ଅପଡେଟ କରୁନାହାନ୍ତି। ସବୁବେଳେ ଏବେ ବି ଆପଣ ମାନଙ୍କ ଦିମାଗରେ ସର୍ଟକଟ ପଇସା ଇନକମ କଥା ଅଛି। ପରିଶ୍ରମ କରିବା ଆପଣ ଚାହୁଁନାହାନ୍ତି। ଏସବୁ ଜିନିଷ ଆପଣ ନ୍ୟୁଜ କଲେକ୍ସନ କରିବେ, ଜିଡିପି ଯୋଉ ରେଟ ଆସିଲା, କେତେ ଜିଡିପି ଆସିଲା କହିଲେ? କୁହନ୍ତୁ। 7.6। ପ୍ରେଡିକ୍ସନ ଥିଲା ତ 6.5 ରୁ 6.7 ରହିବ, ଲେକିନ 7.6 ଦେଖେଇଲା ଆପଣଙ୍କୁ। ମାର୍କେଟ ତ ରକେଟ ହବା କଥା, କାହିଁକି ହେଲାନି? ମାର୍କେଟ ତଳକୁ ତଳକୁ ଖସୁଛି ନା, ମାର୍କେଟ ତ ଉପରକୁ ତ ଯାଉନି। ଦେଖନ୍ତୁ ଆପଣ ଆଗେ ଚାର୍ଟ ୟୁଜ କରାଯାଇଛି, ମାର୍କେଟ ତଳକୁ ଖସୁଛି। ତ ଅର୍ଥାତ କଣ, ବର୍ତ୍ତମାନ ମାର୍କେଟରେ କିଛି ସିଚୁଏସନ ଭଲ ନାହିଁ। ମାର୍କେଟ ନେଗେଟିଭରେ ଅଛି, ପଜିଟିଭ ଇଏ ଜିଡିପି ବଢିଆଟା ପଜିଟିଭ ନ୍ୟୁଜ ନୁହେଁ। ତ ଜିଡିପି ବଢିଲେ, ଶୁଣନ୍ତୁ ମୁଁ ଆପଣଙ୍କୁ କହିଥିଲି ଯେମିତି ଅଟୋ ସେକ୍ଟର ଆପଣ ପଜିଟିଭ ନ୍ୟୁଜ ଆସିଲା, ପଜିଟିଭ ନ୍ୟୁଜ ଆସିଲେ କୋଉ ସେକ୍ଟରରେ ପଜିଟିଭ ନ୍ୟୁଜ ଆସିଲା? ଯଦି ଆପଣଙ୍କର ବାଇକ୍ ସେକ୍ଟରରେ ଯଦି ପଜିଟିଭ ନ୍ୟୁଜ ଆସିଲା, ଅଟୋ ସେକ୍ଟର ଯଦି ବାଇକ୍ ସେକ୍ଟରରେ ପଜିଟିଭ ନ୍ୟୁଜ ଆସିଲା, ଯିଏ ବାଇକ୍ ପ୍ରଡକ୍ସନ କରୁଛି ତ ସେଥିରେ ସେ ସେକ୍ଟର ଟା ପଜିଟିଭରେ ପଳେଇବ। ଏସବୁ ଜିନିଷ ଆପଣ କହୁଛି ଗୋଟେ ଆପଣ ସବୁଥିରେ ନ୍ୟୁଜ ଦେଖନ୍ତୁ। ମନି କଣ୍ଟ୍ରୋଲ ଇକୋନୋମିକ୍ସ ଟାଇମ୍ସ ଯୋଉ ପପ ୱାଚ ସବୁ ପପ ଖୋଲିକି ପଢନ୍ତୁ। ପଢନ୍ତୁ, ନୋଟ ଡାଉନ କରି ରଖନ୍ତୁ, ତାହେଲେ ଆପଣ ଜାଣିପାରିବେ ନେକ୍ସଟ ମାର୍କେଟରେ କଣ ହବ। ନେକ୍ସଟ ମାର୍କେଟ କଣ ହବ? ତ ସେଇ ଅନୁଯାୟୀ ଆପଣ ପ୍ଲାନିଂ କରିପାରିବେ, କାହିଁକିନା ଆପଣ ଅପଡେଟ ହବା ପାଇଁ ପଡିବ। ବାଇକ୍ ସାଇଡରେ ପଜିଟିଭ ଯୋଉ କମ୍ପାନୀ ବାଇକ୍ ବନାନ୍ତି ସିଏ ପଜିଟିଭ ହବ। ଯଦି ଇଲେକ୍ଟ୍ରିକ ଭେହିକିଲ ଉପରେ ଯଦି ଆସିଲା, ଇଲେକ୍ଟ୍ରିକ ଭେହିକିଲ ଆସିଲା, ଇଲେକ୍ଟ୍ରିକ କାର ଯୋଉଟା ପଜିଟିଭ ନ୍ୟୁଜ ଆସିଲା, ଯଦି ସପୋଜ ଅଛି ଇଲେକ୍ଟ୍ରିକ କାର ଉପରେ ଗଭର୍ଣମେଣ୍ଟ ଏତିକି ସବସିଡି ଦବ, ଯଦି ନୂଆ ଘୋଷଣା କଲା ଆଉ କିଛି ଏକ୍ସଟ୍ରା ଘୋଷଣା କଲା, ତେଣୁ ଇଲେକ୍ଟ୍ରିକ ଭେହିକିଲ ଯିଏ ସବୁ ବନଉଥିବେ
ସେ कंपनी गुरा बढ़िए सब तो बढ़िबे ना। तेणु जहाँ ऊपर न्यूज आसे से बढ़िबो, जहाँ न्यूज न आसीबो खराब आसिला আছে तळु खसिबो। आज ऑटो सेक्टर तळु खसि तो सब दिन न्यूज अपन कलेक्शन करेंगे। तेणु ये है जो जीडीपी बढ़ला लोक सब कहले पॉजिटिव अरे जीडीपी बढ़ला मार्केट ऊपर दौड़े अरे मार्केट तो उड़ियो कहीं जीडीपी कौन पाई बढ़ी मैं आपको कहला माने ये सब पॉइंट माने पाठ की जीवा पूर्व आपण ये सब जिनस कलेक्शन करिया पड़े न्यूज हेले वेरी वेरी इंपोर्टेंट जो जो जिनस अछि ଏଇ ता ଯୋଉ ऊपर मार्केट करियो। आज्ञा ଏଇ ଯୋଉ ଜିଡିପି ଟା ବଢିଲା ସେଟା ହଉଛି ବିଫୋର 6 ମନ୍ଥର ରେଜଲ୍ଟ ଟା, କିନ୍ତୁ କରେଣ୍ଟ माने ମାର୍କେଟ ଡାଉନ ଅଛି ना। तो आपण ता पूर्व एबे रियल जिनस हैला जून परठारु जून परठारु जो आसीबो क्वार्टरली रिजल्ट सेथिरे एक्चुअल जणा पड़ियो ये जो ଆଜ୍ଞା तापर ଆଜ୍ଞା प्रभाव पकाना जो टैरिफ हैला जीडीपी ଆଜ୍ଞା आज्ञा। माने सॉरी आपनकर ଏବେ ଯୋଉ जीएसटी କରେଣ୍ଟ हैला। 6 ମନ୍ଥର ସାର୍ କରେଣ୍ଟ 6 ମନ୍ଥର ଜିଡିପି ରିପୋର୍ଟ ଟା ନୁହଁ, ଏଟା ବିଫୋର ଜିଡିପି ରିପୋର୍ଟ ଟା ଗଲେ ସେ ସେଇଥିପାଇଁ ମାର୍କେଟ ଟା ଡାଉନ ଚାଲିଛି ସେ ଗ୍ରୋ କରିନି। तो ସେତେବେଳେ ମାର୍କେଟ ସେତେ ନେଗେଟିଭ ନଥିଲା ତ ସେ ଜାଗାରେ ହେଲା ଦେଖନ୍ତୁ ଆପଣ ମୁଖ୍ୟ ଜିନିଷ ହେଲା ମାର୍କ କରନ୍ତୁ ଅଦର କଣ୍ଟ୍ରି ଜିଡିପି କାଲକୁଲେସନ ଅଲଗା ଆମ କଣ୍ଟ୍ରି ଜିଡିପି କାଲକୁଲେସନ ଅଲଗା ନା କଣ ଅଦର କଣ୍ଟ୍ରି ହେଲା କଣ ସବୁ ଚାଇନା ଦେଖନ୍ତୁ ଚାଇନାର ଜିଡିପି ତା ପ୍ରଡକ୍ସନ ଉପରେ ଯେତେ ପ୍ରଡକ୍ସନ କରିବେ ପ୍ରଡକ୍ସନ କରି ଯେତେ ଏକ୍ସପୋର୍ଟ କରିବେ ଆଉ ଯେତେ ତାଙ୍କର ଇନକମ ହବ ପ୍ରଡକ୍ସନ ଯେତେ ଇନକମ ହବ ତାଙ୍କର ଜିଡିପି ସେତେ ବଢିବ ଦିସ୍ ଇଜ ଦ ରିଅଲ ଜିଡିପି ଅର୍ଥାତ ଗୋଟେ କଣ୍ଟ୍ରିର ପୋଟେନସିଆଲ ହେଲା ସେଇଆ ଗୋଟେ କଣ୍ଟ୍ରିର ପୋଟେନସିଆଲ ହେଲା ତା ପ୍ରଡକ୍ସନ ଯେତେ ଅଧିକ କରିବ ପ୍ରଡକ୍ସନ ଯେତେ ବେନିଫିଟ ପାଇବ ଖାଲି ପ୍ରଡକ୍ସନ କରିଦେଲେ ହବନି ପ୍ରଡକ୍ସନ ବେନିଫିଟ ହବା ଦରକାର ପ୍ରଡକ୍ସନ କଣ୍ଟ୍ରି ଲସ୍ ହବ ନା ଅଧିକା କ୍ୱାଣ୍ଟିଟି ପ୍ରଡକ୍ସନ ହେଇଯିବ ବାହାରକୁ ଏକ୍ସପୋର୍ଟ ହେଇପାରିବ ନିଜ କଣ୍ଟ୍ରି ବଢିକି ରହିବ ଜିଡିପି ତ ଆହୁରି ଖସିଯିବ ସେ ଜାଗାରେ ବଢିବନି ଯୋଉ ଜାଗାରେ ମାନେ ପ୍ରଡକ୍ସନ ଦ୍ୱାରା कंट्री इकोनॉमिक बढ़िला तार सेठी आपण जीडीपी टा बढ़ी बढ़ी ଯିବ କିନ୍ତୁ ଆପଣ ବର୍ତ୍ତମାନ ହେଲା କଣ इंडिया रे मोस्ट जिनस प्रोडक्शन होउनी 10 वर्ष ହେଇଗଲାଣି 10 वर्ष ହେଲାଣି ଆପଣଙ୍କ ପ୍ରଡକ୍ସନ ଜିନିଷ ଖସିଗଲାଣି ଆଉ ପ୍ରଡକ୍ସନ ମୋଷ୍ଟ ତ କହିଲେ ଇଏ ନାହିଁ ଆପଣ ବର୍ତ୍ତମାନ ଚାଇନା ବର୍ତ୍ତମାନ କବଳିତ କରିକି ରଖିଛି ଇଣ୍ଡିଆକୁ ପୁରା ସବୁ ଜିନିଷ ଚାଇନା ପ୍ରଡକ୍ଟ ଇଣ୍ଡିଆରେ ଚାଲିଛି ଆଉ ଇଣ୍ଡିଆ ସବୁ ସେକ୍ଟରରେ ଟେକ୍ନୋଲୋଜି ସବୁ ଜିନିଷରେ ନିଜେ ଆତ୍ମସ୍ଫଳନ ନାହିଁ ସବୁ ବାହାରୁ ମଗଉଛି ସବୁ ବାହାରୁ ड्रोन कैमरा ଆପଣ ଯୋଉ ଦେଖୁଛନ୍ତି ସେ ମେଡ୍ ଇନ୍ ଚାଇନା ଅଦର କଣ୍ଟ୍ରି ଛୋଟିଆ କଣ୍ଟ୍ରି ସେ ସବୁ ଡ୍ରୋନ୍ ତିଆରି କରୁଛନ୍ତି ଆମ କଣ୍ଟ୍ରି ଡ୍ରୋନ୍ ତିଆରି କରୁଛନ୍ତି ସବୁ କଣ୍ଟ୍ରି ଏଆଇ ତିଆରି କରୁଛନ୍ତି ଆମ ଇଣ୍ଡିଆ କଣ୍ଟ୍ରି ଏଆଇ ନାହିଁ ଟେକ୍ନୋଲୋଜି ଆମେ ବହୁତ ପଛରେ ଅଛେ ଆମେ ଫରେନ ଉପରେ ଡିପେଣ୍ଡ କରୁଛେ ଫରେନ କଣ୍ଟ୍ରି ଉପରେ ଡିପେଣ୍ଡ କରୁଛେ ତ ଆମର ଗ୍ରୋଥ କେମିତି ହବ ତେଣୁ ସେ ଜାଗାରେ କଣ ଆମର ଜିଡିପି ହଉଛି ଆମର ଜିଡିପି କାଲକୁଲେସନ ହଉଛି ଆମେ କେତେ କନଜପ୍ସନ କରୁଛେ जो प्रोडक्ट जिते आसला हमें केते कंजप्शन करूचे ता ऊपर हम जीडीपी रेट बढ़ुची इटी कोन प्रोडक्शन ऊपर जीडीपी बढ़ुची एटा रियल जिंस हमर एटा फेक जिंस कंजप्शन जते करছে ता ऊपर जीडीपी करছে यदि अधिका रेट यदि बढ़ीगला इन्फ्लेशन तो बढ़ीगला कंजप्शन कमीगला ताले जीडीपी अपन कमी जीवो 5 पाखे पळेबो 4 भी पळेबो 3.5 पळेबो नेगेटिव पळेबो कोरोना समय नेगेटिव पळेला कहना आपण कंजप्शन किसी हलानी तो ये सब जिनस देखो बर्तमान जीडीपी बढ़ছে कोउ सेक्टर कम बढ़ছে सेटा देखो तो अपन मार्केट बढ़ियो कहीं सर्विस सेक्टर रे जो सर्विस जोगे दिया होता सेक्टर 9.3 मैन्युफैक्चरिंग जो मैन्युफैक्चर होची किसी स्पेशल जिनस मैन्युफैक्चरिंग 7.7 रहला कंस्ट्रक्शन बिल्डिंग फिल्डिंग जो कंस्ट्रक्शन होची तार ऊपर 7.6 बढ़ची प्राइवेट फाइनेंशियल कंजप्शन तापर 7 पॉइंट्स बढ़ची गवर्नमेंट फाइनल कंजप्शन गवर्नमेंट केते सब फाइनेंस यूज कर लोन तो करके भी यूज करछन सब तो ये सब जिनस हैला कोन एति जिनस एग्रीकल्चर 3.7 नहीं प्रोडक्शन भाई नहीं एफएमसीजी सेक्टर में डाउन एग्रीकल्चर सेक्टर नहीं अपन तो प्रोडक्शन नहीं एठी तो अपन किसी ऊपर जते जिनस तो प्रोडक्शन तो कोन से जिनस जगह नहीं ना ये कंजम्पशन ऊपर अपन जहाँ देउछन कंजम्पशन तेना आप मार्केट कौन पॉजिटिव न्यूज आसबो किसी तो पॉजिटिव न्यूज आसबो ना अपन कंट्री इकोनॉमी कौन बढ़िबो किसी ना
କିନ୍ତୁ ଜିଡିପି ତ ଆହୁରି ଉପରେ ବେସିସରେ କାଲକୁଲେସନ ହେଲା ଆପଣଙ୍କର, ପ୍ରଡକ୍ସନ ଉପରେ ତ ନାହିଁ। ଆଉ ତ ମାର୍କେଟ ପାଇଁ ପଜିଟିଭ ନ୍ୟୁଜ କଣ ହବ, କଣ ପାଇଁ ବଢିବ? ଯଦି ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରରେ ଯଦି ଆପଣ ବଢିଥାନ୍ତା, ମାନେ ଆପଣ ପ୍ରଡକ୍ସନ ଯୋଉ ସେଠି ମାନୁଫାକ୍ଚରିଂ ବାହାରୁ ଜିନିଷ ଆଣିକିରି ଏଠି ଆମେ ତିଆରି କରୁଛେ, ଯୋଉଠି ପ୍ରଡକ୍ସନ ଯୋଉଠି ଅଛି, ଯୋଉଟା ରିଅଲି ଆମ କଣ୍ଟ୍ରିରେ ପ୍ରଡକ୍ସନ ହଉଛି, ତାହା ଉପରେ ଯଦି ଗ୍ରୋଥ ହେଇଥାନ୍ତା, ତାହା ଉପରେ ଗ୍ରୋଥ, ନଟ୍ ସର୍ଭିସ, ନଟ୍ ମ୍ୟାନୁଫ୍ୟାକ୍ଚରିଂ, ନଟ୍ କନଷ୍ଟ୍ରକ୍ସନ, ଏସବୁ ଜିନିଷ ନୁହେଁ, ନଟ୍ ପ୍ରାଇଭେଟ ଫାଇନାନ୍ସିଆଲ କନଜେକ୍ସନ, ଆ ଉପରେ ନୁହେଁ। ଗଭର୍ଣ୍ଣମେଣ୍ଟ ଲୋନ କରିଦେବା ପାଇଁ ବର୍ତ୍ତମାନ ଚାଲିଛି, ପ୍ରତିବର୍ଷ ମୁଣ୍ଡ ପିଛା ଲୋନ ବଢି ବଢି ଚାଲିଛି, କାରଣ ସବୁ କ୍ଷେତ୍ରରେ ଲୋନ ଆଣ ବାବା ଖର୍ଚ୍ଚ କରି ଉଡାଅ, ଆଉ କିଛି ଜିନିଷ ନାହିଁ, ଯଦି କାମ ହବାର ନାହିଁ ଖର୍ଚ୍ଚ କରି ଉଡାଅ। ତ ରିଅଲ ଗ୍ରୋଥ କାହିଁ, ରିଅଲ ଗ୍ରୋଥ ଦେଖ 3.7%। ଆକ୍ଚୁଆଲି ଆପଣଙ୍କ ଜିଡିପି ଯଦି ରିଅଲ ଜିଡିପି କାଲକୁଲେସନ କରାଯାଏ ଆପଣ ପ୍ରଡକ୍ସନ ସେକ୍ଟର ନେଇକି, ତାହେଲେ ଆପଣ ଜିଡିପି 2 to 3% ଭିତରେ ରହିବ। ରିଅଲ ଜିଡିପି ଆପଣଙ୍କ କଣ୍ଟ୍ରିରେ 2 to 3% ଭିତରେ ଅଛି, ଆଉ ମ୍ୟାକ୍ସିମମ୍ ଯଦି 4% ପାଖାପାଖି ଯିବ। ତେଣୁ ଇଏ ଯୋଉ ଜିଡିପି ଯୋଉ କଂଜପ୍ସନ ଉପରେ ଆପଣ ଜିଡିପି ଦେଖା ହଉଛି, ଇଏ ତ ଜିନିଷ ମାର୍କେଟ ଉପରେ କିଛି ପ୍ରୋଜେକ୍ଟ ପଡିବନି, ତ ମାର୍କେଟ ଉପରୁ କାହିଁକି ଯିବ? ଆପଣ ସିନା ଯିଏ ସିନା କହିଲେ ଏଇ ସବୁ ଜିନିଷ ଜାଣୁନାହାନ୍ତି, ଇଏ କରୁଛନ୍ତି, ହେ ଜିଡିପି ଏତେ ଅଛି ମାର୍କେଟ ଉପରୁ ଯିବ ଉପରୁ ଯିବ ଉପରୁ ଯିବ, ହଁ ହେଲା କରିବେ, କିନ୍ତୁ ମାର୍କେଟ ଉପରୁ ଗଲା କୁଆଡୁ, କଣ ଗଲା? ଆଉ ଦେଖନ୍ତୁ ଏଇ ଟାଇମରେ ତ ସେତେ ନେଗେଟିଭ ନଥିଲା, ଏବେ ତ ଫୁଲ ନେଗେଟିଭ ସବୁ ଭର୍ତ୍ତି ଅଛି, ତେଣୁ ତାର ଇମ୍ପାକ୍ଟ, ଟାରିଫର ଇମ୍ପାକ୍ଟ ତ ଏବେଠୁ ସବୁ ଚାଲିବ, ଦେଖନ୍ତୁ ତା ଉପରେ। ଆଉ ତାପରେ ଜିନିଷ ହେଲା ଆପଣ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ସବୁ ତ ଜିନିଷ, କିଛି ଜିନିଷ ଗୁଡ ନ୍ୟୁଜ ପାଇବେନି, ସବୁ ତ ମାନେ ସଠିକ ଜିନିଷ ହେବନି, ସବୁ ମାନିପୁଲେଟିଂ ଜିନିଷ ହବ। ବର୍ତ୍ତମାନ ଦେଖନ୍ତୁ ଯେତେ କମ୍ପାନୀରେ ଆପଣ ଦେଖିବେ, ଯେତେ କମ୍ପାନୀ କ୍ୱାର୍ଟରଲି ରେଜଲ୍ଟ ଦେଖିବେ, ସବୁ କ୍ୱାର୍ଟରଲି ରେଜଲ୍ଟ କଣ ଆସୁଛି, କେହି ଭଲ ନାହାନ୍ତି, ସବୁ ଖରାପରେ ଚାଲିଛନ୍ତି, ସବୁ କମ୍ପାନୀ ଲସରେ ଯାଉଛନ୍ତି, କାହିଁକି? ତ ସବୁ ଜିନିଷ ହେଲା ସମସ୍ତେ ମାରୁଛି କଣ, ଜିଏସଟି, ଜିଏସଟି ଅଧିକା ହିଁ ଖାଉଛି। ପ୍ରଥମ ଜିନିଷ ହେଲା ଟ୍ୟାକ୍ସ ଅଧିକା ଦଉଛନ୍ତି, ଟ୍ୟାକ୍ସ ସହିତ ଏଇ ଯୋଉ ଟାରିଫ ବଢିଗଲା, ଯୋଉ ଯୋଉ ଏଇ ସବୁ ମାନୁଫାକ୍ଚରିଂ ଯୋଉ ହଉଛି, ଏଇ ଯୋଉ ମାନୁଫାକ୍ଚରିଂ ସବୁ ବାହାରୁ ଆସୁଛି, ବାହାରୁ ଆସିଲା ଯୋଉ ଟାରିଫ ବଢିଯିବ, ସବୁ ରେଟ ସବୁ ବଢିକି ରହିବ, ଟାରିଫ ପାଇଁ ରେଟ ବଢିକି ରହିବ, ନଚେତ ଯୋଉ ସବୁ ବାହାରକୁ ଏକ୍ସପୋର୍ଟ କରାହଉଛି, ଏକ୍ସପୋର୍ଟ କରାହେଲା, ଏକ୍ସପୋର୍ଟ ମିନ୍ସ ଯୋଉଟା ୟୁଏସ କୁ ଏକ୍ସପୋର୍ଟ କରାହଉଛି, ତାର କଷ୍ଟ ବଢିଯିବ, କଷ୍ଟ ବଢିଗଲା ସେଲିଂ କମିଯିବ, ସେଲିଂ କମିଗଲେ କମ୍ପାନୀ ମାନୁଫାକ୍ଚରିଂ କମ୍ପାନୀ ଲସରେ ଚାଲିବେ। ସପୋଜ ମୁଁ ଗୋଟେ ଜିନିଷ ପ୍ରଡକ୍ସନ କରୁଛି, ପ୍ରଡକ୍ସନ ପାଇଁ ବାହାରୁ ସେଇଟା ଜିନିଷଟା ମଗଉଛି, ବାହାରୁ ମଗେଇଲେ ସେଟା ଜିଏସଟି ଅଧିକା ଦଉଛି, ବାହାରୁ ଯୋଉ ଜିନିଷ ମଗଉଛି ତାପରେ ଜିଏସଟି ମୁଁ ଅଧିକା ଦେଲି, ଜିଏସଟି ଅଧିକା ଦେଲି, ତେଣୁ ମୁଁ ଏଠି କଷ୍ଟଲି କିଣିଲି, କଷ୍ଟଲି କିଣି ସାରିଲା ପରେ ତାପରେ ଯେତେବେଳେ ବାହାରକୁ ସେଇଟା ସପ୍ଲାଏ କଲି, ମୁଁ ଅଧିକା ଟଙ୍କାରେ ସେଲ କରିବାକୁ ପଡିବ ମତେ, କାହିଁକିନା ମୋତେ ତ ପ୍ରଫିଟ ରଖି କରିବା ପାଇଁ ଚାହିଁବି ନା, କଲା କଣ ହବ ନା, ଇଏ ଟାରିଫ ଲାଗିଗଲା ପରେ, ଟାରିଫ ତ 50% ଟାରିଫ, ତାପରେ 100 ଟଙ୍କାର ଜିନିଷ ମୁଁ ତିଆରି କରିଛି, ଟାରିଫ ଲାଗିଗଲା 50%, ତ ବିକ୍ରି ହେଲା ବେଳକୁ କେତେ ନା 170, 180 ଟଙ୍କା କିମ୍ବା 200 ଟଙ୍କାରେ ବିକ୍ରି ହବ, ଅର୍ଥାତ ମୁଁ ମାନୁଫାକ୍ଚର କଲି 100 ଟଙ୍କାରେ, କିନ୍ତୁ ବିକ୍ରି ହେଲା ବେଳକୁ 200 ଟଙ୍କା, ତାକୁ ତ ଲୋକ ନେବେନି, ଟାରିଫ ତ ବଢିଗଲା, ଆକ୍ଚୁଆଲି ଆଗରୁ ବିକ୍ରି ହଉଥିଲା 120, 130 ଟଙ୍କାରେ, ଏବେ ବିକ୍ରି ହବ 200 ଟଙ୍କାରେ, ଯେତେବେଳେ କଷ୍ଟ ବଢିଯିବ ଲୋକ ତାକୁ ନେବେନି, ନହେଲେ ସେଲ ହେଲାନି, ମୁଁ ଯେତେ ମାନୁଫାକ୍ଚରିଂ କରିଛି ସେଲ ହେଲାନି, ସେ ମୋ କମ୍ପାନୀ ଘାଟାରେ ଚାଲିବ, ସେଇଟା ହେଲା ରିଅଲ ଇମ୍ପାକ୍ଟ, ତେଣୁ ସବୁ କମ୍ପାନୀ ଏଥିପାଇଁ ଲସରେ ଚାଲୁଛନ୍ତି। ଆଉ ଟାରିଫ ହେଲା ପରେ, ବଢିଲା ପରେ ସେମାନେ କଣ କରିବେ, ସେମାନଙ୍କୁ ଆଉ ସେଲ କମିଯିବ, ସେଲ କମିଗଲେ ତ ଅସୁବିଧା ଚାଲିବ। ଆଚ୍ଛା ମାର୍କେଟ ସବୁ ଦେଖିବେ, ସବୁ ଇଣ୍ଡିଭିଜୁଆଲ ଯୋଉ ଯୋଉ ସେକ୍ଟରରେ, ଯୋଉ ଯୋଉ ସେକ୍ଟର ଦେଖିବେ ଆପଣଙ୍କର ଟାରିଫ ର ମାଡ ହବ, ଟ୍ୟାକ୍ସ ର ମାଡ ହବ, ଜିଏସଟି ତ ସବୁଥିରେ ବି ତ କମୁନି ନା, କୋଉ କୋଉ ସେକ୍ଟର କମୁଛି, ସବୁ ସେକ୍ଟର କମୁନାହାନ୍ତି, ଯୋଉ ସେକ୍ଟର ଜିଏସଟି ବଢିକି ରହିଲା, ଟାରିଫ ତାପରେ ବଢିକି ରହିଲା, ତାହେଲେ ସେ କମ୍ପାନୀ ସବୁ ଲସରେ ଚାଲିବେ, ତେଣୁ ସେ ଷ୍ଟକ ସବୁ ତଳକୁ ଆସିବେ। ତ ଏସବୁ ଜିନିଷ ରିଅଲ ଜିନିଷ ଆପଣ ମାନେ କୁହାହେଲା କଣ, ରିଅଲ ଜିନିଷ ଆପଣ ମାନେ ସବୁ ଅପଡେଟ ହବା ପାଇଁ ପଡିବ, ତ ତାହେଲେ ଆପଣ କାଲକୁଲେସନ କରିପାରିବେ ମାର୍କେଟ ତଳକୁ ଯିବ ନା ଉପରକୁ ଯିବ, କଣ୍ଟିନ୍ୟୁସଲି ଦେଖନ୍ତୁ ମାର୍କେଟ ତଳୁ ଚାଲିଛି। ଏବେ ଦେଖନ୍ତୁ ଏସବୁ ଜିନିଷ ଆପଣ ଆନାଲାଇଜ କରିବା ପାଇଁ ପଡିବ, ମାନେ ଯଦି ଆପଣ ନ୍ୟୁଜ ଚ୍ୟାନେଲ ଦେଖିବେ, ନ୍ୟୁଜ ଚ୍ୟାନେଲରେ ଏଇଟାକୁ ଦେଖିବେ, କୋଉଟା ହବ ପ୍ରାଇମ ଟାଇମ ସୋ ଯୋଉ କରୁଛନ୍ତି, ଡିବେଟ କରୁଛନ୍ତି, ତାକୁ ଯଦି ଦେଖିବେ ଆପଣ ଫସିକି ରହିବେ, ତାକୁ ଦେଖିବେ ନା ଭାଇ, ସେଠି ସବୁ ଜିନିଷ ସମସ୍ତେ ମିଛ କଥା କହୁଛନ୍ତି, ଆଉ ନ୍ୟୁଜ ଚ୍ୟାନେଲ ସବୁ ମିଛ କଥା କହୁଛି, ମାନେ ଆପଣ ଯାହା ଯାହା କଲେକ୍ସନ କରିବା କଥା, ପ୍ରତି କମ୍ପାନୀ କାଲକୁଲେସନ କରିବାକୁ ହେଲେ ଆପଣ କମ୍ପାନୀରେ ଡାଇରେକ୍ଟ ନ୍ୟୁଜ କଲେକ୍ସନ କରନ୍ତୁ, और जो जो न्यूज आସୁଛି, जो ग्लोबल न्यूज ସେ ବେସିସ୍ ଆପଣ ନ୍ୟୁଜ କଲେକ୍ସନ କରିବେ,
କିନ୍ତୁ ନ୍ୟୁଜ ଚ୍ୟାନେଲ କରନ୍ତୁନି, ଆପଣଙ୍କର ଅଲଗା ଅଲଗା ଚ୍ୟାନେଲ, ସେ ସବୁ ଜିନିଷ ମିଛ କଥା କହୁଛନ୍ତି। ଗୋଟେ ଜିନିଷ ହେଇଥିବ ସେ ଆଉ ଗୋଟେ ଜିନିଷ କଥା କହୁଛି, ରିଅଲ ଜିନିଷ। ତ କାରଣ ଏବେ ଗଭର୍ଣ୍ଣମେଣ୍ଟ ବହୁତ ଚାଲାକିରେ କରୁଛନ୍ତି, ଲୋକ ସେଠୁ ମୁଣ୍ଡ ବସିଲେ କଣ, ଆରେ 12 ଲକ୍ଷ ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ଛାଡେ। ତ ଲୋକ ଭାବିଲେ କଣ, ମାନେ ଲୋକଙ୍କ ଦିମାଗରେ ଜେନେରାଲ ରହିବ କଣ, ମାନେ ଏଇ ଆର ବର୍ଷ ଯୋଉ ଆମେ ଇନକମ କରୁ ତା ଉପରେ ଟ୍ୟାକ୍ସ, ଆରେ 12 ଲକ୍ଷ ପର୍ଯ୍ୟନ୍ତ ଛାଡ, ଗଭର୍ଣ୍ଣମେଣ୍ଟ ବହୁତ ସୁବିଧା କରିଦେଲା ରେ, ଖୁସିରେ ଡିଙ୍କିବେ। ତେଣୁ ଭାବିବେ କଣ, ମାର୍କେଟ ପଜିଟିଭ, ଆରେ ଫାଇନାନ୍ସିଆଲ ଇୟର ନେକ୍ସଟ ଏଥିରେ ହେଲା, ନେକ୍ସଟ ଫାଇନାନ୍ସିଆଲ ଇୟର ଲାଗୁ ହବ, ଆର ବର୍ଷକୁ ଲାଗୁ ହବ। ତେଣୁ କୋଉ ଭରସା ଅଛି, ପୁଣି ତାପରେ କଣ କିଛି ଚେଞ୍ଜ ଚାଞ୍ଜ କରିଦେବେ। ତ ଏସବୁ ଜିନିଷ ହେଲା କଣ, ଆପଣ ଜାଣିବା ଦରକାର ଏଇଟା କେତେବେଳେ ଲାଗୁ ହବ, କୋଉ ସେସନ ପାଇଁ ଲାଗୁ ହଉଛି, ତାର ଇଫେକ୍ଟ କଣ ହଉଛି। ତେଣୁ ପ୍ରତିଟା ନ୍ୟୁଜକୁ ଆପଣ ଆନାଲାଇଜ କରିବା ପାଇଁ ପଡିବ। ସବୁ ଜିନିଷ ଆପଣଙ୍କୁ ମାନେ ପ୍ରତି ଦିନର ବସିକରି ନ୍ୟୁଜ ବସିବି, ଇକୋନୋମିକ ଟାଇମ୍ସ ହଉ କିମ୍ବା ଆପଣଙ୍କର ମନି କଣ୍ଟ୍ରୋଲ ହଉ, ଏ ସବୁ ଜିନିଷରେ ଆପଣ ନ୍ୟୁଜ କଲେକ୍ସନ ସବୁ କରିବେ, ନ୍ୟୁଜ କଲେକ୍ସନ କରି ତାକୁ ଆନାଲିସିସ୍ କରିବେ, ଆନାଲିସିସ୍ କରିକିରି ଆପଣ କାମ କରିବେ, ଯଦି ସକ୍ସେସ ହବ। ଇକୋନୋମିକ ଟାଇମ୍ସ ଖୋଲିଲେ ଯୋଉ ଯୋଉ ନ୍ୟୁଜ ଅଛି ମାର୍କେଟ ରିଲେଟେଡ ଅଛି, ତ ସେ ନ୍ୟୁଜ ଗୁରା ଆପଣ କଲେକ୍ସନ କରିବେ। ଏଇଟା ହେଲା ଭାଇ ଇମ୍ପୋର୍ଟାଣ୍ଟ ଜିନିଷ, ଆ ଉପରେ ଆପଣ ଫୋକସ କରନ୍ତୁ, ବର୍ତ୍ତମାନ ଆ ଉପରେ ଫୋକସ କରନ୍ତୁ। ଆ ଉପରେ ଫୋକସ କରି ଯଦି ଆପଣ କରିବେ, ତାହେଲେ କିଛି ଅସୁବିଧା ହବନି। ତେଣୁ ମାର୍କେଟ ଡାଟା ଏଠି ସବୁ ଜିନିଷ ଅଛି, ମାର୍କେଟ ଡାଟା ପଳେଇଲେ ଏଠି ମାର୍କେଟ ରିଲେଟେଡ ସବୁ ଜିନିଷ ଅଛି, ଟପ୍ ଗେନର ଟପ୍ ଲୁଜର, ଏ ସବୁ ଜିନିଷ ଆପଣ ଦେଖନ୍ତୁ, ପଢନ୍ତୁ, କଲେକ୍ସନ କରନ୍ତୁ, ଆସ୍ତେ ଆସ୍ତେ ଶିଖନ୍ତୁ। ଟ୍ରେଡ କଥା ଏବେ ବର୍ତ୍ତମାନ ଭାବନ୍ତୁନି, ଷ୍ଟ୍ରାଟେଜି କଥା ଏବେ ଭାବନ୍ତୁନି। ପ୍ରଥମ ଜିନିଷ ହେଲା ଏ ସବୁ ଜିନିଷ ନ୍ୟୁଜ କଲେକ୍ସନ ଏବଂ ଆନାଲିସିସ୍ କରି ଆ ଉପରେ ସବୁ ଏକ୍ସପର୍ଟ ହୁଅନ୍ତୁ। ତ ସେଇଥିପାଇଁ କହିଲେ କମ୍ପାନୀ ବିଷୟରେ ପଢନ୍ତୁ, କମ୍ପାନୀ ବିଷୟରେ ପଢନ୍ତୁ, ନ୍ୟୁଜ ଅପଡେଟ ହୁଅନ୍ତୁ, କୋଉ ଦିନ କଣ ନ୍ୟୁଜ ଅଛି, କାହାର କ୍ୱାର୍ଟରଲି ରେଜଲ୍ଟ ସପୋଜ ଆସିଲା, ମାନେ ଦେଖ କ୍ୱାର୍ଟରଲି ରେଜଲ୍ଟ, ଆପଣ କ୍ୱାର୍ଟରଲି ରେଜଲ୍ଟ ଦେଖିବେ, କୋଉ କମ୍ପାନୀ କ୍ୱାର୍ଟରଲି ରେଜଲ୍ଟ ବିଷୟରେ କଣ ହେଇଛି ଆପଣ ଜାଣିବା ପାଇଁ ଚାହିଁବେ, କ୍ୱାର୍ଟରଲି ସିମ୍ପଲି ଗୁଗଲ ମାରିଦେବେ, ମନି କ୍ୱାର୍ଟରଲି କରିছে, ମନି କ୍ୱାର୍ଟରଲି ଆସିଯିବ। ଆଜି କ୍ୱାର୍ଟରଲି ରେଜଲ୍ଟ କାହାର ଆସିଛି, ପଜିଟିଭ ଆସିନା ନେଗେଟିଭ ଆସି, କେତେ ପଜିଟିଭ ଆସି କେତେ ନେଗେଟିଭ, ତାକୁ ଟିକେ ଆନାଲିସିସ୍ କରିବେ। ଏସବୁ ଆନାଲିସିସ୍ କରିବା ପାଇଁ ଆଗକୁ ପାଇଁ ପଢିବା, ତ ଏ ଜାଗାରେ ସବୁ କଣ କରିବେ, 2 ତାରିଖ କଣ ରେଜଲ୍ଟ ଆସିବ, 3 ତାରିଖ କଣ ରେଜଲ୍ଟ ଆସିବ, 4 କଣ ଆସିବ, ସବୁ ଜିନିଷ ଇଏ ନ୍ୟୁଜ ସବୁ କଲେକ୍ସନ ଆପଣ କରିବା ପାଇଁ ପଡିବ, କରିକି ଆନାଲିସିସ୍ କରିବା ପାଇଁ ପଡିବ। ସବୁ ଜିନିଷ ଅପଡେଟ ରହିବା ପାଇଁ ପଡିବ। ତ ଜିନିଷ ହେଲା ଜିଡିପି ଆସିଲା, ତ ଜିଡିପି ଟା ମାର୍କେଟ ଉପରେ କଣ ପ୍ରଭାବ ପକେଇବ, ତାକୁ ମଧ୍ୟ ଆନାଲିସିସ୍ କରିବା ପାଇଁ ପଡିବ। ତେଣୁ ସେ ବିଷୟରେ ନଲେଜ ଯଦି ଆପଣ ଦିମାଗ ଭିତରେ ନାହିଁ, ତ ଜିଡିପି ବିଷୟରେ ଆପଣ ଜାଣିବା ପାଇଁ, ଜିଡିପି କଣ ଆପଣ ଜାଣିନାହାନ୍ତି, ଜିଡିପି କଣ, ସିମ୍ପଲି ଗୁଗଲରେ ମାରନ୍ତୁ, ସିମ୍ପଲି ଗୁଗଲରେ ମାରନ୍ତୁ, ସିଏ ଆପଣଙ୍କୁ ରିସର୍ଚ୍ଚ କରି ଦେଇଦବ। ତାପରେ ପଢନ୍ତୁ, ଜାଣନ୍ତୁ ଇଣ୍ଡିଆନ ଜିଡିପି କାହା ଉପରେ ଡିପେଣ୍ଡ କରୁଛି, ଏଠି ମାରିଦେବେ ଇଣ୍ଡିଆନ ଜିଡିପି ଡିପେଣ୍ଡସ୍ ଅନ୍, ତେଣୁ ଏସବୁ ଜିନିଷ ଆପଣ ଶିଖିବା ପାଇଁ ଚେଷ୍ଟା କରନ୍ତୁ, କାହା କାହା ଉପରେ ଇଏ କରି ଦେଖନ୍ତୁ, ଏଠି ଡିଟେଲ୍ସ ପଢିବେ, ଏ ସେ କି ଫ୍ୟାକ୍ଟର ସବୁ ଜିନିଷ ଦେଇଛି, একটা ପଢିବେ, ଯାହା ଆପଣ ମନରେ ସନ୍ଦେହ ଆସିବ ଆପଣ ୟୁଟ୍ୟୁବରେ ମାରିଲେ ୟୁଟ୍ୟୁବ ପଢିବେ, ନହେଲେ ଗୁଗଲ ମାରିଲେ ଆସିବେ, ନହେଲେ ଏବେ ଏଆଇ ଯୁଗ ଆସିଲାଣି, ଏଆଇ ମାରିଲେ ଏଆଇ ଯୁଗ ଆସିବେ, ଏଠି ତଳେ ଲେଖା ହେଇଛି ଡାଇଭ୍ ଡିପର ଇନ୍ ଏଆଇ ମୋଡ, ଏଆଇ ମୋଡ ଉପରେ କ୍ଲିକ୍ କରିଦେଲେ ଏଆଇ ଆପଣଙ୍କ ଆଉ ଡିଟେଲ୍ସ କାଲକୁଲେସନ କରି ଦବ। ତ ଏଇଠି ଦେଖିଲେ ଆପଣ ଜିଡିପି କାହା ଉପରେ କରୁଛି, ଇଣ୍ଡିଆନ ଜିଡିପି ଡିପେଣ୍ଡସ୍ ଅନ୍ ଡୋମେଷ୍ଟିକ କନଜମ୍ପସନ ନଟ୍ ପ୍ରୋଡକ୍ସନ, କଣ ଡୋମେଷ୍ଟିକ କନଜମ୍ପସନ ଉପରେ ଡିପେଣ୍ଡ କରୁଛି, especially by its large consumer market, public and private investment in infrastructure and other sectors, government policies, fiscal measures, global economic regulation, and performs its key factors. It includes including service, industry, and agriculture. ତେଣୁ ଆ ଉପରେ ଆପଣ କରୁଛି ପ୍ରଡକ୍ସନ ଉପରେ ନାହିଁ, ଅଦର କଣ୍ଟ୍ରି ପ୍ରଡକ୍ସନ ଉପରେ ଜିଡିପି କରୁଛି, ଆପଣ କନଜମ୍ପସନ ଉପରେ କରୁଛି, ମାନେ ଏସବୁ ଜିନିଷ ଆପଣଙ୍କୁ କରିବା ପାଇଁ ଡିଟେଲ୍ସ ପଢିବା ପାଇଁ ଜାଣିବା, ଡୋମେଷ୍ଟିକ କନଜମ୍ପସନ, ଇନଭେଷ୍ଟମେଣ୍ଟ କଣ, ଗଭର୍ଣ୍ଣମେଣ୍ଟ ପଲିସି କଣ, ଗ୍ଲୋବାଲ ଇକୋନୋମିକ କଣ୍ଡିସନ କଣ, ଏସବୁ ଜିନିଷ ପଢିବେ। ଟିକେ ପଢିଲେ ଆପଣ ଶୁଣନ୍ତୁ, ଟୋଟାଲି ଇକୋନୋମିକ ଉପରେ ଯଦି ଆପଣଙ୍କ ଆଇଡିଆ ଆସିଲେ, ତାହେଲେ ଆପଣ ମାର୍କେଟ ଟା ବୁଝିପାରିବେ, ମାର୍କେଟର ସାଇକୋଲୋଜି ଟାକୁ ବୁଝିପାରିବେ। ଯଦି ମାର୍କେଟର ସାଇକୋଲୋଜି ଆପଣ ବୁଝିପାରୁଛନ୍ତି, ତାହେଲେ ମାର୍କେଟରେ ସକ୍ସେସ୍ ହେଇପାରିବେ। ଏଇଭଳିଆ ବଡ ବଡ ମୁଭ୍ ଆପଣ ସବୁଦିନ କଲେ, ସବୁଦିନ ଆପଣ ଟ୍ରେଡ କରିବା ଦରକାର ନାହିଁ, ଏଇଭଳିଆ
ବଡ ବଡ ମୁଭ ଆପଣ କ୍ୟାପଚର କରିପାରିବେ। ଏଇଠୁ ଉପର ମୁଣ୍ଡ ସେଲ କରି ଆପଣ ପଇସା ପକେଇ ରଖିପାରିବେ। ଆଉ ଇଣ୍ଟ୍ରାଡେ କଲେ ମଧ୍ୟ ଏଇଭଳିଆ ଯୋଉ ବଡ ବଡ ମାର୍କେଟ ତଳକୁ ଖସୁଛି ତାକୁ ଆପଣ ଧରି ପାରିବେ। ସେଥିପାଇଁ କଣ ନା ଆପଣଙ୍କୁ ଇକୋନୋମିକାଲି ଆପଣଙ୍କ ନଲେଜ ଟା ଗ୍ରୋ କରିବା ପାଇଁ ପଡିବ। ଇକୋନୋମିକ୍ସ ନ୍ୟୁଜ ସବୁ କଲେକ୍ସନ କରିବା ପାଇଁ ପଡିବ। ଯଦି ଚାହୁଁଛନ୍ତି ଇକୋନୋମିକ୍ସ ଟାଇମ୍ସ ଆପଣ କରିଛନ୍ତି ଆର ସକାଳୁ ସକାଳୁ ତାର ଇଏ ପଳେଇ ଆସିବ କଣ ଇ ପେପର ଆସିବେ ଇ ପେପର ପଢନ୍ତୁ ନଚେତ ଘରେ ଇକୋନୋମିକ୍ସ ଟାଇମ୍ସ ର ପେପର ମଗାନ୍ତୁ ପେପରଟା ବସି ପଢନ୍ତୁ। ଯଦି ଅନଲାଇନ ପଢିବାକୁ ଆପଣ କମ୍ଫର୍ଟେବଲ ରହୁନି ସବୁ ଜିନିଷ ଜାଣି ପାରୁନାହାନ୍ତି ତାହେଲେ ଇକୋନୋମିକ୍ସ ଟାଇମ୍ସ ର କଣ ପେପର ମଗେଇ ପଢନ୍ତୁ। କାରଣ ସେଠି ସବୁ ଆନାଲିସିସ୍ କରି ସବୁ ଜିନିଷ କରିଥିବେ ପଢନ୍ତୁ। ନହେଲେ ସକାଳୁ ସକାଳୁ ପେପର ଆସିଯିବ ଲାଇଭ ଅପଡେଟ ଆସି ଲାଇଭ ଅପଡେଟ ଏ ସବୁ ଜିନିଷ ପଢିବେ ଆଗ ପଢିଲେ ତ ଭାଇ ହବ ଆପଣ କହିବେ ନାଇଁ ମୁଁ ପଢିବିନି କିଛି ଜିନିଷ କରିବିନି ଡାଇରେକ୍ଟ ମାର୍କେଟକୁ ଓହ୍ଲେଇବି ମାର୍କେଟକୁ ଓହ୍ଲେଇଲି ତଳକୁ ଖସିଲା ସେଲ କଲି ଉପରକୁ ଗଲା ତ ବାଇ କଲି ଏମିତି ହବନି ମାର୍କେଟ ସକ୍ସେସ୍ ହେଲେ ଆପଣ ଏମିତି ହେଇପାରିବେନି। ଏଇଟା ଅର୍ଥାତ୍ କରୁଛନ୍ତି ମିନ୍ସ ଆପଣ ସର୍ଟକଟ ଖୋଜୁଛନ୍ତି। ତେଣୁ ଇଏ ସର୍ଟକଟ ଦ୍ଵାରା ଭାଇ ମାର୍କେଟ ହବନି। ଆପଣ ପୁରା ଯେହେତୁ ମାର୍କେଟରେ ରହିଲ ମିନ୍ସ ପୁରା ଇକୋନୋମିକ୍ସରେ ଆପଣଙ୍କ ଷ୍ଟ୍ରଙ୍ଗ ହବାକୁ ପଡିବ। ଇକୋନୋମିକ ସବୁ ଜିନିଷ ଆନାଲିସିସ୍ କରିବେ ଯେକୌଣସି ଜିନିଷ ଆସିଲା ଆପଣ ତାପରେ କିଏ କହିଲେ କାହାଠୁ ଶୁଣିକିରି ଆପଣ କାମ କରିବେନି ନିଜେ ଆନାଲିସିସ୍ କରିବେ। ନିଜେ ଆନାଲିସିସ୍ କଲେ ଆପଣ ମାର୍କେଟକୁ ବୁଝିପାରିବେ ଯେକୌଣସି ନ୍ୟୁଜ ଆସିଲା ସପୋଜ ଏବେ ଚାଲିଲା କଣ ନା ବର୍ତ୍ତମାନ ଇଣ୍ଡିଆ ଚାଲିଛି କୋଉଠି ଚାଲିଛି କୋଉଠି ମିଟିଂ ଚାଲିଛି ବର୍ତ୍ତମାନ କୁହନ୍ତୁ ମିଟିଂ ଏବେ କୋଉଠି ଚାଲିଛି? ମିଟିଂ ଏବେ କୋଉଠି ଚାଲିଛି କହୁନାହାନ୍ତି? ଚାଇନାରେ ତ ସେ କୋଉ ମିଟିଂ ହଉଛି? ବ୍ରିକ୍ସ କୁହ ମିଟିଂ ଆଜ୍ଞା ଚାଇନା ରଷିଆ ଆଉ ଇଣ୍ଡିଆ। ଏମିତି ଆପଣ ଦ୍ୟାଟ ମିନ୍ସ ଆପଣ ନ୍ୟୁଜ ଦେଖୁନାହାନ୍ତି ଅପଡେଟ ନା ଏବେ ଚାଇନାରେ ସେ ମିଟିଂ ଟା କୋଉ ମିଟିଂ ଚାଲିଛି? କୋଉ ସମ୍ମିଳନୀ ହଉଛି ବ୍ରିକ୍ସ ବା ମାରନ୍ତୁ ଗୁଗୁଲରେ ମାରିକି ଦେଖନ୍ତୁ। ବ୍ରିକ୍ସ ଆଜ୍ଞା ବ୍ରିକ୍ସ ଭଲସେ ଆଉ ଥରେ ମାରିକି ଦେଖନ୍ତୁ। ଗୁଗୁଲରେ ମାରିକି ଦେଖନ୍ତୁ ମୁଁ କହୁଛି ଗୁଗୁଲରେ ମାରିକି ଦେଖନ୍ତୁ। ଆଜ୍ଞା କୋଶ୍ଚିନ୍ ଡାଇରେକ୍ଟ ଆନ୍ସର ଠିକ ନ ଦେଇ ପାରୁଛନ୍ତି ଆଜ୍ଞା ତାହେଲେ ଗୁଗଲରେ ମାରିକି ଦେଖନ୍ତୁ। ଆଜ୍ଞା ମାରିଲେ ମାରିଲେ ନା ମାରିଲେନି? ସାର୍ ମାରୁଛି ମୁଁ ସାର୍ ସର୍ଚ୍ଚ କରୁଛି। ସମସ୍ତେ ସର୍ଚ୍ଚ କରନ୍ତୁ ମୁଁ କହିଲି ନା ଆପଣ କେହି ନ୍ୟୁଜ ସହିତ ଅପଡେଟ ହଉନାହାନ୍ତି। ହଁ ହାଁ କହିଦଉଛନ୍ତି କିନ୍ତୁ କରୁନାହାନ୍ତି ମୁଁ ତ କହିଲି ନା ଆପଣ ଦିନ 7 ଘଣ୍ଟା 8 ଘଣ୍ଟା ପରିଶ୍ରମ କରିବା ପାଇଁ ପଡିବ। ଆପଣ କେହି କରୁନାହାନ୍ତି ଭାଇ ମୁଁ କହୁଛି ରେ ପ୍ରଥମରୁ କହୁଛି ମାର୍କେଟ କ୍ୟାରିଅର ଆପଣ କରିବାର ଅଛି ସର୍ଟକଟ ଖୋଜନ୍ତୁନି ପୁରା ଆପଣ ନଲେଜରେ ଭରପୁର ରୁହନ୍ତୁ। ସେଟା ଟାରିଫ ପାଇଁ ମିଟିଂ ଚାଲିଛି। ଆପଣ ଗୁଗଲରେ କଣ ମାରିଲେ? ସାର୍ ଗୁଗଲରେ ଇଣ୍ଡିଆ କଣ ମାଇଲେ ସାର୍ ସେ ଇଣ୍ଡିଆ ସମ୍ମିଳନୀ ନାଁ କଣ? ଯୋଉ ସମ୍ମିଳନୀ ହଉଛି ଗୋଟେ ସମ୍ମିଳନୀ ହଉଛି ନା ସେ ସମ୍ମିଳନୀ ଆଜ୍ଞା ନାଁ କଣ? କୋଉ ଦେଶ ଭାଗ ନେଇଛନ୍ତି ସମ୍ମିଳନୀରେ? ନା ଆପଣ ନ୍ୟୁଜ ଦେଖୁଛନ୍ତି ନା ଆପଣ ମନିକଣ୍ଟ୍ରୋଲ ନ୍ୟୁଜ ଟା ପଢୁଛନ୍ତି। ମନିକଣ୍ଟ୍ରୋଲ ହେଡିଙ୍ଗ ଟା ନ୍ୟୁଜ ଆସୁଛି ନା ସେ ସମ୍ମିଳନୀ ନାଁରେ ତ ହେଡିଙ୍ଗ ଟା ସବୁବେଳେ ଆସୁଛି କଣ କଣ ଡିସକସନ ହେଲା କଣ ହଉଛି ବୋଲି। ମାରନ୍ତୁ ମୁଁ ତ କହିଲି ଆପଣ ଫ୍ରିଡମ ପାଇଲେ ଆପଣ ତ ମୋବାଇଲ ଅଛି ଗୁଗଲରେ ସର୍ଚ୍ଚ କରନ୍ତୁ। ସର୍ଚ୍ଚ କରିକି ତ କୁହନ୍ତୁ ନା। ଇଣ୍ଡିଆ ଡିସ୍କସନ
ପାଇଲେ କି ନାହିଁ ମତେ କୁହନ୍ତୁ। ଏତେ ସ୍ମାର୍ଟ ଆପଣ କଣ ସର୍ଚ୍ଚ କରୁଛନ୍ତି? କଣ ପାଇଲେ? କିଏ ସ୍କ୍ରିନ୍ ସେୟାର କରି ଦେଖେଇଲେ ଆପଣ କଣ ସର୍ଚ୍ଚ କରୁଛନ୍ତି ଜାଣିବେ। ସେଇଟା ସର୍ଟରେ କାହିଁ କିଛି ଶୋ କରୁନି ସେମିତି ମିଟିଂ କିଛି। ଚାଇନା ଆପଣ କଣ ସର୍ଚ୍ଚ କରୁଛନ୍ତି? ଚାଇନା ଆରେ ଇଣ୍ଡିଆ ଇଣ୍ଡିଆ ଚାଇନା ଡିସ୍କସନ। ରଷିଆ ଟୁଡେ ମିଟିଂ ଦେଖି। ଇଣ୍ଡିଆ, ସେଇ ତ ଜିନିଷ ହେଲା ଆପଣ ଭାବୁଛନ୍ତି ଇଣ୍ଡିଆ ଚାଇନା ମିଟିଂ ହଉଛି, ସେଥିପାଇଁ ଆପଣ ଗୁଗଲ ସର୍ଚ୍ଚ କରୁଛନ୍ତି। ଇଣ୍ଡିଆ ଚାଇନା କଣ ମିଟିଂ ହଉଛି ନା ଇଣ୍ଡିଆ ରଷିଆ ମିଟିଂ ହଉଛି? ଆଜ୍ଞା ସେ ତ ଇଣ୍ଡିଆ ଚାଇନା ରଷିଆ ତ ମିଟିଂ ହଉନି ନା। ଆପଣ ଭୁଲ ଇନଫରମେସନ ସର୍ଚ୍ଚ କଲେ ଭୁଲ ଇନଫରମେସନ ପାଇବେ। ଆଜ୍ଞା ସାର୍। ତ ମିଟିଂ ମାନେ ଜିନିଷଟା ଜାଣନ୍ତୁ ଆପଣ ଭଲସେ। ମିଟିଂ କାହା କାହା ବିଷୟରେ ହଉଛି, କୋଉ ମିଟିଂ ହଉଛି ବର୍ତ୍ତମାନ। ସିମ୍ପଲ ଯଦି ଆପଣ ଜାଣିପାରୁନା ସିମ୍ପଲି ଗୁଗଲ ମାରନ୍ତୁ ହୁଇଚ୍ ମିଟିଂ ଇଜ ଗୋଇଂ ଅନ୍ ଚାଇନା। ଆଜ୍ଞା ଆଜ୍ଞା। ହୁଇଚ୍ ମିଟିଂ ଇଜ ଗୋଇଂ ଅନ୍ ଚାଇନା, କଣ ଚାଲିଛି? ହୁଇଚ୍ ମିଟିଂ ଇଜ ଗୋଇଂ ଅନ୍ ଚାଇନା। ସିମ୍ପଲି କୋଉ ମିଟିଂ ଚାଲୁଛି ଯଦି ଆପଣ ଦେଇଦେବେ ଗୁଗଲ ସର୍ଚ୍ଚ କରି ଦେଇଦବ। କୋଉ ମିଟିଂ ଚାଲିଛି? ଏସସିଓ ମିଟିଂ ଚାଲିଛି। ଏଇ ଯୋଉ ଉପରେ ଏକ୍ସଏ ଆପଣ ମିଟିଂ ଦେଖୁଛନ୍ତି ଏସସିଓ। ଏସ୍ ସି ଏସସିଓ। ଓ ଆଜ୍ଞା ସାର୍ ଏସ୍ ସି ଓ। ଆଜ୍ଞା ଏସସିଓ ସାର୍ ଏସ୍ ମିଟିଂ ସି ଓ କଣ? ମିଟିଂ। ଏଇ କି ଫ୍ୟାକ୍ଟର ଏଇଠି ଦେଖନ୍ତୁ, ଏଇଠି ଆପଣ ଆସିଗଲା ଏସିଆ ସମିଟ 25 କି ଆସିଗଲା ଆପଣ କି ଫ୍ୟାକ୍ଟର ଆଜି ଆସିଯିବ। ଯାହା ଉପରେ କ୍ଲିକ୍ କରି ଆପଣ ଗୋଟେ ଗୋଟେ ଏସବୁ ପାଇବେ ହିନ୍ଦୁସ୍ତାନ ଟାଇମ୍ସ, ସେ ସବୁ ଜିନିଷ ଆପଣ ପଢିଲେ ଜାଣିପାରିବେ କିଏ କିଏ ଆଦିହରେ ଆଟେଣ୍ଡ କରୁଛନ୍ତି। 25ଟା କଣ୍ଟ୍ରି ଆଟେଣ୍ଡ କରୁଛନ୍ତି। କିଏ କିଏ ସବୁ ଏଠି ଜାଣିଲେ ଆପଣ ଏସସିଓ ର ମିଟିଂ ହଉଛି। ଜାଣିଗଲେ ଆପଣ ଜାଣିନଥିଲେ ତଥା କୋଉ ମିଟିଂ ହଉଛି। ଏସସିଓ ମିଟିଂ ହଉଛି ଏସସିଓ ସମିଟ ଇନ୍ ଚାଇନା ହଉଛି। ହ୍ୱାଟ ଇଜ ଏସସିଓ ଏଇଠି ମାନେ ଏଇଠି ଆପଣ ପାଇଯିବେ ହ୍ୱାଟ ଇଜ ଏସସିଓ। एशिया ताइवान समिट में 25 heads of state council meeting of the Shanghai Corporation Organization. एशिया फुल फॉर्म है Shanghai Corporation Organization, which was held from August 35 to September 1. କାଲି ସରିଲା। ଏଠି ମାରିଦେବେ who are the participant of SCO, ଏଠି ମାରିଦେବେ who को कौन भाग ନେଇଛନ୍ତି। who are the participant। ଦେଖିଲେ ଉପରେ ଆସିଗଲା ସେଣ୍ଟ୍ରାଲ ଏସିଆ ଯେତେ କଣ୍ଟ୍ରି ଅଛନ୍ତି, ରୁଷିଆ, ଚାଇନା, ଇଣ୍ଡିଆ, ଇରାନ, ପାକିସ୍ତାନ, ବେଲାରୁଷ, ଏ ସମସ୍ତେ ସେଣ୍ଟ୍ରାଲ ଏସିଆ ଯେତେ କଣ୍ଟ୍ରି ରହିଲେ ରଷିଆ, ଚାଇନା, ଇଣ୍ଡିଆ, ଇରାନ, ପାକିସ୍ତାନ, ବେଲାରୁଷ ଏ ସବୁ ଜିନିଷ ରହିଲେ। with more than a dozen permanent dialogue partner countries including Saudi Arabia, Cambodia, Qatar, Turkey ଏ ସବୁ ଜିନିଷ ରହିଲେ। ଏଠି ଯଦି ଆହୁରି ମାରିବେ ତାପରେ ଜାଣିବା ପାଇଁ ତ ଏ କଣ୍ଟ୍ରି ନାଁ ବି ଲେଖିଛି ଏଠି ଦେଖନ୍ତୁ। The Shanghai Corporation comprises China, India, Russia, Pakistan, Iran, Kazakhstan, Kyrgyzstan, Kyrgyzstan, Uzbekistan, Belarus ये सब जिनसे कॉन्ट्री दिखेगा। तो ये सब जिनसे अपन जानिए दरकार नहीं हटी तो एम आपसे ये एससीओ मीटिंग अरे एम कौन तो जो जिनसे हो कौन ये मार्केट पर इफेक्ट पकेइबो भाई ये सब जिनसे कौन डिस्कशन ना ये मार्केट पर इफेक्ट पकेइबो अरे एम कौन डिस्कशन होउची ये विषय डिटेल्स अपन नॉलेज आहरण करिया को पड़िबो। ମୁଁ ଯୋଉ ପଏଣ୍ଟ କହୁଛି ଆପଣ ଯଦି ଏଇ ଜିନିଷ ଆନାଲିସିସ୍ କରିବେ ତାହେଲେ ଇକୋନୋମିକାଲି ଆପଣ ପୁରା ନିଜକୁ ଷ୍ଟ୍ରଙ୍ଗ କରିଦେବେ। ଇକୋନୋମିକ୍ସ ଆଇଡିଆ ଆପଣଙ୍କ ପାଇଁ ସବୁ ଜିନିଷ ଆସିଯିବ। ମାର୍କେଟ କାମ କରିବା ଆପଣ ଇଜି ହବ। ଆପଣ ମାର୍କେଟ ପ୍ରେଡିକ୍ଟ କରିପାରିବେ ଯେ ମାର୍କେଟ କାଲି ଗ୍ୟାପ୍ ଅପ୍ ଓପନ ହବ ନା ଗ୍ୟାପ୍ ଡାଉନ୍ ଓପନ ହବ ନା ମାର୍କେଟ ବୁଲିଶ ରହିବ ନା ବେରିଶ ରହିବ। ଏଇଭଳିଆ ଅକେଜନରେ ଆପଣ ଯଦି ପ୍ରପର ଆନାଲିସିସ୍ କରୁଛନ୍ତି ଯଦି ପ୍ରପର ଆନାଲିସିସ୍ କରୁଛନ୍ତି ତାହେଲେ ମାର୍କେଟ ବିଷୟରେ ଜାଣିପାରିବେ। ଆପଣ ଡାଇରେକ୍ଟ ଖାଲି ମୁଁ ଚାର୍ଟ ଦେଖିବି ମାର୍କେଟ ଉପରକୁ ଗଲା ତଳକୁ ଖୋଜି ଖାଲି ତାରି ଭିତରେ ବସିକି ରଖିବେ ଆରି ଭିତରେ ଖୋଜିବେ ସବୁ ଜିନିଷ ଆରି ଭିତରେ ପାଖେ ମିଳିବନି। ପ୍ରାୟ ଜିନିଷ ତ ମିଳିଯିବ ଆଧିରେ କିନ୍ତୁ ସବୁ ଜିନିଷ ଆପଣ ମିଳିବନି। ତ ତା ସହିତ ଆପଣଙ୍କୁ ଗୋଟେ ଆପଣ ପଇସାର ଲେନ ଦେନ କରୁଛନ୍ତି ନା ପଇସା ରିଲେଟେଡ ଜିନିଷ ସବୁ ଜିନିଷ ଇକୋନୋମିକ ଜିନିଷ ଇକୋନୋମିକ ଆପଣ ଆଇଡିଆ ହବା ଦରକାର ନା ବୁଝିବା ପାଇଁ ପଡିବ ଆପଣଙ୍କୁ।
ଏ ଜିନିଷ କିଛି ନ ବୁଝେ କିଛି ଇନଫର୍ମେସନ ନ ଆପଣ କାମ କେମିତି କରିବେ? ଟାରିଫ କଣ କିଛି ଜିନିଷ ଜାଣୁନଥିବେ, କେତେ ଟାରିଫ କଣ ହେଲା, କାହାକୁ ଲାଗିଲା, କେବେ ଲାଗୁ ହଉଛି, କଣ ହଉଛି, ଏସବୁ ଜିନିଷ କିଛି ନ୍ୟୁଜ ଆପଣ ଇଏ କରିବେନି। କଣ କରିବେ? ସକାଳୁ ଉଠିବେ ଆପଣ ପୁରା ଏ ନାଇଁ ଆଜି ମାର୍କେଟ ଉପରକୁ ତ ଯିବ, ଲୋକ ବହୁତ ଭାବନ୍ତି ଏ ଜିଡିପି ତ ହେଇଗଲା, ମାର୍କେଟ ତ ଉପରକୁ ଗଲାଣି, ତ ଉପରକୁ ଯିବ, ରକେଟ ଭଳିଆ ଯେ ବସିକି ରହିବେ। ତାପରେ ବସି ରହିଥିବେ, ଏଇ ଉପର ଦେଖିନି ବସି ରହିଥିବେ, ମାର୍କେଟ ତ ତଳେ ପୁରା ଖଲାସ ହେଇଯାଇଥିବ ପୁରା। ଟାଟା ଗୁଡ୍ ବାଇ। କଣ କଣ ପାଇବେ କହୁନାହାନ୍ତି? ବସିକି ରଖିଥିବେ, ଏଇଠି ତ ମାର୍କେଟ ତ ଏଠୁ ଉପରକୁ ଯିବ, ହଁ ଏଠି ତଳକୁ ଅଛି ଉପରକୁ ଯିବ, ଏଇଠି ବସିବେ କିନ୍ତୁ ମାର୍କେଟ ସେଠି ଧରାଶାୟୀ ହେଇଗଲା। ଏଥିପାଇଁ କଣ ହେଲା, ମାନେ ଯୋଉ ଯୋଉ ଜିନିଷ ପାଠ ଏପର୍ଯ୍ୟନ୍ତ ଆମେ ଆରମ୍ଭ କରିନୁ, ପାଠକୁ ଏପର୍ଯ୍ୟନ୍ତ ଆମେ ଯାଇନୁ, ମାନେ ରିଅଲି ଆପଣ ଆପଣ ଯୋଉ ଯାହାକୁ ପାଠ କହୁଛନ୍ତି, ମୋ ପାଠ ତ କହିଲେ ଏଇଟା, କିନ୍ତୁ ଆପଣ ଯୋଉ ପାଠଟା କହୁଛନ୍ତି ସେ ପାଠକୁ ଏପର୍ଯ୍ୟନ୍ତ ଆମେ ଯାଇନୁ, କିନ୍ତୁ ତା ଅପେକ୍ଷା ଏ ଜିନିଷ ହେଲା ଆହୁରି ଅଧିକ ଇମ୍ପୋର୍ଟାଣ୍ଟ। ମାନେ ଏବେ ଯୋଉ ଆମେ 8ଟା କ୍ଲାସ ହେଲାଣି, ଯୋଉ ଯୋଉ ଜିନିଷ ଆମେ ଡିସ୍କସନ କରୁଛେ, ଇଏ ଜିନିଷ ହେଲା ଆଗାମୀ ପାଇଁ ଯାହା ପଢିବା ତାଠୁ ଇଏ ଇମ୍ପୋର୍ଟାଣ୍ଟ, କିନ୍ତୁ ଆପଣମାନେ ଆ ଉପରେ ଇମ୍ପୋର୍ଟାଣ୍ଟ ଦଉନାହାନ୍ତି। ମାନେ 8ଟା କ୍ଲାସ ଯୋଉ ଜିନିଷ ମୁଁ ଡିସ୍କସନ କରିସାରିଲାଣି, ଆପଣ ଭାବୁଛନ୍ତି ଏଇଟା ଟାଇମ ପାସ୍ ଜିନିଷ, ଆର କିଛି ଇମ୍ପୋର୍ଟାନ୍ସ ନାହିଁ। ନାଇଁ ରେ ଭାଇ, ଆପଣ ସକ୍ସେସ ହେବା ପାଇଁ ଏଇ ଜିନିଷ ହିଁ ହେଲ୍ପ କରିବ। ଆଗାମୀ ଯୋଉ ଜିନିଷ ପଢିବା, ଆପଣ ଯୋଉଟା ପାଠ କହୁଛନ୍ତି ସେ ଯେତେ ହେଲ୍ପ ନ କରେ, ଇଏ ଜିନିଷଟା ଅଧିକ ଆପଣ ହେଲ୍ପ କରିବା ପାଇଁ ପଡିବ, ଇଏ ଅଧିକ ହେଲ୍ପ କରିବ। ତେଣୁ ଯୋଉ ଜିନିଷ ଏବେ ମୁଁ କହୁଛି ତା ଉପରେ ଧ୍ୟାନ ଦିଅନ୍ତୁ, ପ୍ରପର ଆନାଲିସିସ୍ କରନ୍ତୁ। ମୁଁ ଆପଣ କାହିଁକି କହିଲି ଦିନ 8 ଘଣ୍ଟା 10 ଘଣ୍ଟା ପଢିବେ, ଏଇସବୁ ଜିନିଷ କଲଚର କରିବେ? ଆଉ ଆପଣ ମାନେ ଚାର୍ଟ ଉପରେ ବସିକି ଦିନକୁ 8 ଘଣ୍ଟା 10 ଘଣ୍ଟା କହିଲେ ବସିକି କଲଚର କରିବେ? ଏସବୁ ଜିନିଷ ପାଇଁ ଆପଣ ଡେଲି ଦେଖିବେ କଣ ଆଜିର ନ୍ୟୁଜ ଅଛି, ସେ ନ୍ୟୁଜ ଟା କଣ ମାର୍କେଟ ପାଇଁ ପଜିଟିଭ ଅଛି ନା ନେଗେଟିଭ ଅଛି, ଏ ସବୁ ଜିନିଷ ଆପଣଙ୍କୁ ଆନାଲିସିସ୍ କରିବା ପାଇଁ ପଡିବ। ଯଦି ଆପଣଙ୍କ ମନରେ ଯଦି କିଛି ସନ୍ଦେହ ଆସୁଛି, ଏ ଯୁଗ ଆସିଲାଣି, ଚାଟ ଜିପିଟି କରିବେ, ଚାଟ ଜିପିଟି ମାରିବେ, ବିଭିନ୍ନ ପ୍ରକାର ଏ ଆସିଲାଣି, ଖାଲି ତ ଚାଟ ବହୁତ ଏଆଇ ଆସୁଛି, ସେଇ ଏଆଇ ରେ ଆପଣ ତ ମାରିବେ ଯଦି ସେ ଆପଣ ଆନାଲିସିସ୍ କରି ଦେଇଦବ। ଯଦି ଆପଣ ଦେଖନ୍ତୁ, ଏଠି ଗୋଟେ ଜିନିଷ ମୁଁ କରୁଛି, କେମିତି ଆନାଲିସିସ୍ କରିବେ ଦେଖନ୍ତୁ, ଚାଟ ଜିପିଟି ଯାଉଛି, ଏଆଇ କେମିତି ୟୁଜ କରିବେ। ଦେଖ ଏଠି ଆପଣ ମାରିଦେବେ ଆନାଲାଇଜ ସିମ୍ପଲ ଲାଙ୍ଗୁଏଜ, ଆପଣ ବୁଝିବେ ସିମ୍ପଲ ଲାଙ୍ଗୁଏଜ, simple language outcomes of, ଆପଣ ଯାହା ମାରନ୍ତୁ ଆପଣ ଆସିବେ ପୁଣି ତାପରେ ରେକ୍ଟିଫାଇ କରିବେ, outcomes of SEO submit। ଯାହା ଯାହା ସବୁ ଜିନିଷ ହେଇଛି, ଏ ସବୁ ଜିନିଷ ଆନାଲାଇଜ କରି ଆପଣ ଦେଇଦବା, କି ଫ୍ୟାକ୍ଟର ସବୁ ଦେଇଦବ, କି ଫ୍ୟାକ୍ଟର୍ସ, କି ଆଉଟକମ୍ସ ଇନ ସିମ୍ପଲ ଟର୍ମସ, ଇଏ ସବୁ ଜିନିଷ ଦେଇଥିଲା ଆପଣ ପଢିବେ। ଯଦି ଆପଣଙ୍କ ପାଖରେ ନ୍ୟୁଜ ପେପର ପଢି ଆନାଲିସିସ୍ କରିବାକୁ ନାହିଁ, ଏ ଚାଟ ଜିପିଟି ମାରି ଏ ୟୁଜ କରିବେ, ଏ ଟେକ୍ନୋଲୋଜି ଆସିଲାଣି, ଯାହା ଚାହିଁବେ କି କଣ କଣ ଡିସ୍କସନ ହେଇଛି, କଣ ପଜିଟିଭ ଅଛି, କଣ ନେଗେଟିଭ ଅଛି, ଏ ସବୁ ଜିନିଷ ଦେଇଦବ। ଏଇଟା ଆମର tell me in simple way positive and negative, ପଜିଟିଭ ପଜିଟିଭ ଆଉଟକମ୍ସ ଆସିଲାଣି, ସେ ପଜିଟିଭ ଆଉଟକମ୍ ଆପଣ ସ୍ପେଲିଂ ଭୁଲ ଭାଲ ଲେଖନ୍ତୁ, ଯାହା ଲେଖନ୍ତୁ କିଛି ଅସୁବିଧା ନାହିଁ। ଏଇ କଣ ପଜିଟିଭ ଆଉଟକମ୍ସ କଣ ଆସିଲା ଏଇ ମିଟିଂ ର, ଏ ସବୁ ଜିନିଷ ଲେଖିଦେବେ, ଆପଣ ଆଉ ପଢିବେ। ଯାହାକୁ ନ ବୁଝିପାରିବେ ଏଗେନ ତାକୁ ମାରିବେ, ତ ଏଇଟା କଣ ମତେ ଆଉ ଟିକେ ସିମ୍ପଲ କରି ବୁଝେଇଦେ, ସେ ଆହୁରି ସିମ୍ପଲ କରି ବୁଝେଇବ, ପୁରା ଆନାଲିସିସ୍ କରି ଆପଣ ବୁଝେଇବ। ଏ ୟୁଜ କରିବେ, ବର୍ତ୍ତମାନ ଏ ଯୁଗ ଆସିଲାଣି, ଏ ୟୁଜ କରିବେ। ଯୋଉ ଜିନିଷ ଆପଣ ମନରେ ଡାଉଟ ଅଛି, ବୁଝି ପାରୁନାହାନ୍ତି, ଏଇ କରିବେ, ଆକୁ ଦେଖେ ଇଏ ଆପଣଙ୍କୁ ଆଉ ଆନାଲିସିସ୍ କରି ବୁଝିବ। ଯୋଉ ଟର୍ମ ଟା ନ ବୁଝି ପାରିବେ ସେ କରିବ। ସେ ଡୁ ୟୁ ଅଲସୋ ୱାଣ୍ଟ ମି ଟେଲ୍ ଦ ନେଗେଟିଭ ଅର ଚ୍ୟାଲେଞ୍ଜିଂ, ୟେସ୍ ପ୍ଲିଜ, ୟେସ୍ ୟେସ୍ ପ୍ଲିଜ। ସେ ନେଗେଟିଭ ଜିନିଷ ଉପରେ ପଜିଟିଭ ଜିନିଷ କହିଲା, ନେଗେଟିଭ ଜିନିଷ ଚାହୁଁছে, ନେଗେଟିଭ ଜିନିଷ ସେ ଆନାଲିସିସ୍ କରିବ। ନେଗେଟିଭ ଜିନିଷ ଇଏ ଆପଣ ଆନାଲିସିସ୍ କରି ଦେଇଦେଲା, ଟୁ ମେନି ଡିଫରେଣ୍ଟ ଇଣ୍ଟରେଷ୍ଟ। SU has 27 members now, but all have different priorities. India versus Pakistan, China versus some other neighbors. Hard to get everyone to agree fully. ସମସ୍ତେ ରାଜି ହଉନାହାନ୍ତି। 10 members ଆଣ୍ଟିପାର୍ଟି ସବୁ ଚାଲିଛି।
dependence on China and Russia. Most money and big plans are posted by China, loans projects and Russia joint bonds idea. Smaller countries may feel dominated. ये सब जिनसे नेगेटिव इंसान कर देला ये सब जिनसे अपन ये यूज करिए एनालिसिस करिए आप ଯଦି ଆଉ କିଛି ଜିନିଷ ଜାଣିବେ ଯାହା ଚାହିଁବେ ଆପଣ ସିଏ ଆପଣଙ୍କୁ ଲେଖିକି ସବୁ ଦେଇଦେବ ଆଉ would you like to me to make side by side table positive negative ସେ compare କରିକି ଦେଇଦେବ ପଢିକି ସବୁ ଜିନିଷ ଆପଣ କଲେକ୍ସନ କରିବେ ତେଣୁ ପ୍ରଥମେ ହେଲା ଆପଣ ମାର୍କେଟରେ ଟ୍ରେଡ୍ କରିବା ପୂର୍ବରୁ ट्रेडिंग विषय जानिबा पूर्व प्रथम आ ऊपर निजको अपडेट करंतु ट्रेड ପାଇଁ ଆପଣ ତମେ ପଢିନେ ट्रेड ପାଇଁ ଆପଣ ତମେ ଯାଏ ତାହା ପୂର୍ବରୁ ଏ ସବୁ ଜିନିଷ ଆପଣ କଣ କରନ୍ତୁ ଷ୍ଟ୍ରଙ୍ଗ କରନ୍ତୁ ଏ ସବୁ ଜିନିଷ ଷ୍ଟ୍ରଙ୍ଗ କରନ୍ତୁ ଯେତେବେଳେ ଆପଣ ଇନଭେଷ୍ଟମେଣ୍ଟ କରିବେ ଲଙ୍ଗ ଟର୍ମରେ ଫଣ୍ଡାମେଣ୍ଟାଲ ଆନାଲିସିସ୍ ଉପରେ ଆପଣ ନିଜେ ରିସର୍ଚ୍ଚ କରିବେ ଏ ସବୁ ଜିନିଷ ଆପଣଙ୍କ ସବୁ ଜିନିଷ ଦରକାର ଏ ସବୁ ଜିନିଷ ଆପଣଙ୍କ ଦରକାର ତେଣୁ ଏ ସବୁ ଜିନିଷ ପ୍ରଥମେ ନିଜକୁ ଷ୍ଟ୍ରଙ୍ଗ କରନ୍ତୁ ମାର୍କେଟ ବିଷୟରେ ପଢିବା ପୂର୍ବରୁ ଏ ସବୁ ଜିନିଷ ଉପରେ ଆପଣ ନିଜକୁ ଷ୍ଟ୍ରଙ୍ଗ କରନ୍ତୁ पूरा निजको इकोनॉमिकली पूरा माने इकोनॉमिक्स नॉलेज ଉପରେ मार्केट कौन होची कौन नहीं प्रत्येक न्यूज को एनालिसिस करिवे प्रत्येक शुणतु बहुत लोक किसी न जानिक यूट्यूब रे बहुत जिनस कहउछन्ती बड़ बड़ ठाडा किंतु सान के इयाडू साइड किछ कहउछन्ती तांको कथार पसी कदिबेनी निजको निजे स्टडी करंतु ए जुग बर्तन आसलानी आपण प्रॉपर एनालिसिस करंतु जदी आपण दिमाग भीतर आसीबो इटे देखिबे इटे आपण माने जीडीपी टा आपण पई पॉजिटिव हबो कि नाही इटे पचारिबे इज जीडीपी इज जीडीपी और पॉजिटिव इम्पैक्ट ये दबा आप आउ जहाँ डाउट है आपण सब करिवे पॉजिटिव इम्पैक्ट ऑन इंडियन जीडीपी एंड मार्केट ऐसे एनालिसिस कर देला आपके पढ़िबे को सेक्टर पर कौन पॉजिटिव हो ये सब जिनसे अपन देला एनालिसिस करी तापर आउ किछ डाउट जहाँ क्वेश्चन मारिबे सब एंड तळु देखन तळु पुणी से सजेशन आपन कहूची do you want me also explain which Indian sectors like IT pharma and sector may gain the most from these outcomes ये सेक्टर भी हबो कि ते मध्ये आपण तो यस मारी से यस मारले से आउर एनालिसिस करि दबो को सेक्टर के पॉजिटिव इंपैक्ट पकाइबो देखो ये सब एनालिसिस कर दला ये सब दिन सला आपण देखुछन आपण आगरे मो चैट जीपीटी रे यूज करछि तो कौन आउटकम हाउस में आपन पढ़ी करी कहूनी आपन काम होला कौन आपण मारिकी देखंतु परिश्रम करंतु पढ़ंतु ये सब जिनस पढ़ंतु आपण मार्केट विषय आपण जीवा पूर्व ये सब जिनस आपण पढ़ंतु पढ़ंतु टिके नॉलेज हासिल करंतु सो कौन जिनस आ भितर अछि कौन आपण आप जहाँ पचारिबे जोटा रभुचर जहाँ पचारिए पूरा एक्सप्लेन करी दबो ओडिया रे जे कहबे ओडिया रे मध्ये आपण लिखि दबो से पुण लिखला ओडी लाइफ टू मेक डिजिटल चार्टेबल सेक्टर बेनिफिट एग्जांपल कंपनीज फॉर क्विक अंडरस्टैंड यस लिखियो यस इन ओडिया जदि न बुझी पार्टन से ओडिया रे आपण लिखि दबो एससीओ समिट रे भारतीय को सेक्टर लाभवान हबो डिटेल्स आपण ओडिया रे लिखि दउछि जदि आपण इंग्लिश बुझा को असुविधा होछि से ओडिया लिखि टेबल कर देला एनर्जी एंड तेल गैस देला रूस रे जेहेतु मगिया होछि ए सब दिन बट बेनिफिट हबो ओएनजीसी आईओएसएल बीपीसीएल जेहेतु रशिया सहित भल रिलेशन है तेणु तेल बेनिफिट मिल फार्मा सेक्टर रे
फार्मा सेक्टर जेहेतु रशिया सहित जो जो जिन होची से बेनिफिट अपन पाइबे कारण रशिया सहित भल डिस्कशन भल चलছে ତେଣୁ ରଷିଆ ସହିତ ଯୋଉ ରିଲେଟେଡ ଜିନିଷ ହେଲା ସେ ଜିନିଷରେ ଆପଣ ବେନିଫିଟ ପାଇବେ ଅଦର କଣ୍ଟ୍ରି ବେନିଫିଟ ପାଇବେନି ଚାଇନା ଆପଣ ପ୍ରଥମରୁ ଶତ୍ରୁ ଥିଲା ଏବେ ବି ଶତ୍ରୁ ଅଛି କିନ୍ତୁ ଚାଇନା ଆପଣ ପାଇଁ ବେନିଫିଟ ହଉଛି ଚାଇନା ଇକୋନୋମି ଷ୍ଟ୍ରଙ୍ଗ ହଉଛି ଇଣ୍ଡିଆ ପାଇଁ କିନ୍ତୁ ଇଣ୍ଡିଆ ଏଗ୍ନିଷ୍ଟ ପାକିସ୍ତାନ ସବୁ ଅସ୍ତ୍ର ଯୋଗାଉଛି ଭାରତ ପଛରେ ଲାଗିଛି ଭାରତ ପାଇଁ ସେ ଶକ୍ତିଶାଳୀ ହେଇକି ଅଛି ସବୁ ଜିନିଷ ଭାରତ ବିକୁଛି କିନ୍ତୁ ସେ ପାକିସ୍ତାନକୁ ସବୁ କଣ ଯୁଦ୍ଧାସ୍ତ୍ର ସେ ବିକୁଛି ସବୁ ବିକିରି ଇଣ୍ଡିଆ ଏଗ୍ନିଷ୍ଟ ସେ ଲଗାଉଛି ତେଣୁ ସେ ପ୍ରାୟ ତାର ଡବଲ ଗେମ୍ ସେ ଖେଳୁଛି କୁହନ୍ତୁ ଆପଣଙ୍କ ଆଉ କିଛି କ୍ୱେଶ୍ଚିନ୍ ଅଛି କୁହନ୍ତୁ yes any question ଏଇ ସବୁ ଜିନିଷ ପାଇଁ ଆପଣ ସମୟ ଦେବା ପାଇଁ ପଡିବ ଆନାଲିସିସ୍ କେବେ ଦିମାଗ ଲଗେଇବା ପାଇଁ ପଡିବ ଆପଣ କାହା ଟ୍ରେନିଂ ରେ ଜଏନ କଲେ ଏଇ ସବୁ ଜିନିଷ କେହି ଆପଣ କହିବେନି ଡାଇରେକ୍ଟ ଆପଣ ଯୋଉଟା ଏଗୁଡା ପାଠ ସାର୍ କେହି ଭାବୁଛନ୍ତି କହିବେନି। ଏଗୁଡା କେହି ବି କହିନାହାନ୍ତି। ଆପଣ ଯୋଉଠୁ ପାଠ ବୋଲି ଭାବୁଛନ୍ତି ଯେ ସେଇଠୁ ଆରମ୍ଭ କରି ସେଇଠି ଶେଷ କରିଦେବେ ଏସବୁ ଜିନିଷ ଉପରେ କହିବେନି କହିକି କାହିଁ ଟାଇମ ୱେଷ୍ଟ କରିବେ ସେ 8-10ଟା କ୍ଲାସ ନେଇକି ତ 15ଟା କ୍ଲାସ ସାରିଦେବେ ଆପଣଙ୍କୁ ପଇସା ନେଇଗଲେ ଏସବୁ ଜିନିଷ ଆପଣଙ୍କୁ କୌଣସି ୟୁଟ୍ୟୁବ ଭିଡିଓ ଦେଖିଲେ କି ଆପଣ ଏସବୁ ଜିନିଷ ବି କହିବେନି ଏଇ ଜିନିଷ ସବୁ କରନ୍ତୁ ଶିଖନ୍ତୁ ନିଜକୁ ଅପଡେଟ କରନ୍ତୁ ଖାଲି ତ କ୍ୟାଣ୍ଡେଲ ଷ୍ଟିକ୍ ପ୍ୟାଟର୍ନ ଆଉ ଷ୍ଟ୍ରାଟଜି ଗୋଟେ ଦିଟା ସରିଲା ଆଉ। ଏଇଟା ସବୁବେଳେ କାମରେ ଲାଗିବ। ତେଣୁ ଏସବୁ ଜିନିଷ ଭାଇ ଆ ଉପରେ ଷ୍ଟ୍ରଙ୍ଗ ହୁଅନ୍ତୁ ପ୍ରଥମେ ସବୁ ଜିନିଷ ଆପଣ ବୁଝିପାରିବେ ଦେଖିଲେ ଜିଡିପି କହିଲେ ଜିଡିପି ଟା କଣ ଆପଣ ତାପରେ ବୁଝିପାରିଥିବେ ଦେଖ ତାପରେ ଆମେ ପ୍ରଥମେ ତ କିଛି ନଲେଜ ନଥିବ ଏବେ ସବୁ ଏ ହେଲାଣି ଏଆଇ ୟୁଜ କରନ୍ତୁ ଚାଟ୍ ଜିପିଟି ୟୁଜ କରନ୍ତୁ ଆରେ ସାର୍ ଏଇଟା ମୁଁ ଜାଣିନି ସାର୍ ଚାଟ୍ ଜିପିଟିରେ ଜାଣିଥିଲି କିନ୍ତୁ ଆପଣ ଯେଟା ଗୋଟେ ଏବେ କହିଲେ ସାର୍ ଏଇଠି ଓଡ଼ିଆରେ ପୁରା କ୍ଲିୟରଲି ବୁଝି ହଉଛି ଆଜ୍ଞା ଇଂଲିଶ ବୁଝିବେ କିନ୍ତୁ ସାର୍ ଆପଣ ଏଇଟା ଯେଟା ଦେଖିଲେନି ଓଡ଼ିଆରେ ପୁରା ଆଜ୍ଞା ପୁରା ଜଣା ପଡିଯାଉଛି ସାର୍ ଏଇଟା ଗୋଟେ ଭଲ ମୁଁ ଜାଣିନଥିଲି ଏଇଟା ଜାଣିପାରିବି ଟେବୁଲ କରି ଆନାଲିସିସ୍ କରି ଆପଣ ଦେଖେଇଲା କୋଉ କୋଉ ଜିନିଷ କଣ ହବ ଏ ସବୁ ଜିନିଷ ଏ ସବୁ ଜିନିଷ ଦେଖେଇଲା ଓଡିଆରେ ଆପଣ ପଢିକି ଯାଇପାରିବେ କିଛି ଅସୁବିଧା ନାହିଁ ଯୋଉ ଯେତେ ମିଟିଂ ହଉଛି ଏ ସବୁ ବ୍ରିକ୍ସ ମିଟିଂ ହେଇଥିଲା ବ୍ରାଜିଲ ରେ ଆପଣ ଇଏ ହଉଛି ଏସିଆ ମିଟିଂ ହଉଛି ସବୁଥିରେ ଅଲଗା ଅଲଗା ମେମ୍ବର ଅଲଗା ଅଲଗା ସବୁ ଜିନିଷ ଆମକୁ ଇନଫର୍ମେସନ କଲେକ୍ସନ କରିବାକୁ ପଡିବ ସବୁ ଜିନିଷ ଆପଣ ପେରେଣ୍ଟ ପେପର ସବୁ ଲେଖି ରଖିବା ପାଇଁ ପଡିବ ଆନାଲିସିସ୍ କରିବା ପାଇଁ ପଡିବ ମୁଁ ଏ ଜିନିଷ କାହିଁକି ଦେଖୁନାହାନ୍ତି ଏସବୁ ଜିନିଷ ଇନଫର୍ମେସନ କାହିଁକି ଏ ସବୁ ଜିନିଷ ଇନଫର୍ମେସନ କାହିଁକି ସବୁ କଲେକ୍ସନ କରି ରଖୁଛି ଏସବୁ ଜିନିଷ ଏଇ ଯୋଉ ଜିନିଷ କାହିଁକି କଲେକ୍ସନ ସବୁ କରିଛି ଇଏ ଅନେଇକି ରଖିଛି ଆପଣ କଣ ଇମ୍ପାକ୍ଟ ପକେଇବ କଣ ହବ ଏସବୁ ଜିନିଷ କାହିଁକି ସବୁ କରୁଛି ରଖୁଛି ସବୁ ମୁଁ କହିଲି ପ୍ରତିଦିନ ରାତି 2ଟାରେ ମୁଁ ଶୋଉଛି ପ୍ରତିଦିନ ରାତି 2ଟାରେ ଶୋଉଛି ପ୍ରତିଦିନ ରାତି 2ଟାରେ ଶୋଉଛି ସେଥିପାଇଁ ସବୁବେଳେ ଆପଣଙ୍କୁ ମନା କରେ ସକାଳ ମତେ କେହି କଲ୍ କରିବେନି ରାତି 2ଟା ଶୋଉଛି ଯଦି ମୋ ଝିଅର ସ୍କୁଲ ଛାଡିବାର ଯିବି ତାହେଲେ କଣ କହିବି ନା 6ଟାରେ ଉଠିଲି ଝିଅକୁ ନେଇ ସ୍କୁଲ 6:30 ଛାଡିଲି 6:30 ଛାଡିକି ଆସି ପୁଣି ଏଗେନ 2 ଘଣ୍ଟା ଶୋଇ ପଡିବି 8ଟା 8:30 ପର୍ଯ୍ୟନ୍ତ ଶୋଇବି 2 ଘଣ୍ଟା ଶୋଇବି 8:30 ଉଠିକି ପୁଣି ସିଷ୍ଟମ ଆଗରେ ବସିଲେ କାମ ଚାଲିଲା ତାପରେ ଝିଅକୁ ପୁଣି ଯିବି ସ୍କୁଲକୁ ଆଣିବା ପାଇଁ 10ଟା 15ରେ ସ୍କୁଲ ଯିବି ଆଣିବାକୁ ତାର ନିତ୍ୟକର୍ମ ସାରି 10ଟା 15 11:30 ପର୍ଯ୍ୟନ୍ତ ମାର୍କେଟ ସିଷ୍ଟମ ଆଗରେ ବସି ନଥାଏ ତା କାମ କଲି ତାପରେ ପୁଣି ସିଷ୍ଟମ ଆଗରେ ଫେରିଲି ସିଷ୍ଟମ ଆଗରେ ବସିଲି ଇଭିନିଂ ରେ ଆପଣଙ୍କ କ୍ଲାସ ରହିଲା ତାପରେ ନେକ୍ସଟ ଯୋଉ ଫ୍ରାଇଡେ ସଟରଡେ ସଣ୍ଡେ ମୁଁ ନିଜେ ପଢୁଛି ତାର କ୍ଲାସ ଆରମ୍ଭ ହଉଛି 9:30 ଠୁ 12:30 ମୁଁ ଗୋଟେ ଯୋଉ କ୍ଲାସ କରୁଛି 12:30 9:30 12:30 ପର୍ଯ୍ୟନ୍ତ 3 ଘଣ୍ଟା କ୍ଲାସ ହଉଛି ମୁଁ ବି ଏବେ ବି ନିଜେ ଟ୍ରେନିଂ ନଉଛି ଶିଖୁଛି କାହିଁକି ନଲେଜ ନାହିଁ ମାର୍କେଟ ବହୁତ ଜିନିଷ ଅଛି ଏକାଥରେ ଆପଣ ସବୁ ଜିନିଷ ଜାଣିପାରିବେନି ସବୁ ସେକ୍ଟର ଜିନିଷ ଆପଣ ଜଣଙ୍କଠୁ ପାଇପାରିବେନି ସବୁ ଜିନିଷ ଜାଣିପାରିବେନି ବହୁତ ଜିନିଷ ଅଛି ଆପଣ ଯଦି ରିଅଲି ଲର୍ଣ୍ଣିଂ ପାଇଁ ଫୋକସ କରିବେ ଲର୍ଣ୍ଣିଂ ଆପଣ 10 years ହେଇଗଲେ ମଧ୍ୟ ଆପଣ ସବୁ ଜିନିଷ ଶିଖିପାରିବେନି ବହୁତ ଜିନିଷ ମାର୍କେଟରେ ଅଛି ବହୁତ ଜିନିଷ ସବୁ ଜିନିଷ ଆପଣ ଜାଣିବା ପାଇଁ ପଡିବ ମାର୍କେଟ ଯଦି ଆପଣ କ୍ୟାରିୟର କରି ଜଣା ପାଇଁ ସେଇଟା ବହୁତ ଜିନିଷ ଆପଣ ଜାଣିବା ପାଇଁ ପଡିବ କିଛି ନୁହଁ ଆପଣ ଭାବିବେ ଟିକେ ଟିକେ ମୁଁ ପଢିଥିଲି ଜାଣିଦେଲି ୟୁଟ୍ୟୁବ ଦେଖିକି ଜାଣିଯିବି ଇଏ କରିବି ହବନି ଭାଇ ବହୁତ ଜିନିଷ ଶିଖିବା ପାଇଁ ଗୋଟେ ବହୁତ ବହି ଜିନିଷ ପଢିବା ପାଇଁ ଗୋଟେ ବହି ଯଦି ପଢି ପାରନ୍ତି ପେସେନ୍ସ ରହୁନାହାନ୍ତି ଯୋଉ ଯୋଉ ସେକ୍ଟରରେ ଯିଏ ସବୁ ଟ୍ରେନିଂ ଦଉଛନ୍ତି ସମସ୍ତେ ଅଲଗା ଅଲଗା ସେକ୍ଟର ଟ୍ରେନିଂ ଦଉଛନ୍ତି
ସମସ୍ତେ ସମାନ ସେକ୍ଟର ନୁହନ୍ତି, ସମସ୍ତେ ଅଲଗା ଅଲଗା ସେକ୍ଟର ଟ୍ରେନିଂ ଦଉଛନ୍ତି। ଗୋଟେ ଗୋଟେ ଲୋକ କେବଳ ଆରଏସଆଇ ଉପରେ ଟ୍ରେନିଂ ଓନ୍ଲି ଆରଏସଆଇ। ଆରଏସଆଇ ଉପରେ ତାଙ୍କର 20ଟା କ୍ଲାସ ଟ୍ରେନିଂ ନଉଛନ୍ତି, ଫିସ୍ ରଖିଛନ୍ତି 30,000 ଟଙ୍କା। 30,000 ଟଙ୍କା, 30,000 50,000 ଟଙ୍କା ଫିସ୍ ରଖିଛନ୍ତି। ଫିସ୍ ରଖିକିରି ସେ ନଉଛନ୍ତି କେବଳ ଆରଏସଆଇ ଉପରେ ହିଁ ପଢଉଛନ୍ତି, ଆରଏସଆଇ ଉପରେ ପଢା। ଆଉ ଜଣେ ଅଛନ୍ତି ଫିବୋନାସି, ଯୋଉମାନେ ଅଛନ୍ତି ପୁରା ଫିବୋନାସି ଉପରେ କ୍ଲାସ ନଉଛନ୍ତି, 30ଟା ପାଖାପାଖି କ୍ଲାସ ନଉଛନ୍ତି। 3 ମାସ କ୍ଲାସ ନଉଛନ୍ତି, 3 ମାସ କ୍ଲାସ ଓନ୍ଲି ଫିବୋନାସି ଉପରେ। ଆଉ ଫିବୋନାସି ବେଷ୍ଟ ଷ୍ଟ୍ରାଟେଜି, ଫିବୋନାସି ପଢେଇବେ, ଫିବୋନାସି ବେଷ୍ଟ ଷ୍ଟ୍ରାଟେଜି ସବୁ ଜିନିଷ ଫିବୋନାସି ଉପରେ ପଢେଇବେ। ଆ ପାଇଁ କୋର୍ସ 50,000 ଲକ୍ଷ ଟଙ୍କା ନଉଛନ୍ତି, 50,000 1 ଲାख ମିନିମମ୍ ଟା 30,000 ଟଙ୍କା ଫିସ୍ ନଉଛନ୍ତି। ତ ଏଇ ସବୁ ଜିନିଷ ଆପଣଙ୍କୁ ଓଭରଅଲ ଜାଣିଲେ ସର୍ଟକଟ ଜାଣିଗଲେ, ଡିପଲି ଜାଣିବା ପାଇଁ ହେଲେ ଡିପଲି ଆପଣ କରିପାରିବେ। ଯେମିତି ଆପଣ ମାନେ ଯୋଉ +3 ଯୋଉମାନେ ପଢିଥିବେ, +2 ମାଟ୍ରିକ ପର୍ଯ୍ୟନ୍ତ ଆପଣ ହିଷ୍ଟ୍ରି ଜିଓଗ୍ରାଫି ସବୁ ଜିନିଷ କମନ ସବଜେକ୍ଟ ପଢିଲେ। +2 ମଧ୍ୟ ଆପଣଙ୍କର ସେପାରେଟ ହେଇଗଲା। କଣ ସେପାରେଟ ହେଇଗଲା? ସାଇନ୍ସ ସେପାରେଟ ହେଇଗଲା, ଆର୍ଟ୍ସ ସେପାରେଟ ହେଇଗଲା, କମର୍ସ ସେପାରେଟ ହେଇଗଲା। ସାଇନ୍ସ କହିଲେ ଯୋଉମାନେ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ବାୟୋଲୋଜି ସାଇନ୍ସ ରିଲେଟେଡ ଜିନିଷ ପାଠ ପଢିଲେ। ଆର୍ଟ୍ସ କହିଲେ ହିଷ୍ଟ୍ରି ଜିଓଗ୍ରାଫି ପଲିଟିକାଲ ସାଇନ୍ସ ଇକୋନୋମିକ୍ସ ଏସବୁ ଜିନିଷ ଉପରେ ଆପଣ ପଢିଲେ। କମର୍ସ କହିଲେ ବାଣିଜ୍ୟ ଉପରେ, ଇକୋନୋମିକ୍ସ ଉପରେ ଆପଣ ଏ ଜିନିଷ ପଢିଲେ, ବାଣିଜ୍ୟ ଉପରେ ହଉ ଫାଇନାନ୍ସ ଉପରେ କମର୍ସରେ ପଢିଲେ। ତାପରେ ଆପଣ ଥିଲେ +3 ପଢିଲେ, +3 ପଢିଲେ ଆପଣ ଆହୁରି ସ୍ପେଶାଲାଇଜେସନ ଅନର୍ସ ଆସିଗଲା। କେବଳ ସପୋଜ ମୁଁ ମ୍ୟାଥମେଟିକ୍ସ ଅନର୍ସ ରଖିଲି ମିନ୍ସ ମୁଁ କେବଳ ମ୍ୟାଥମେଟିକ୍ସ ପଢିବି, ମ୍ୟାଥମେଟିକ୍ସ ଉପରେ ଡିଟେଲ୍ସ ପଢିବି। ତାପରେ ଆଉ ଗୋଟେ ପିଜି କରିବି ମ୍ୟାଥମେଟିକ୍ସ, ଟୋଟାଲ ମ୍ୟାଥମେଟିକ୍ସ ଉପରେ ଏଠି ପଢିଲି। ପିଜି କଲା ବେଳକୁ ଗୋଟିଏ ସବଜେକ୍ଟ ଉପରେ ପଢିବି, ଗୋଟିଏ ସବଜେକ୍ଟ ଉପରେ ପିଜି ଟୋଟାଲ 2 ବର୍ଷ କାଳ ପଢିବି, ଗୋଟିଏ ସବଜେକ୍ଟ। ସପୋଜ ମୁଁ ପଢିଲି କାଲକୁଲସ ଉପରେ ପଢୁଛି, ତ କାଲକୁଲସ ଉପରେ ପଢିବି। ମ୍ୟାଥମେଟିକାଲ ଆନାଲିସିସ୍, କେବଳ ଆନାଲିସିସ୍ ଉପରେ ପଢିବି। ଅପରେସନ ରିସର୍ଚ୍ଚ ଏବଂ ମ୍ୟାଥମେଟିକାଲ ସବଜେକ୍ଟ ଥିବେ ଜାଣିଥିବେ, ଫୋରିୟର ସିରିଜ, ଏ ସବୁ ଗୋଟେ ଗୋଟେ ସ୍ପେଶାଲାଇଜେସନ। ଗ୍ରାଫ ଥିଓରୀ ଗୋଟେ ଗୋଟେ ସ୍ପେଶାଲାଇଜେସନ, ଗୋଟିଏ ଗୋଟିଏ ସବଜେକ୍ଟ ପଢିବେ। ଯିଏ ଫିଜିକ୍ସ ରେ ପଢୁଛନ୍ତି ଫିଜିକ୍ସ ପିଜି କରିବେ ଗୋଟିଏ ସବଜେକ୍ଟ ସ୍ପେଶାଲାଇଜେସନ, ଗୋଟିଏ ସବଜେକ୍ଟ ଉପରେ। ସପୋଜ ଆପଣ କାଇନେମେଟିକ୍ସ, ଡାଇନାମିକ୍ସ ସେଇ ଗୋଟାଏ ଉପରେ ପଢିବେ। କେମିଷ୍ଟ୍ରି କଲେ ଅର୍ଗାନିକ, ଅର୍ଗାନିକ ଉପରେ ଗୋଟେ ଜିନିଷ ଉପରେ ହିଁ ସେ ପଢିବେ। ଗୋଟେ ଜିନିଷ ଉପରେ 2 ବର୍ଷ କାଳ ପଢିବେ, ସ୍ପେଶାଲାଇଜେସନ ଷ୍ଟ୍ରଙ୍ଗ ହେବେ। ତ ସେଇଭଳି ଆପଣ କମନ ଟ୍ରେନିଂ ପଢିଲା ବେଳେ ସବୁ ଇଣ୍ଡିକେଟର ବି କମନ ପଢିଲେ। ଯଦି ଆପଣ ସ୍ପେଶାଲାଇଜେସନ ଯିବେ କେବଳ ଫିବୋନାଚି ଉପରେ ଆପଣ ଟ୍ରେନିଂ ନେବା ପାଇଁ ଚାହିଁବେ, ମାର୍କେଟରେ ଅଛନ୍ତି ଲୋକ ସବୁ କରୁଛନ୍ତି କେବଳ ଫିବୋନାଚି ଉପରେ ଟ୍ରେନିଂ ନଉଛନ୍ତି। 30,000, 30,000, ଲକ୍ଷ, 2 ଲକ୍ଷ, 5 ଲକ୍ଷ ଟଙ୍କା ନଉଛନ୍ତି କେବଳ ଫିବୋନାଚି ଆପଣ ଶିଖେଇବେ, ଆଉ କିଛି ଶିଖେଇବେନି, ଓନ୍ଲି ଫିବୋନାଚି। ଫିବୋନାଚି ଉପରେ ଡିଟେଲ୍ସ ପଢିବେ, ଫିବୋନାଚି ବେଷ୍ଟ ଷ୍ଟ୍ରାଟେଜି ପଢିବେ, କେତେବେଳେ ଫିବୋନାଚି ୟୁଜ করে ନ করে ସେ ଜିନିଷ ଟୋଟାଲ ପଢିବେ। ଆରଏସଆଇ ପଢିଲା, ଆରଏସଆଇ ଉପରେ ହିଁ ପଢିବେ। ये सब ଜିନିଷ ଗୋଟେ ସ୍ପେଶାଲାଇଜେସନ ହେଲା, ଆଉ କୁହନ୍ତି ସ୍ପେଶାଲାଇଜେସନ। ତ ବହୁତ ନଲେଜ ଅଛି ଭାଇ, ଆପଣ ସମୟ ଲାଗିବ ଏ ସବୁ ଜିନିଷ କନସେପ୍ଟ କରିବାକୁ ପଡିବ। ମୁଁ ଆପଣଙ୍କୁ ଓଭରଅଲ ସବୁ ଆଇଡିଆ ଦଉଛି, ଏସବୁ ଜିନିଷ ଫ୍ୟୁଚରରେ ଆପଣ ସବୁ ଏସବୁ ଜିନିଷ ଶିଖିବା ପାଇଁ ପଡିବ ସବୁ। ଯେତେବେଳେ ସ୍ପେଶାଲାଇଜେସନ କରିବେ, ଗୋଟେ ପର୍ଟିକୁଲାର ସ୍ପେଶାଲାଇଜେସନ କରିବେ ଆପଣ, ତାପରେ ଆପଣ ଆଗକୁ ଯାଇପାରିବେ। ତାପରେ ଫଣ୍ଡାମେଣ୍ଟାଲ ଆନାଲିସିସ୍ ଗୋଟେ ସେକ୍ଟର ରହିଲା, ଟେକ୍ନିକାଲ ଆନାଲିସିସ୍ ଗୋଟେ ପାର୍ଟ, ଦିଟା ମିସ୍ କରିବେନି। ଯଦି ଆପଣ ପୁରା ଚାହିଁବେ ଲଙ୍ଗ ଟର୍ମରେ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହିଁବେ, ଯିଏ ଫଣ୍ଡାମେଣ୍ଟାଲ ଆନାଲିସିସ୍ ସ୍ପେଶାଲାଇଜେସନ ପଢଉଛନ୍ତି, ଆପଣ ତାଙ୍କଠୁ ଫ୍ୟୁଚର ଟ୍ରେନିଂ ନେବା ପାଇଁ ପଡିବ। କାରଣ ସେ ଆପଣ ଟେକ୍ନିକାଲ ଆନାଲିସିସ୍ କିଛି ଜିନିଷ ପଢେଇବେନି। ଏଇ ସବୁ ଜିନିଷ ମୁଁ କହୁଛି, ଏଇ ସବୁ ଜିନିଷ ଆରି ଉପରେ ସେ ସବୁ ଜିନିଷ ଇଜି ଫଣ୍ଡାମେଣ୍ଟାଲ ଆନାଲିସିସ୍, ପାଠ ହେଲା ଫଣ୍ଡାମେଣ୍ଟାଲ ଆନାଲିସିସ୍ ପାଠ। ଏଇ ସବୁ ଜିନିଷ ଟୋଟାଲ ସେ ଆପଣ ଡିଟେଲ୍ସ ପଢେଇବେ। ଗୋଟେ କମ୍ପାନୀରେ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ କମ୍ପାନୀ କଣ କଣ ଦେଖିବା ଦରକାର? କମ୍ପାନୀ ଫ୍ରଡ କରୁନି ତ? କାରଣ ବର୍ତ୍ତମାନ ବହୁତ କମ୍ପାନୀ ଆପଣଙ୍କୁ ଫ୍ରଡ କରୁଛନ୍ତି। ତ ଆପଣ କେମିତି ଜାଣିବେ କୋଉ କମ୍ପାନୀ ଫ୍ରଡ କରୁଛି? ତ ସେଇ ବିଷୟରେ ଆପଣ ପଢିବ, ମାନେ ଫ୍ରଡ କରୁছে ଗୋଟେ ଜିନିଷ ଜାଣିନି, ବହୁତ ଜିନିଷ ଅଛି। 10, 15ଟା, 20ଟା ଜିନିଷ ଆନାଲିସିସ୍ କରିବାକୁ ପଡେ। ସେଥିରେ ଆନାଲିସିସ୍ କରି ଆପଣ ଜାଣିପାରିବେ କମ୍ପାନୀ ଫ୍ରଡ କରୁନି ତ? ଯୋଉ କମ୍ପାନୀ ସବୁ ଫ୍ରଡ କରିକି ଆପଣ ଠକି ସବୁ ପଳେଇଛନ୍ତି, ସବୁ ଡୁବି ବି ଯାଇଛନ୍ତି, କାହିଁକି ନା ସେମାନେ ସବୁ ଫ୍ରଡ କରୁଥିଲେ। ତ ଏଇ ସବୁ ଜିନିଷ ହେଲା କଣ, ଆପଣଙ୍କୁ ନଲେଜ ଆକ୍ୱାର କରିବା ପାଇଁ ପଡିବ। ଏଇ ସବୁ ଜିନିଷ କଲା ପରେ ଆପଣ ଏଇ ସବୁ ଜିନିଷ ବୁଝି ଯାଉଛନ୍ତି, ନେକ୍ସଟ ପାର୍ଟରେ ଆପଣ ଯୋଉଟା କୁହନ୍ତି, ଆପଣ ରିଅଲ ପାର୍ଟ ଯୋଉ କହୁଛନ୍ତି ଟେକ୍ନିକାଲ ଆନାଲିସିସ୍, ସେ ଲାଷ୍ଟକୁ ଆସିବ। ଲାଷ୍ଟକୁ ଆପଣ ସେଟାକୁ ଜାଣିଲେ, ଆନାଲିସିସ୍ କଲେ, ଟେକ୍ନିକାଲ ଆନାଲିସିସ୍ ଆପଣ ଯୋଉଟା କହୁଛନ୍ତି, କ୍ୟାଣ୍ଡେଲଷ୍ଟିକ୍ କହିଲେ, ଚାର୍ଟ ପ୍ୟାଟର୍ନ କହିଲେ, ଆପଣ ଇଣ୍ଡିକେଟର ବେସ୍ କହିଲେ, ଇଏ ହେଲା ଆପଣ ଟେକ୍ନିକାଲ ଆନାଲିସିସ୍, ସେ ହେଲା ଲାଷ୍ଟ ଜିନିଷ। ତାକୁ ଜିନିଷ କଲେ, ତା ବେସରେ ଷ୍ଟ୍ରାଟେଜି କଲେ, ତା ଅନୁଯାୟୀ ଆପଣ ଇଣ୍ଟ୍ରାଡେ ଟ୍ରେଡ୍ କଲେ। ମାର୍କେଟ ଆପଣ ବୁଝିବା ପାଇଁ ଜାଣିବାକୁ ହେଲେ ଏଇ ସବୁ ଜିନିଷ ଆପଣଙ୍କୁ ନଲେଜ ଆକ୍ୱାର କରିବା ପାଇଁ ପଡିବ।
ତେଣୁ ସମୟ ଦିଅନ୍ତୁ, ନିଜକୁ ସମୟ ଦିଅନ୍ତୁ, ପଢନ୍ତୁ, 7-8 ଘଣ୍ଟା ନା ରିସର୍ଚ୍ଚ କରନ୍ତୁ ବସି ଭାଇ, ରାତି ସାରା ବସିକିରି ଏମିତି ବସି ଆପଣ ଏଆଇ ରହିଲା ଆପଣ ପାଇଁ, ଏଆଇ ଯାହା ମନକୁ ଆସେ, ଆପଣ ମନକୁ ଯାହା ଆସୁଛି ଏଠି ଟାଇପ କରିବେ, ଟାଇପ କଲେ ସେ ଆପଣଙ୍କୁ କ୍ୱେଶ୍ଚିନ୍ ଆନ୍ସର ଯାହା ମନକୁ ଆସେ, କାରଣ ଇଏ ବି ତାପରେ ଲାଷ୍ଟ ଫିଲ୍ଟର କରି ସବୁ ଦବ ନା, ଫିଲ୍ଟର କରି ଲାଷ୍ଟ ପଚାରିବ ଆଉ କଣ ଦରକାର ବୋଲି, ଇଏ ଆପଣଙ୍କୁ ହିଣ୍ଟସ ଦବ, ଏ ଜିନିଷ କଣ ଦରକାର କି, କଣ କହିବୁ, ଆଉ ମତେ ଏଇ ଜିନିଷ ଦରକାର ଦିଅ, ସେ ଆପଣଙ୍କୁ ଆହୁରି ବାହାର କରି କହିବ। ତେଣୁ ବର୍ତ୍ତମାନ ଏଆଇ ଯୁଗ ଆସିଗଲାଣି, ତେଣୁ ନିଜେ ନିଜେ ଚାହିଁଲେ ମଧ୍ୟ କିଛି ଜିନିଷ ଆଇଡିଆ ସବୁ କରିପାରିବେ, ଆଗକୁ ପ୍ରୋସିଡ୍ କରିପାରିବେ। ତ ଏ ବସି ଜିନିଷ ହେଲା ଆନାଲିସିସ୍ କରିବେ, ଏସବୁ ଜିନିଷ ମୋବାଇଲରେ ଭାଇ ହବନି। ଆପଣ କେବେ ମୁଁ ମୋବାଇଲରେ ବସି ଏସବୁ ଜିନିଷ କରିବି, ମୋବାଇଲ ଛୋଟ ସ୍କ୍ରିନ୍ ବସି କଣ କରିବେ, କେତେ ସମୟ ଆପଣ ପେସେନ୍ସ ରହିବ, ଜିନିଷ ଲେଟ୍ ହେଲା ପଢି ପାରୁନଥିବେ, ଏସବୁ ଜିନିଷ କଣ କରିବେ। ଯଦି ଆପଣଙ୍କର ବଡ ସିଷ୍ଟମ ଥିବ, 32 ଇଞ୍ଚର ସ୍କ୍ରିନ୍ ରଖିବେ, କି 49 ଇଞ୍ଚର ସ୍କ୍ରିନ୍ ରଖିବେ, କି 55 ଇଞ୍ଚର ସ୍କ୍ରିନ୍ ରଖିବେ, ବଡ ସ୍କ୍ରିନ୍ ଆସିଲା ମଜା ଲାଗିବ ଗୋଟେ ଦେଖିବା ପାଇଁ, ନହେଲେ ଆପଣ ଲାପଟପ୍ 16 ଇଞ୍ଚର ଲାପଟପ୍ ଅଛି ଚଳିବ, କିଛି ଅସୁବିଧା ନାହିଁ। ଆପଣ ଯୋଉଟା ମୋର କ୍ଲାସ ଦେଖୁଛନ୍ତି ଏଇଟା ହେଲା 16 ଇଞ୍ଚର ଲାପଟପ୍, 16 ଇଞ୍ଚ ସ୍କ୍ରିନ୍ ଆପଣଙ୍କ ଦେଖିଛି ଅସୁବିଧା ହବ। ତ ଆପଣଙ୍କୁ ନିଜକୁ ପୁରା ଅପଡେଟ କରିବା ପାଇଁ ପଡିବ, ନିଜକୁ ଅପଡେଟ କରିବା ପାଇଁ ପଡିବ। ଆପଣ ଯୋଉ ଆଗରୁ ଯୋଉ ସର୍ଟକଟ ଦିମାଗ ଭିତରେ ରଖୁଥିଲେ, ସର୍ଟକଟ କେମିତି ମାର୍କେଟ ବସି ପଇସା ଇନକମ୍ କରି, ସେଇଟା ପୁରା ଭାଇ ଦିମାଗରୁ ଆଉଟ କରିଦିଅନ୍ତୁ, ଦିମାଗ ପୁରା ଆଉଟ କରିଦିଅନ୍ତୁ, ଦିମାଗକୁ ଆଉଟ କରିକି କଣ କରନ୍ତୁ, ଏ ସବୁ ଜିନିଷ ଆନାଲିସିସ୍ କରନ୍ତୁ, ଶିଖନ୍ତୁ, ନିଜକୁ ପୁରା ଅପଡେଟ କରନ୍ତୁ। ଯଦି ଆପଣ ଦିମାଗ ଭିତରେ ଏ ସବୁ ଜିନିଷ ନଥିଲା, ତାକୁ ନେଇକି ଅପଡେଟ କରନ୍ତୁ। କୁହନ୍ତୁ, ଆଉ କାହାର କିଛି କ୍ୱେଶ୍ଚନ ଅଛି କୁହନ୍ତୁ। ଇଏ ଯଦି ଆପଣଙ୍କୁ ମାନେ ଭାବିବେ କଣ ଏଇ ଗପ ଆମେ ଶୁଣୁଛୁ ଇଏ କରୁଛୁ, କିନ୍ତୁ ରିଅଲ ଜିନିଷ ଆପଣ ମାର୍କେଟରେ ରହିକିରି ଯଦି ନିଜକୁ ଅପଡେଟ କରିବା ପାଇଁ ଚାହୁଁଛନ୍ତି, କ୍ୟାରିୟର ବନେଇବା ପାଇଁ ଚାହୁଁଛନ୍ତି, ଯୋଉ ଜିନିଷ ଆଜି ପର୍ଯ୍ୟନ୍ତ ସେ ଗୋଟେ କହିକି ଆସେ, ଏପର୍ଯ୍ୟନ୍ତ ଆମ ପାଠକୁ ଟୋଟାଲ ପଶିନି, ଏଇ ସବୁ ଜିନିଷ ଆପଣ ନିଜକୁ ପୁରା ଅପଡେଟ କରିଚାଲନ୍ତୁ, ନିଜକୁ ଅପଡେଟ କରନ୍ତୁ। ମାର୍କେଟ ଆମେ ପଶିଲେ ମିନ୍ସ ମାର୍କେଟର ଏ ଟୁ ଜେଡ୍ ଆମକୁ ଅପଡେଟ ହବା ପାଇଁ ପଡିବ। ଆଜ୍ଞା ସାର୍। ଯଦି ଅପଡେଟ ହଉଛନ୍ତି, ତାହେଲେ ଆପଣ ଗୋଟେ ସକ୍ସେସଫୁଲ ଟ୍ରେଡର, ଇନଭେଷ୍ଟର ହିସାବରେ ବାହାରି ପାରିବେ। ଆପଣ ଚାହିଁଲେ ଫ୍ୟୁଚରରେ କିଛି ପିଲାଙ୍କୁ ମଧ୍ୟ ଶିଖେଇ ପାରିବେ, ଶିଖେଇକିରି ମଧ୍ୟ ପଇସା ଇନକମ କରିପାରିବେ। ଖାଲି ନଟ୍ ଯେ ଟ୍ରେଡିଂ କରି ପଇସା ଇନକମ, ଟ୍ରେଡିଂ କରି ପଇସା ଇନକମ କରିପାରିବେ। ଯଦି ନିଜେ କଲ୍ କରିକି ଯଦି ଆପଣ ଏକ୍ସପର୍ଟ ଅଛନ୍ତି ଷ୍ଟ୍ରାଟେଜି ବେସରେ, ଅନ୍ୟମାନଙ୍କୁ କଲ୍ ଦେଇପାରିବେ, ଆଉ ନିଜେ ଶିଖି ଯଦି ପୁରା ପ୍ରମ୍ପ୍ଟ ହେଇଗଲେ ଅନ୍ୟମାନଙ୍କୁ ଶିଖେଇ ବି ପାରିପାରିବେ, ଶିଖେଇକି ମଧ୍ୟ ପଇସା ଇନକମ କରିପାରିବେ। ଆପଣ ତ ନିଜେ କିଛି ଷ୍ଟ୍ରାଟେଜି ଜାଣିନଥିବେ, ଆଉ କାହାକୁ କଲ୍ କେମିତି ଦେବେ। ଏଇ ଜାଗାରେ ଆପଣ ଜାଣିପାରୁନଥିବେ, ଆପଣ ଆଇଡିଆ ନଥିବ, ମାର୍କେଟ ଉପରୁ ଯିଏ ତଳକୁ ଯିବ, କେମିତି କାହାକୁ ଟ୍ରେଡ ଦେବେ, ତ ସମସ୍ତେ ତ ଲସ୍ କରି ତାଙ୍କ ପଇସା ଉଡେଇ ଦେବେ। ହଁ, ତା ମାନେ ନୁହେଁ ଯେ ଜଣେ ଜାଣିଛି ଇଏ ବୋଲି ସେ ସବୁବେଳେ 100% ପ୍ରଫିଟ କରିବ। ସାର୍ ମାର୍କେଟ ଇଜ ଆପଣ ଯୋଉଟା କହିଲେ ସାର୍, ମାର୍କେଟ ପୁରା ନ୍ୟୁଜ ବେସରେ ଯେ ଅପଡେଟ ନ ରହିବ, ସେ ଷ୍ଟ୍ରାଟେଜି ବି କିଛି କାମ କରିବନି ଠିକ ଟାଇମରେ। କେମିତି କରିବ, ଆପଣ ଭାବୁଥିବେ ମାର୍କେଟ ଏଇଠୁ ଉପରକୁ ଯିବ ବୋଲି, ଆଜ୍ଞା ହଁ, ଯଦି ସପୋଜ କଣ ଗୋଟେ ସେଦିନ ନ୍ୟୁଜ ଆସିଲା, ସେ ନ୍ୟୁଜ ଟା ପଜିଟିଭ ଇମ୍ପାକ୍ଟ କି ନେଗେଟିଭ ନ୍ୟୁଜ ଆପଣ ଜାଣିନାହାନ୍ତି, ଆପଣ ଆଜ୍ଞା ଭାବୁଥିବେ ପଜିଟିଭ, କେବେ ଜାଣିନଥିବେ କିଛି ନାହିଁ, ଭାବିବେ ମାର୍କେଟ ଏଇଠି ପଜିଟିଭ ଅଛି ତ ଉପରକୁ ଯାଉଛି ଯିବ, ଆଉ ଏଇଠି ତ ପଜିଟିଭ ଅଛି ଉପରକୁ ଯାଉଛି ଯିବ, ସେଇଠୁ ସଡନଲି ଖସିଲା। ଏଇଠି ଦେଖନ୍ତୁ, ଏଇଠି ଜାଣିବା ଦରକାର, ଏଇଠି ଆପଣ ଚାର୍ଟ ପାଟର୍ନ ଦେଖୁଛନ୍ତି କି, ଏଇଠି ଦେଖନ୍ତୁ, ଯେତେବେଳେ ପ୍ରଥମ ହାଇ ମାରିଥିଲା ସେଇଟା ରେଜିଷ୍ଟାନ୍ସ ଫିଲ୍ କରି ସେଠି ତଳକୁ ଖସିଲା। ଫାଷ୍ଟ 5 ମିନିଟ କ୍ୟାଣ୍ଡେଲ ହାଇ ସେ ବ୍ରେକ୍ କଲାନି, ରେଜିଷ୍ଟାନ୍ସ ନେଲା। ଯଦି ରେଜିଷ୍ଟାନ୍ସ ବିଷୟରେ ଆପଣ ଏମିତି ପଢୁଛନ୍ତି, ରେଜିଷ୍ଟାନ୍ସ ନେଲା, ତଳକୁ ଖସିଲା। ତ ଏଇ ସବୁ ଜିନିଷ ଭାଇ, ସବୁ ଜିନିଷ ଅପଡେଟ ହବା ପାଇଁ ପଡିବ, ସବୁଥିରେ ମାଷ୍ଟର କରିବା ପାଇଁ ପଡିବ। ଆପଣ ଖାଲି ଟେକ୍ନିକାଲ ଆନାଲିସିସ ମାଷ୍ଟର କରିଦେଲେ ହବନି। ଯଦି କହିବେ ମୁଁ ପ୍ରାୟ ଚାର୍ଟ ଉପରେ ବେଶୀ ହେଲେ ଚାର୍ଟ ଉପରେ ଆନାଲିସିସ କରି ମାଷ୍ଟର ହେଇଗଲେ କରିବି, ନାଇଁ ରେ ଭାଇ, ଏଇଟା ସଫିସିଏଣ୍ଟ ହବନି। ସବୁ ଜିନିଷ ଉପରେ ଆପଣ ଗୋଟେ କ୍ୟାରିୟର କରିବା ପାଇଁ ଚାହିଁଲେ, ସବୁ ଜିନିଷରେ ଆପଣଙ୍କୁ ଅପଡେଟ ହବାକୁ ପଡିବ। ଯଦି ଅପଡେଟ ହଉଛନ୍ତି, ତାହେଲେ ମାର୍କେଟ କିଛି ବହୁତ ଦିନ ତଳେ ରହିପାରିବେ, କିଛି ଅସୁବିଧା ହବନି।
ଆଉ କାହାର କିଛି କ୍ୱେଶ୍ଚନ୍? ନା? ଓକେ, ଆଶା କରେ ଯୋଉ ଯୋଉ ଜିନିଷ ଉପରେ ମୁଁ କହୁଛି ତାକୁ ଏକାନେ ଭର୍ତ୍ତି ସେକାନେ ବାହାର ନ କହିକରି ଦୟାକରି ରିସର୍ଚ୍ଚ କରନ୍ତୁ। ଯୋଉ ଯୋଉ ଜିନିଷ କହିଲି ଏଆଇ ଆପଣଙ୍କ ପାଖରେ ରହିଲା, ଏଆଇ ଆପଣଙ୍କ ପାଖରେ ରହିଲା, ଏଆଇ ୟୁଜ କରି ରିସର୍ଚ୍ଚ କରନ୍ତୁ। ରିସର୍ଚ୍ଚ କରନ୍ତୁ, ନିଜର ନଲେଜକୁ ପୁରା ଷ୍ଟ୍ରଙ୍ଗ କରନ୍ତୁ, ପୁରା ଗୋଟେ ଇକୋନୋମିଷ୍ଟ बनନ୍ତୁ, ଇକୋନୋମିକାଲି ଆନାଲିସିସ୍ କରନ୍ତୁ। ଯଦି ଇକୋନୋମିକାଲି ଆନାଲିସିସ୍ କରିବେ, ମାର୍କେଟ ଠିକ ସେ ଆପଣ ବୁଝିପାରିବେ, ଯୋଉ ନ୍ୟୁଜ ଆସିଲା ତାର ଇମ୍ପାକ୍ଟ ମାର୍କେଟ ଉପରେ ପଜିଟିଭ ନେଗେଟିଭ ଇମ୍ପାକ୍ଟ କରିବେ, ତାହେଲେ ଆପଣ ଜାଣିପାରିବେ। ତ ଜାଣିପାରିଲେ ଏଇଭଳିଆ କଣ ବଡ ବଡ ମୁଭ କୁ ଆପଣ କ୍ୟାପଚର କରିପାରିବେ। ଦିନ ସାରା ବସିବା ଟ୍ରେଡ୍ ସିଷ୍ଟମ ଦରକାର ନାହିଁ, କି ସବୁଦିନ ଟ୍ରେଡ୍ କରିବା ଆବଶ୍ୟକତା ନାହିଁ, କି ସବୁ ମାସେ ଟ୍ରେଡ୍ ଆବଶ୍ୟକ ନାହିଁ। ଗୋଟେ ଦିନ ଟ୍ରେଡ୍ କରିକି ଆପଣ ଏଇଭଳିଆ ନ୍ୟୁଜ ଆସିଲା, ଆପଣ ନ୍ୟୁଜ ଆନାଲିସିସ୍ ପ୍ରପର ଜାଣିପାରିଲେ, ଆଉ ଆପଣ ଆନାଲିସିସ୍ ବେସ୍ ରେ ମାର୍କେଟ ମୁଭ୍ କଲା, ଆପଣ ଆନାଲିସିସ୍ ବେସ୍ ରେ ମାର୍କେଟ ମୁଭ୍, ବାସ୍ ପଇସା ଇନକମ୍ କଲେ ଛାଣିଦେବେ ପଇସା। ଏମିତି ଗୋଟେ ଦିନରେ ଆପଣ ପଇସା କଣ କରିପାରିବେ, କଣ କରିବେ, ଛାଣିଦେବେ ପୁରା ପଇସା। ଗୋଟେ ଦିନରେ ଆପଣ ପୁରା ପଇସା ଛାଣିଦେବେ। ତେଣୁ ଏଇଥିପାଇଁ ଆପଣଙ୍କୁ ସବୁବେଳେ କଣ କରିବା ପାଇଁ ପଡିବ ନା, ନିଜେ ଅପଡେଟ କରିବା ପାଇଁ ପଡିବ। ଯଦି ନିଜକୁ ଅପଡେଟ କରୁଛନ୍ତି ତାହେଲେ କିଛି ଅସୁବିଧା ନାହିଁ, ଆପଣ ମାର୍କେଟରେ ତିଷ୍ଠି ପାରିବେ, ରହିପାରିବେ, ଭଲ ପଇସା ମଧ୍ୟ ଇନକମ୍ କରିପାରିବେ। ଯେତେ ଯଦି ଆପଣ ମାର୍କେଟ ପଢିକି ରହୁଛନ୍ତି, 5 8 10 ବର୍ଷ ପଢିକି ରହିଗଲେ, ନିଜକୁ ଅପଡେଟ କଲେ, ଆପଣ କୁଆଡେ ଯିବା ଦରକାର ନାହିଁ, ନିଜ ଘରେ ବସି ପଇସା ଇନକମ୍ କରିବେ, ସକ୍ସେସ୍ ହେଇପାରିବେ। ତେଣୁ ସେଥିପାଇଁ ସବୁବେଳେ କହିଲି ନିଜର ନଲେଜକୁ ଅପଡେଟ କରିକି ଚାଲ, ନିଜର ନଲେଜକୁ ସବୁବେଳେ ଅପଡେଟ କରନ୍ତୁ। କାରଣ ମାର୍କେଟ ସବୁବେଳେ ଚେଞ୍ଜ ହେଇ ଚାଲିଛି, ମାର୍କେଟ ଯୋଉ ଅନୁଯାୟୀ ଚେଞ୍ଜ ହଉଛି, ଆପଣ ନିଜ ନଲେଜକୁ ସବୁବେଳେ ଅପଡେଟ କରନ୍ତୁ। ଯେତେ ଅପଡେଟ କରି ଚାଲିବେ, ଯେତେ ଅପଡେଟ କରି ଚାଲିବେ, ତ ସେତେ ବେନିଫିଟ ଆପଣ ପାଇପାରିବେ। ଆଉ ନ୍ୟୁଜ ଯାହା ଆପଣ ପାଖରେ ଇକୋନୋମିକ୍ସ ଟାଇମ୍ସ ହଉ, ମିମ୍ସ ହଉ, ମନି କଣ୍ଟ୍ରୋଲ ଯାହା ଆସୁଛି ତାକୁ ଖୋଲିକି ଟିକେ ପଢନ୍ତୁ। ଖାଲି ତାକୁ ହେଡଲାଇନ ଦେଖିକି ତାକୁ ଉଡେଇ ଦିଅନ୍ତୁନି, ତାକୁ ଟିକେ ଖୋଲନ୍ତୁ, କଣ ଲେଖା ହେଇଛି ପଢନ୍ତୁ। ଜିନିଷ ନ ବୁଝି ପାରିଲେ ମଧ୍ୟ ତାକୁ କଣ କରନ୍ତୁ, ପଢନ୍ତୁ। ଆଟଲିଷ୍ଟ କଣ ଲେଖା ହେଇଛି, ଆସ୍ତେ ଆସ୍ତେ ସବୁ ଜିନିଷ ବୁଝା ପଡିବ। ଯୋଉ ଜିନିଷ ବୁଝା ପଡୁନଥିବ, ଆସ୍ତେ ଆସ୍ତେ ବୁଝା ପଡିବ। ସଡନଲି ଗୋଟେ ଦିନ ଆପଣ ତ ସବୁ ଜିନିଷ ବୁଝିପାରିବେନି। ବାରମ୍ବାର ସେମ ଜିନିଷ ଆପଣ ଯାହା ଡାଉଟ ହେଲା ଏଆଇ ୟୁଜ କରିବେ, ଯାହା ଡାଉଟ ହେଲା ଏଆଇ ୟୁଜ କରିବେ, ଏଆଇ ରେ ମାରିବେ। ଏଇ ଚାଟ ଜିପିଟି ୟୁଜ କରନ୍ତୁ। ଯାହା ମନେ ଡାଉଟ ହେଲା, କୋଉ ନ୍ୟୁଜ ଦେଖିଲେ କିଛି ଡାଉଟ ହେଲା, କିଛି ଜିନିଷ ଜାଣିପାରିଲିନି, ଫିର ବି ମୁଁ କହିଲି ଏଠି ଏସ୍ଆଇ ମିଟିଂ ହେଲା, ଆର କଣ ପଜିଟିଭ ଆଉଟକମ ଅଛି ଜାଣି ପାରୁନାହାନ୍ତି, ସବୁ ଜିନିଷ ପଢିଲୁ, ମାରି ଦିଅନ୍ତୁ ନା ଏମିତି, ସେ ଆପଣ ଆନାଲିସିସ୍ କରି ଦେଇଦବ, ସେ ଆନାଲିସିସ୍ କରି ଦେଇଦବ, ଆପଣ କିଛି କରିବା ପାଇଁ ପଡିବନି। ଆଉ କାହାର କିଛି କହିବାର ଅଛି କୁହନ୍ତୁ, ନହେଲେ ଆଜିର କ୍ଲାସ ଏଣ୍ଡ କରିବା, କାଲି ନେକ୍ସଟ କ୍ଲାସ ଅଛି। ଏନି କ୍ୱେଶ୍ଚନ? ନାଇଁ? ଓକେ ଦେନ୍, ଆଜି ପାଇଁ ଏତେ। ଗୁଡ୍ ନାଇଟ୍। Thank you, sir.